ଆମର ରୋଟେସନ ରିଭଲ୍ୟୁସନ ସରିଥିଲା। ସେକେଣ୍ଡ ପାର୍ଟ ଯଦି ଆମେ ଦେଖିବା, ଫାର୍ଷ୍ଟ ୟୁନିଭର୍ସ ପାର୍ଟ, ୟୁନିଭର୍ସ ଏଣ୍ଡ ଅରିଜିନ୍ ଅଫ ୟୁନିଭର୍ସ। ତ ମତେ ତମମାନେ କୁହ କି ୟୁନିଭର୍ସ ର ଡେଫିନେସନ ମତେ ଗୋଟେ ସେ ଟିକେ ସେୟାର କରିବ। ୟୁନିଭର୍ସ କହିଲେ କଣ ବୁଝୁଛ ତମମାନେ? ହ୍ୟାଲୋ। କିଛି ବି କୁହ। ସମସ୍ତେ ବୋଧେ ଏକ୍ସାମ ଅଲରେଡି ଆପିୟର କରିବା ଷ୍ଟୁଡେଣ୍ଟ ଅଛ, ମେନ୍ସ ବି ଲେଖିଥିବ। ନର୍ମାଲି ଗୋଟେ ୟୁନିଭର୍ସ ର ଡେଫିନେସନ କି କିଛି ବି ଗୋଟେ କୁହ, ସେୟାର କର। ମୋ କଥା ଶୁଭା ହଉଛି କି ଶୁଭୁନି? ହ୍ୟାଲୋ। गुड इवनिंग मैम। ଭେରି ଗୁଡ୍ ଇଭିନିଂ। ମୋ କଥା ଶୁଭୁଛି ତ ତମମାନଙ୍କୁ? ଅଡିବୁଲ आज्ञा ହଉଛି ତ? मैडम। ହଉ। ଆଚ୍ଛା, ଠିକ ଅଛି। ହଉ ଚାଲ, ଏଇଟା କିଛି ଆନ୍ସର କରିଦେଲେ ଭଲ ଲାଗୁନି କି କ୍ଲାସ ଅଫ୍ କରିଦବା? ନା ଇଚ୍ଛା ନାହିଁ ଆଜି ପଢିବାକୁ? ना ना पढ़िया मैडम। ହଉ ଠିକ ଅଛି, ଚାଲ। ହଉ ତମମାନେ ତ କିଛି ତ ୟୁନିଭର୍ସ କହିଲେ ଆମେ ମାନେ କଣ ବୁଝୁଛୁ? ଯାହାବି ଆମ ମାନଙ୍କ ସରାଉଣ୍ଡିଂ ରେ ଅଛି, ଆମେ ମାନେ ଯାହାବି ଦେଖୁଛୁ, ପ୍ଲାନେଟ ହଉ, ସୋଲାର ସିଷ୍ଟମ ହଉ, ଷ୍ଟାର ହଉ, ଗ୍ୟାଲେକ୍ସି ହଉ, ତ ଏ ସବୁକୁ ନେଇକି ଆମ ମାନଙ୍କର କଣ ଗୋଟେ ୟୁନିଭର୍ସ ହଉଛି। ସ୍ପେସ ବିଟୱିନ୍ ଷ୍ଟାର ଏଣ୍ଡ ଗ୍ୟାଲେକ୍ସି ବି ଦେଖିବା, ସେ ସବୁ ଇନକ୍ଲୁଡେଡ ହଉଛି ଆମର କଣ ୟୁନିଭର୍ସ ଅଣ୍ଡରରେ। ତ ଦିଟା ଡାଇମେନସନ ରେ ଗୋଟେ ୟୁନିଭର୍ସ ମେଡ ଅଫ ହେଇଛି। ଗୋଟେ ହେଲା ଏନର୍ଜି, ଆଉ ଗୋଟେ ହେଲା ମେଟର। ଏ ଦି ସବୁ ଜିନିଷକୁ ଯଦି ଏପାର୍ଟ କରିକି ଦିଟା ଡାଇମେନସନ ରେ ଆମେ ଡିଭାଇଡ କରିବୁ, ଦେନ୍ ୟୁନିଭର୍ସ କୁ ଗୋଟେ ପାର୍ଟ ରହିବ ଏନର୍ଜି, ଆଉ ଗୋଟେ ପାର୍ଟ ରହିବ ମେଟର। ମେଟର କହିଲେ ଯେମିତି ଆମେ ସଲିଡ ବୁଝୁ, ଲିକ୍ୱିଡ, ଗ୍ୟାସ, ପ୍ଲାଜମା ଷ୍ଟେଟ, ତ ସେ ସବୁ କିଛି ଆସୁଛି ମେଟର ଅଣ୍ଡରରେ। ପୁରା ୟୁନିଭର୍ସ କୁ ଯଦି ଦେଖିବା, 5% ମେଟର ଆମ ମାନଙ୍କୁ କେବଳ ନନ୍ ଅଛି, ଆଉ 95% ମେଟର ଟା ଯୋଉଟା କି ପୁରା ଡାର୍କ ମେଟର ଆଉ ଡାର୍କ ଏନର୍ଜିରେ ରିଲେଟ ହଉଛି, ଯୋଉଟା କି ଏପର୍ଯ୍ୟନ୍ତ ବି ଆମେ ତାକୁ ଡିସ୍କଭର କରିପାରିନୁ। 95% ଡାର୍କ ମେଟର ଆଉ ଡାର୍କ ଏନର୍ଜି, ଆଉ 5% ମେଟର ଯୋଉଟା କି ଆମମାନଙ୍କ ପାଇଁ ନନ୍ ଅଛି, ଆମମାନେ ଏପର୍ଯ୍ୟନ୍ତ ତାକୁ ଡିସ୍କଭର କରିଛୁ। ଏଇ ପାର୍ଟ ସବୁ ଡାର୍କ ଏନର୍ଜି, ଡାର୍କ ମେଟର, ତମମାନେ ତମର ଯୋଉ ସାଇନ୍ସ ଆଣ୍ଡ ଟେକ୍ ପାର୍ଟ ରେ ପୁରା ଡେପ୍ଥ ରେ ପଢିବା। ଆମକୁ ଏଠି ପ୍ରିଲିମ ପର୍ସପେକ୍ଟିଭ ରେ ପଢିବାର ଅଛି, ଆଉ ମେନ ରେ ତମର ୟୁନିଭର୍ସ ଆଉ ଅରିଜିନ୍ ଅଫ ୟୁନିଭର୍ସ ରୁ କ୍ୱେଶ୍ଚନ ଆସେନି ତମମାନଙ୍କର ଓପିଏସସି ବୋଧେ, ୟୁପିଏସସି ତ କ୍ୱେଶ୍ଚନ ଆସୁଛି। ତ ସେଇ ଦେଖିବା, ତ ଏନର୍ଜି ଆଉ ମେଟର କୁ ଯଦି ଦେଖିବା, ମେନଲି ଡିଫରେନ୍ସ କଣ ଥାଏ ଏନର୍ଜି ଆଉ ମେଟର ଭିତରେ? ଏନର୍ଜିଟାର ଏନର୍ଜି କୁ ଯଦି କଣ କହିବା, ଏନର୍ଜିର ଟେଣ୍ଡେନ୍ସି ହଉଛି ଏକ୍ସପାଣ୍ଡ କରିବା। ଆଉ ଇନ ରିଭର୍ସ ଯଦି ମେଟର କୁ ଦେଖିବା, ଆମେ ମେଟର ଟେଣ୍ଡେନ୍ସି କଣ, କଣ୍ଟ୍ରାକ୍ଟ କରିବା। ତ ଏଇ ଏନର୍ଜି ଆଉ ମେଟର କୁ ନେଇକି ଯେତେବେଳେ ୟୁନିଭର୍ସ ଟା ଗୋଟେ କାମ କରେ, ତ ଏନର୍ଜି ସବୁବେଳେ ତାର କଣ କରେ କି, ଏକ୍ସପାଣ୍ଡ କରିବାର କାପାସିଟି ଟାକୁ ୟୁନିଭର୍ସ ୟୁଟିଲାଇଜ କରେ। ଆଉ ମେଟରଟାର ତାର କାମ, ତାର ମାନେ କଣ୍ଟ୍ରାଡିକ୍ସନ ରେ କଣ କରେ, ସେ କଣ୍ଟ୍ରାଡିକ୍ଟ କରେ। ତ ଏଇ ହିସାବରେ ଯଦି ଦେଖିବା, ଅରିଜିନ୍ ଅଫ ୟୁନିଭର୍ସ ଆମେ ଗୋଟେ ଯଦି ଏମିତି ସାଇଣ୍ଟିଫିକ ଡେଫିନେସନ ଦେଖିବା, ଦ ୟୁନିଭର୍ସ ଅର ଦ କସମସ୍, ଆମେ ୟୁନିଭର୍ସ କୁ ବି କସମସ୍ କହିଲେ ଚଲେ, is the limitless expansion of space surrounding us, consist of solar system, star, galaxy, ଯାହା ବି include କରିପାରିବ, ଷ୍ଟାର, ପ୍ଲାନେଟ୍ସ, ଗ୍ୟାଲେକ୍ସି, ଯାହା ବି ଇନକ୍ଲୁଡ କରିବ, ସେ ସବୁ ୟୁନିଭର୍ସ ରେ ଆସୁଛି। ଏଇ ୟୁନିଭର୍ସ ର ଯଦି ଅରିଜିନ୍ ଆମେ ଦେଖିବା, ଦେନ୍ ତାକୁ ଯଦି ଟ୍ରେସ୍ କରିବା, ଆମେ 100 to 400 ବିଲିୟନ ମାନେ ଇୟର୍ସ ଗ୍ୟାଲେକ୍ସି ଆଉ ଷ୍ଟାର ରେ ମେଡ୍ ଅଫ୍ ହେଇଛି। ଆଉ ବହୁତ ମାନେ ତାର ଅରିଜିନ୍ ଟା 13 କେତେ ଏକ୍ଜାକ୍ଟଲି ମୋର ମନେ ନାହିଁ, ବାକି ମେଡ୍ ଅଫ୍ ହେଇଛି କଣ, 100 to 400 ବିଲିୟନ ଷ୍ଟାର ରେ, ଆଉ 100 to 400 ବିଲିୟନ ଗ୍ୟାଲେକ୍ସି କୁ ନେଇକି ଗୋଟେ ୟୁନିଭର୍ସ ଟା ଆମର ତିଆରି ହେଇଛି। ତ ଏଇ ୟୁନିଭର୍ସ ର ଅରିଜିନ୍ ଆଉ ଥିଓରି ବହୁତ ସାରା ସ୍ପେକୁଲେସନ ଅଛି। ତା ଭିତରୁ ମେନଲି ତିନିଟା ଥିଓରି ମୁଁ ଏଠି ତମମାନଙ୍କୁ କହିବି। ପ୍ରିଲିମ ପ୍ରସ୍ପେକ୍ଟିଭ ରେ ତମମାନେ ଖାଲି କିଏ ତାକୁ ପ୍ରପୋଜ କରିଛନ୍ତି, ସେ ମୁଁ ବୁଝେଇ ଦଉଛି ତମମାନଙ୍କୁ ଓଭରାଲି କଣ ଅଛି, ମାନେ ଥିଓରି ଟା କଣ କହୁଛି। ବାକି ତମମାନଙ୍କର ପ୍ରିଲିମ ପ୍ରସ୍ପେକ୍ଟିଭ ରେ ମେ ବି କିଏ ପ୍ରପୋଜ କରିଥିଲେ, କିଏ ପ୍ରପାଉଣ୍ଡ କରିଥିଲେ, ସେ କ୍ୱେଶ୍ଚନ ଆସିପାରେ। ତ ଆଉ ସବୁଠୁ ଆମର କୋଉଟା ଇଣ୍ଟରେଷ୍ଟିଂ ଅଛି ବିଗ ବ୍ୟାଙ୍ଗ ଥିଓରି, ଯୋଉଟା କି ପ୍ରାୟତଃ ସମସ୍ତଙ୍କୁ ଜଣା। ତ ତାରୁ ଆଉ ଦିଟା ଥିଓରି ତା ଆଗରୁ ପ୍ରପୋଜ ହେଇଥିଲା, ଯୋଉଟା କି ଆମର ସ୍ଟଡି ଷ୍ଟଡି ଥିଓରି, ଆଉ ଗୋଟେ ପୋଲ ସେଟିଂ ଥିଓରି। ସ୍ଟଡି ଷ୍ଟେଟ ଥିଓରି ହିସାବରେ ଯୋଉଟା କି ଆମର ଫ୍ରେଡ ହଏଲ ପ୍ରପୋଜ କରିଥିଲେ।
থিওরি এইটা স্টেডি স্টেট থিওরি, সরি स्टेडी स्टेट थ्योरी, स्टेडी स्टेट थ्योरी जोटा कि प्रपोज करथिले फ्रेड हॉयल। स्टेडी स्टेट थ्योरी कौन कहूँ जे जेते गोटे यूनिवर्स रो हमर गोटे माने गोटे ही लिमिट तक गोटे यूनिवर्स हमर कन्स्टांट हेकी अछि। माने तार ओवरऑल मास आउ एनर्जी जदि कहबा साइज ता पूरा देखिबा यूनिवर्स रो गोटे ही टाइम आउ गोटे ही टाइम फ्रेम सहित से कांस्टेंट हेकी अछि। जहाँ भी स्टार हो गैलेक्सी हो एई सब विद इन ए लिमिटेड बाउंड्री भितरे कंसंट्रेट हेकी अछंती। तार मास भी हो तार जदि आउ एई केस रे से कोन कहूची जेतेबेले एई यूनिवर्स टा एक्सपांड होची सपोज एमती ए भितरे स्टार हो गैलेक्सी हो सब या अंडर रे आसिले जेतेबेले यूनिवर्स टा धीरे धीरे एक्सपांड करिवो तो एई सब भितरे स्टार स्टार भितरे भी गैप एक्सपांड करिवो। जेतेबेले स्टार टा एक्सपांड करिवो से आउट ऑफ द बाउंड्री भी जीवो किंतु एई जो आउट ऑफ द बाउंड्री स्टार गला सेटा यूनिवर्स भितरे काउंट हबोनी। माने निजर थियोरी अछि तार निजर कॉन्ट्राडिक्ट करछि। फर्स्ट टाइम कहला कि गोटे यूनिवर्स ता गोटे लिमिटलेस बाउंड्री भितरे कन्स्टांट हेकी रोची जहाँ भितरे कि पूरा ओवरऑल मास और साइज टा भी तार गोटे माने कन्स्टांट हेकी रहुची किंतु अगेन से कॉन्ट्राडिक्ट करके सेई थ्योरी को कोन कला माने एट द सेम टाइम से यूनिवर्स एक्सपांड भी होची। जो हिसाब रे एक्सपांड होची तार स्टार और गैलेक्सी भितरे स्पेस भी एक्सपांड होची। आ जेतेबेले एक्सपांड होला को जदी गोटे स्टार की गैलेक्सी आउट ऑफ द बाउंड्री जाउचंती देन एसबू को एमान को गोटे यूनिवर्स रो पार्ट काउंट होउनी। तो एटा एक्चुअली माने थियोरेटिकली एग्जिस्ट एते किछि करूनी बाकी तार प्रूफ भी किछि नाही। सेति एटा को साइंटिस्ट माने एते वैल्यूएबल देलेनी किंतु स्टेडी स्टेट थ्योरी रो नॉर्मल क्वेश्चन आसे कि फ्रेड हॉयल किए प्रपोज करथिले फ्रेड हॉयल। देन आमे जिबा पॉल सेटिंग थ्योरी। पॉल सेटिंग थ्योरी ता हमर ऑर्थर एडिंगटन होची प्रपोज करथिले। तांको हिसाब रे से पॉल सेटिंग थ्योरी कोन कहूची जे पूरा यूनिवर्स टा दीटा स्टेज रे ही काम करे गोटे एक्सपांड आ गोटे कंट्रैक्ट। अल्टरनेटिवली एक्सपांड आ तार कंट्राडिक्ट चली ही थाए। एटी तुम फिगर रे देखुथियो फास्ट यूनिवर्स टा ए स्टेज रे थिला सब गैलेक्सी स्टार हो प्लैनेट्स हो ए सब ए बाउंड्री भीतर देन सेकंड फेज रे एक्सपांड हैला अगेन एक्सपांड अगेन अल्टरनेटिव फेज रे पुनी कंट्रैक्ट हे ए स्टेज को आसिला। तो पॉल सेटिंग थ्योरी रो मेन ये कि जो हमर ग्रेविटेशनल ए सब कोन पई होतला एक्सप्लोजन होउथिला जो स्टार अछंती गैलेक्सी अछंती ए यूनिवर्स भितरे तांको भितरे एक्सप्लोजन होउथिला। आउ जो तांकर ग्रेविटेशनल पुल थिला से ग्रेविटेशनल पुल पई ये एगेन ये कोन होउथिला एटा कंट्रैक्ट करूथिला एक्सप्लोजन पई एटा एक्सपांड करूची आउ यार ग्रेविटेशनल पुल पई एटा कंट्रैक्ट करूची। तो पूरा यूनिवर्स टा ए थ्योरी रे पल्सेटिंग थ्योरी पे ए थ्योरी रे बेस अछि जे यूनिवर्स टा ही केवल गोटे स्टेट जोथरे कि एक्सपांड और कॉन्ट्रैक्ट टा अल्टरनेटिवली काम करे। एटा भी सेमिति एते वाइडर पर्सपेक्टिव रे एटा एप्लीकेबल हुएनी और यार किछि माने प्रैक्टिकल एप्लीकेशन भी नथिला बोली एटा को भी केहि एते पर्यंत मानि नाहंती। हेले भी पॉल सेटिंग थ्योरी रो किछि इंपैक्ट थिला नेक्स्ट बिग बैंग थ्योरी ऊपर। तो से हिसाब रे ए थ्योरी रो भी किछि इंपोर्टेंट अछि जाको भी ऑर्थर एडिंगटन ही प्रपोज करिथिले। तापर आमे जिबा बिग बैंग थ्योरी को। बिग बैंग थ्योरी प्रायत समस्त जी भी गोटे थर जियोग्राफी पढ़िथिबो तो माने जानिथिबो बहुत इंपोर्टेंट एटा। तो बिग बैंग थ्योरी जदि आमे देखिबा बिग बैंग थ्योरी हमर ए क्वेश्चन तो आसी भी सारिछि बोधे ओपीएससी यूपीएससी रे भी के प्रपोज करथिले जॉर्ज लामिथियर 1927 रे बिग बैंग थ्योरी। तो बिग बैंग थ्योरी हमर कोन कहूची बिग बैंग थ्योरी जेतले फास्ट ए पॉल सेटिंग थ्योरी को बेस करी कि से फास्ट तांकर टिके आइडिया जनरेट हैला कि पूरा यूनिवर्स जेतेबेले किछि भी नथिला हाइपोथेटिकल सिचुएशन यूनिवर्स बोली वर्ड भी जेतेबेले किछि नथिला तांको हिसाब रे कोन माने पूरा एक्सट्रीम सबु किछि जिंस मैटर एनर्जी हो जहाँ भी वर्ल्ड रे थिला से सबु जिंस गोटे एक्सट्रीमली कंपैक्ट डेंस आ गोटे हॉट सिंगुलारिटी रे कंसंट्रेट हेकी थिले। माने ए जो सिंगुलारिटी पॉइंट टाको से एम्फासाइज करूचंदी एटा पूरा कंपैक्ट थिला डेंस थिला और बहुत हॉट थिला सेई पॉइंट टाको से कहले सिंगुलारिटी। ए सिंगुलारिटी फेज जेतेबेले एग्जिस्ट करूथिला सेतेबेले ना कि यूनिवर्स रे किछि किछि स्पेस एग्जिस्ट करूथिला किछि मैटर एग्जिस्ट करूथिला इवन इफ से कोनते कि टाइम भी एग्जिस्ट करू नथिला से टाइमिंग रे सबु किछि ए सिंगुलारिटी रे ही कंसंट्रेट करूथिला। ए सिंगुलारिटी रे जेतेबेले सबु सारा कंसंट्रेट मटेरियल रहिला देन माने डे बाय डे से को होला 13.7 बिलियन इयर्स एगो गोटे कॉस्मिक एक्सप्लोजन हैला
କଣ ହେଲା, ଗୋଟେ କସ୍ମିକ ଏକ୍ସପ୍ଲୋଜନ ହେଲା। ଯୋଉ କସ୍ମିକ ଏକ୍ସପ୍ଲୋଜନ କୁ ଆମେ ମାନେ କହୁଛୁ ବିଗ ବ୍ୟାଙ୍ଗ। ସେ ତାଙ୍କ ହିସାବରେ ନାଁ ଗୋଟେ ରଖିଲେ, ମେ ବି ବହୁତ ବଡ ଏକ୍ସପ୍ଲୋଜନ ହେଇଥିଲା ବୋଲି ସେ ତାକୁ ବିଗ ବ୍ୟାଙ୍ଗ ଦେଲେ। ତ ଯୋଉ କମ୍ପାକ୍ଟ ସିଙ୍ଗୁଲାରିଟି ଥିଲା ସେଟା ଯେତେବେଳେ କସ୍ମିକ ଏକ୍ସପ୍ଲୋଜନ ହେଲା, ସେ ଏକ୍ସପ୍ଲୋଜନ ଫ୍ଲୋ ରେ କଣ ହେଲା, ମାନେ ସବୁ କିଛି ଜିନିଷ ଏକ୍ସପାଣ୍ଡ ହବା ଷ୍ଟାର୍ଟ ହେଲା। ଆଉ ସେଇ ଏକ୍ସପ୍ଲୋଜନ ରେ ଆମେ ଫିଜିକ୍ସ ରେ ଯୋଉ ଫୋର୍ସେସ ପଢୁଛୁ ତାଙ୍କ ହିସାବରେ, ବିଗ ବ୍ୟାଙ୍ଗ ଥିଓରୀ ହିସାବରେ, ମାନେ ଫୋର୍ସେସ ଅଫ ଫିଜିକ୍ସ ହଉ, ଏଲିମେଣ୍ଟାରୀ ପାର୍ଟିକିଲ୍ସ ହଉ, ଏଟମ୍ସ, ମଲିକ୍ୟୁଲ, ଗ୍ୟାସେସ୍, କ୍ଲାଉଡ, ସବୁ କିଛି ଫର୍ମେସନ ହେଲା ଆଫ୍ଟର ଦ କସ୍ମିକ ଏକ୍ସପ୍ଲୋଜନ। ଏ ଏକ୍ସପ୍ଲୋଜନ ନ ହେଇଥିଲେ ମେ ବି ଆଜି ସବୁ କିଛି ସେ ସିଙ୍ଗୁଲାରିଟି ପଏଣ୍ଟ ରେ ହିଁ କମ୍ପାକ୍ଟ ହେଇକି ଥାନ୍ତା। ଯେତେବେଳେ କସ୍ମିକ ଏକ୍ସପ୍ଲୋଜନ ହେଲା, ଦେନ୍ ସେଇଠୁ ସବୁ କିଛିର ଫର୍ମେସନ ହେଲା। ଯେମିତି ମୁଁ କହିଲି, ତମ ଏଲିମେଣ୍ଟାରୀ ପାର୍ଟିକିଲ୍ସ ହଉ, ଏଟମ୍ସ ହଉ, ମଲିକ୍ୟୁଲ୍ସ ହଉ, ସେ ସବୁ କିଛି ସେ ଗୋଟେ ହିଁ ସିଙ୍ଗୁଲାରିଟିରୁ ହିଁ ଷ୍ଟାର୍ଟ ହେଲା। ଲେକିନ ଏଇ ପିକ୍ଚରରୁ ତମାନେ ଏଇ ସିଙ୍ଗୁଲାରିଟିରେ ପୁରା ବିଗ ବ୍ୟାଙ୍ଗ ହେଲା, ଯୋଉଟା ବିଗ ଏକ୍ସପ୍ଲୋଜନ। ଦେନ୍ ଏଇ ସବୁ ଜିନିଷ ଆସ୍ତେ 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 ଫର୍ମେସନ ହେଇକି ଆମ ମାନଙ୍କର ୟୁନିଭର୍ସ ଫର୍ମେସନ ହେଇଛି। ଆର ଆକ୍ଚୁଆଲି ପ୍ରାକ୍ଟିକାଲିଟି ଯଦି ପ୍ରୁଫ କିଏ କରିକି ଦେଖେଇଲା, ଲାମେତିୟର ତ କହିକି ଏ ଜିନିଷ ଥିଓରି ପ୍ରପୋଜ କରିକି ତାପରେ ପ୍ରୁଫ କରିବା ଆଗରୁ ସେ ଜିନିଷକୁ ଏତେ ୱାଇଡର ପର୍ସପେକ୍ଟିଭରେ ପ୍ରୁଭ କରିପାରିନଥିଲେ। ହବୁଲ ଦେନ୍ 1929 ରେ ଏଇଟାକୁ ପ୍ରୁଭ କରିଲେ ଯେ ବିଗ ବ୍ୟାଙ୍ଗ ଥିଓରିଟା କେମିତି ମାନେ ସତରେ କାମ କରୁଛି ଆମ ୟୁନିଭର୍ସରେ। ସେ ସେଇ ଯୋଉ ତମେ ଇଏରେ ପଢିଥିବ, ଏନସିଆରଟି ବହିରେ ଗୋଟେ ଦେଖିଥିବ, ବେଲୁନ ଉପରେ ରେଡ ଡଟ ନେଇକି ଯେତେବେଳେ ଆମେ ଫୁଙ୍କୁଛୁ ତ ସେ ଜିନିଷଟା ଏକ୍ସପାଣ୍ଡ ହଉଛି। ତ ୟୁନିଭର୍ସ ର ଏକ୍ସପାଣ୍ଡ ହିଁ ହଉଛି ବିଗ ବ୍ୟାଙ୍ଗ ଥିଓରିର ଗୋଟେ ସବୁଠୁ ବଡ ମାନେ ଟ୍ରୁଥ, ଆମେ ମାନେ କହିବା ଭେରିଫିକେସନ। ବିଗ ବ୍ୟାଙ୍ଗ ଥିଓରି ଏକ୍ଜିଷ୍ଟ କରୁଛି ଆଉ ସେଇଟା ଅଲରେଡି ପ୍ରୁଭ ବୋଲି ଆମେ ସେଇଠୁ ଜାଣିଲୁ। କାହିଁକି ନା ଏବେ ବି ଆମର ୟୁନିଭର୍ସ ଟା ଏକ୍ସପାଣ୍ଡ କରୁଛି। ମେ ବି ଯଦି ୟୁନିଭର୍ସ ଏବେ ଏକ୍ସପାଣ୍ଡ କରୁନଥାନ୍ତା, ଆମେ ବିଗ ବ୍ୟାଙ୍ଗ ଥିଓରିକୁ ବି କେବେ ମାନୁ ନଥାନ୍ତୁ। ଆଉ ବିଗ ବ୍ୟାଙ୍ଗ ଥିଓରିର ସେଇ ପ୍ରୁଫ ଟା ହବୁଲ ହିଁ କରିକି 1929 ରେ ତାର ପ୍ରୁଫ ଦେଲେ କି ନାଇଁ ସତରେ ବିଗ ବ୍ୟାଙ୍ଗ ଥିଓରିରୁ ହିଁ ସବୁ କିଛି ହେଇଥିଲା। କିନ୍ତୁ ଆକ୍ଚୁଆଲି ଯଦି ମାଇଥୋଲୋଜିକାଲି ଦେଖିବା, ମାନେ ଆମ ସ୍କ୍ରିପଚର, ଆମ ରିଲିଜନ ହିସାବରେ ଦେଖିବା, ଏସବୁ କିଛି ଏକ୍ଜିଷ୍ଟ କରୁନି। କିନ୍ତୁ କିଛି ତ ଗୋଟେ ମାନିବାକୁ ପଡିବ, ଯେହେତୁ ଦୁନିଆ ଟା ପୁରା ସାଇଣ୍ଟିଫିକ ରିଜନ ରେ ଚାଲିଛି। ତ ସେପାଇଁ ଯେତେ ବି ଥିଓରି ପ୍ରପୋଜ ହେଇଥିଲା ୟୁନିଭର୍ସ ହିସାବରେ, ବିଗ ବ୍ୟାଙ୍ଗ ଥିଓରିକୁ ସବୁଠୁ ମାନେ ଭ୍ୟାଲିଡ ବୋଲି ମନା ହେଲା। ଆଉ ତାର ପ୍ରୁଫ କିଏ ଦେଇଥିଲେ, ହବୁଲ ଦେଇଥିଲେ 1929 ରେ। ଏଇଟା ଥିଲା ମେନଲି ତିନିଟା ଥିଓରି, କିନ୍ତୁ ସବୁବେଳେ ପ୍ରାୟତଃ ବିଗ ବ୍ୟାଙ୍ଗ ଥିଓରିରୁ ହିଁ ଆସେ। ଆଉ ଆର ପ୍ରୁଫ ହଉଛି, ଯେହେତୁ ଏକ୍ସପାନସନ ହଉଛି ୟୁନିଭର୍ସ ର, ସେଇ ହିସାବରେ ବିଗ ବ୍ୟାଙ୍ଗ ଥିଓରି ଟା ପୁରା ମାନେ ସତ ବୋଲି ସମସ୍ତେ ହିଁ ମାନି ନେଲେ। ତ ଏତିକି ଥିଲା ଆମର ମାନେ ୟୁନିଭର୍ସ ର କେମିତି ଅରିଜିନ ହେଲା, ଆଉ ୟୁନିଭର୍ସ ର କେମିତି କେମିତି ମାନେ ଫର୍ମେସନ ହେଲା। ସେଥିରେ ଲାଇଟ ଇୟର ଯଦି ଦେଖିବା, ଗୋଟେ ଲାଇଟ ଇୟର ଟା ଆମେ କଣ କହୁଛୁ, କୋଶ୍ଚେନ ଆସେ ଓପିଏସସି ର, ସେଟା ଫେଭରାଇଟ କୋଶ୍ଚେନ ବୋଧେ ବହୁତ ସାରା ଓଡିଶା ଏକ୍ସାମ ରେ ବି ପକା। ଡିଷ୍ଟାନ୍ସ କଭର୍ଡ ବାଇ ଲାଇଟ ଇନ ଦ ଇୟର ଇନ ଭ୍ୟାକ୍ୟୁମ। ଏଟା ଡିଷ୍ଟାନ୍ସ କଭର୍ଡ ବାଇ ଟାଇମ ନୁହେଁ, ଡିଷ୍ଟାନ୍ସ କଭର୍ଡ ବାଇ ଲାଇଟ ଇନ 1 year ଇନ ଭ୍ୟାକ୍ୟୁମ। ଯାହାର ସ୍ପିଡ ଟା କଣ, 3 × 10⁵ କିଲୋମିଟର। ଆଉ ଆଷ୍ଟ୍ରୋନୋମିକାଲ ୟୁନିଟ ଟା କଣ କହୁଛି, ଯୋଉଟା ମିନ ଡିଷ୍ଟାନ୍ସ ବିଟୱିନ ଆର୍ଥ ଆଉ ସନ ଭିତରେ ଯୋଉ ମିନ ଡିଷ୍ଟାନ୍ସ ଟା ଅଛି, ସେଇଟାକୁ ଆମେ କହୁଛୁ ଆଷ୍ଟ୍ରୋନୋମିକାଲ ୟୁନିଟ। ଗଲା ୟୁନିଭର୍ସ ର ଫର୍ମେସନ ଜାଣିଲେ, ଥିଓରି ଜାଣିଲେ। ଦେନ ଏବେ ଆସିବା ଲାଇଫ ସାଇକେଲ ଅଫ ଏ ଷ୍ଟାର। କାରଣ ପୁରା ୟୁନିଭର୍ସ ରେ ଆମେ ଯଦି ଦେଖିବା, ଦେନ ତା ଭିତରେ ଗ୍ୟାଲାକ୍ସି ହଉ, ସୋଲାର ସିଷ୍ଟମ ହଉ, ସବୁ କିଛି ଭିତରେ ସବୁଠୁ ମେନ୍ ଫଙ୍କସନ କାହାର, ଷ୍ଟାର। ଯୋଉଟା କି ଆମ ସନ ବି ଗୋଟେ ଷ୍ଟାର, ସେ ବି ପରଫର୍ମ କରୁଛି। ତ ଲାଇଫ ସାଇକେଲ ଅଫ ଏ ଷ୍ଟାର, ଲାଇଫ ସାଇକେଲ ଅଫ ଏ ଷ୍ଟାର ଯଦି ଦେଖିବା, ତମମାନଙ୍କର ଆର ବି ଫର୍ମେସନ, ଆର ବି ଇଏ ସବୁ ହାଇପୋଥେଟିକାଲି ସିଚୁଏସନ ରୁ ହିଁ ଏସବୁ ସିଚୁଏସନ ମାନେ ଏଇ ସବୁ ଥିଓରି ଷ୍ଟାର୍ଟ ହେଇଛି। ତ ଯୋଉଟା ମାନେ ୱାଇଡର ପର୍ସପେକ୍ଟିଭ ରେ ପ୍ରୁଫ ହେଇଛି, ଆମେ ସେ ଜିନିଷକୁ ହିଁ ଦେଖି ଦେଖି ଚାଲିବା। ତ ଲାଇଫ ସାଇକେଲ ଅଫ ଏ ଷ୍ଟାର ଯଦି ଦେଖିବା, ପୁରା ମାନେ ପୁରା ଯୋଉ ଷ୍ଟାର ଟାର ଫର୍ମେସନ ର ପ୍ରାଇମେରୀ ଷ୍ଟେଜ ଥିଲା ଷ୍ଟେଲାର ନେବୁଲା। ଷ୍ଟେଲାର ନେବୁଲା ଆମେ କୋଉଟା କହୁଛୁ, ଯୋଉଟା କି ଗୋଟେ କଣ କ୍ଲାଉଡ ଅଫ ଗ୍ୟାସେସ୍ ଥିଲା। ବହୁତ ସାରା ଗ୍ୟାସେସ୍, ସବୁ କିଛି ଜିନିଷ ଗୋଟେ ଜାଗାରେ କମ୍ପାକ୍ଟ ହେଇକି ଥିଲା। ସେଇଟାକୁ ସେ କଣ କହୁଥିଲେ, ଷ୍ଟେଲାର ନେବୁଲା। ଏଠି ଆଉ ଗୋଟେ ଫେଜ ଆସିବ, ଏଠି ଆସିବ ଷ୍ଟାର, ଦେନ ଏଟା ଆସିବ ଅଲଡେଷ୍ଟାର। ତ ଷ୍ଟେଲାର ନେବୁଲା, ଷ୍ଟେଲାର ନେବୁଲା ଟା କଣ ଥିଲା, ଗୋଟେ କ୍ଲାଉଡ ଅଫ ଗ୍ୟାସେସ୍ ଥିଲା, ଯୋଉଟା କି ମେନଲି ମେଡ ଅଫ ଗୋଟେ ଲାଇଟର ଏଲିମେଣ୍ଟ। ଆମେ ଲାଇଟର ଏଲିମେଣ୍ଟ ଯଦି ହାଇଡ୍ରୋଜେନ ବି ଧରୁ, ତ ସେଇ ଗ୍ୟାସେସ୍ ଏଲିମେଣ୍ଟ ବହୁତ ସାରା ଏଲିମେଣ୍ଟ ଥିଲା, କିନ୍ତୁ ପ୍ରାଇମେରୀ ଷ୍ଟେଜରେ ହାଇଡ୍ରୋଜେନ ର ଯେହେତୁ ଫାଉଣ୍ଡେସନ ହେଇଥିଲା, ତ ସେଇ ହିସାବରେ ଆମେ ଯଦି ଦେଖିବା, ଯୋଉ ଲାଇଟର ଏଲିମେଣ୍ଟ ଯାକ ଥିଲା ତା ଭିତରୁ ହାଇଡ୍ରୋଜେନ, ଏମିତି ବହୁତ ସାରା ମାନେ କ୍ଲାଉଡ ଅଫ ଗ୍ୟାସେସ୍ ମିଶିକି ଏଇ ଗୋଟେ ଷ୍ଟେଲାର ନେବୁଲା ଫର୍ମେସନ ହେଇଥିଲା।
କଣ ହେଲା ମାନେ ବାଇ ଦ ମିନ୍ ଟାଇମ୍ ଯେତେବେଳେ ଏଇ ମେଟର ଯାକ ତାଙ୍କର ସବୁ ଯେତିକି ଏଲିମେଣ୍ଟ ଥିଲେ କି ମେଟର ଥିଲେ ତାଙ୍କର କିଛି କିଛି ଗ୍ରାଭିଟେସନାଲ ପୁଲ ଥିଲା। ସେ ଗ୍ରାଭିଟେସନାଲ ପୁଲ ଯେତେବେଳେ ସେମାନଙ୍କର କଣ ହେଲା ତାଙ୍କ ଗ୍ରାଭିଟେସନାଲ ପୁଲ ଯୋଗୁ ସେମାନେ ତାଙ୍କ ମାନେ ସମସ୍ତେ ନିଜ ନିଜ ଭିତରେ କଲିଜନ ଷ୍ଟାର୍ଟ ହେଲା, ସମସ୍ତଙ୍କ ଭିତରେ କୋଲାଇଡ ହେଲା ଗ୍ରାଭିଟେସନାଲ ପୁଲ। ସବୁ ଏଲିମେଣ୍ଟ ସବୁ ମେଟର କିଛି କିଛି ଗ୍ରାଭିଟେସନାଲ ପୁଲ ଥିଲା। ସେ ଗ୍ରାଭିଟେସନାଲ ପୁଲ ଯୋଗୁ ସେମାନଙ୍କ ଭିତରେ କଲିଜନ ଷ୍ଟାର୍ଟ ହେଲା। ଆଉ ସେଇ କଲିଜନ ଟା କଣ କଲା ମାନେ ପୁରା ଏଣ୍ଟାୟାର ସେ ଯୋଉ ଷ୍ଟେଲାର ନେବୁଲା ଥିଲା କି ଗ୍ୟାସେସ୍ ଅଫ କ୍ଲାଉଡ ଥିଲା ସେଇ କ୍ଲାଉଡ ରେ ସ୍ପିନିଂ ଷ୍ଟାର୍ଟ ହେଲା। ସେମାନେ ତାଙ୍କ ତାଙ୍କ ଭିତରେ କଲିଜନ ଷ୍ଟାର୍ଟ କଲେ, କଲିଜନ ଷ୍ଟାର୍ଟ ହବାରୁ କଣ ହେଲା ଏହା ଭିତରେ ଗୋଟେ ସ୍ପିନିଂ ଷ୍ଟାର୍ଟ ହେଲା। ସେ ଯୋଉ ସ୍ପିନିଂ ଅଫ ଗ୍ୟାସେସ୍ ଟା ହେଲା ତ କଣ ହେଲା ସେଟା ତା ଟେମ୍ପରେଚର ଟା ତା ସ୍ପିନିଂ ସହିତ ଡେନ୍ସିଟି ବି ବଢୁଥିଲା। ଡେନ୍ସିଟି ଟା ଆସ୍ତେ ଆସ୍ତେ କୋର କୁ କନସେନ୍ଟ୍ରେଟ ହଉଥିଲା ଆଉ ସେଇ ଯୋଉ ସ୍ପିନିଂ ହଉଥିଲା କଲିଜନ ସହିତ ସ୍ପିନିଂ ହବା ତା ଟେମ୍ପରେଚର ଟା ଇନକ୍ରିଜ ହେଲା। ଡେ ବାଇ ଡେ ତାର ମାନେ ଟେମ୍ପରେଚର ଇନକ୍ରିଜ ହେଲା। ଟେମ୍ପରେଚର ଯେତେବେଳେ ଇନକ୍ରିଜ ହେଲା କାରଣ ତାର ଗ୍ରାଭିଟେସନାଲ ପୁଲ ଯୋଗୁ ଡେନ୍ସିଟି ବି ବଢିଲା ଆଉ ସେଇ ଡେନ୍ସିଟି ଟା ଧୀରେ ଧୀରେ କଣ ସେଣ୍ଟରରେ ଗୋଟେ କନସେନ୍ଟ୍ରେଟ ହବାକୁ ଷ୍ଟାର୍ଟ ହେଲା। ଯୋଉ ହାଇ ଡେନ୍ସିଟି ଅଫ ଏମାଉଣ୍ଟ ଏ ଯୋଉ କଲିଜନ ହେଲା ଆଉ ଟେମ୍ପରେଚର ବଢିଲା ସେଇ ଟେମ୍ପରେଚର ଥ୍ରୋରେ କଣ ହାୟର ଏମାଉଣ୍ଟ ଅଫ ଏନର୍ଜି ବି ରିଲିଜ ହେଲା। ସେଇ ଏନର୍ଜି ଯୋଉ ରିଲିଜ ହେଲା ସେଇ ଫାଷ୍ଟ ପେଜ ଟା ଆମେ ସେ ପାଇଁ କହୁଛୁ ପ୍ରୋଟୋଷ୍ଟାର। ମାନେ ସବୁ ଗୋଟେ ଜାଗାରେ ସବୁ ଯାକ ଏପର୍ଯ୍ୟନ୍ତ ବି ଷ୍ଟାର ଫର୍ମେସନ ହେଇନି। ଫାଷ୍ଟ ଷ୍ଟେଜରେ ହେଲା ଆମର ପ୍ରୋଟୋଷ୍ଟାର। ତ ଯୋଉ ଆମର ଏଇଟା କନସେନ୍ଟ୍ରେଟ ହେଲା ହିଟ୍ ରିଲିଜ ହେଲା କଲିଜନ ହେଇ ହେଇ ଟେମ୍ପରେଚର ବଢିଲା। ଡେନ୍ସିଟି ଯେତେବେଳେ ବଢିଲା ସବୁ ଡେନ୍ସିଟି ଯାକକୁ କୋରରେ ଆସିକି ସେମାନେ ଆସିମିଲେଟ ହବାକୁ ଲାଗିଲେ। ସେ ଯୋଉ କୋରରେ ଆସିମିଲେଟ ହେଲେ ଆସ୍ତେ ଆସ୍ତେ ଗ୍ୟାସେସ୍ ଯାକ କନସେନ୍ଟ୍ରେଟ ହେଇକି ସେଇଠୁ ଆମର ଫାଷ୍ଟ ଫର୍ମେସନ ହବ ପ୍ରୋଟୋଷ୍ଟାର। ଏପର୍ଯ୍ୟନ୍ତ ଷ୍ଟାର ଫର୍ମେସନ ହେଇନି, ପ୍ରାଇମେରୀ ଷ୍ଟେଜରେ ଅଛି ଯୋଉଟାକୁ ଆମେ କହିବା ପ୍ରୋଟୋଷ୍ଟାର। ଏଇ ପ୍ରୋଟୋଷ୍ଟାର ଯେତେବେଳେ ହେଲା ପ୍ରୋଟୋଷ୍ଟାରରେ ଆସ୍ତେ ଆସ୍ତେ କଣ ହେଲା ସେ ତାର ହିଟ୍ କଣ୍ଟିନ୍ୟୁଅସଲି ଇନକ୍ରିଜ ହେଲା କାରଣ କଲିଜନ ହଉଛି ଏଲିମେଣ୍ଟ ଭିତରେ କଲିଜନ ବି ହଉଛି ସେଇ କଲିଜନ ଯୋଗୁ ଟେମ୍ପରେଚର ବି ବଢୁଛି। ସେଇ ଟେମ୍ପରେଚରରେ ଯେତେବେଳେ ହିଟ୍ ରିଲିଜ ହଉଛି ତା ଭିତରେ କଣ ହଉଛି ସେମାନେ ତାଙ୍କ ତାଙ୍କ ଭିତରେ ହିଟ୍ ରିଲିଜ କରିକି ମାନେ କଣ୍ଟିନ୍ୟୁଅସ ପ୍ରୋସେସ ଟା କେ ପର୍ଯ୍ୟନ୍ତ କଣ୍ଟିନ୍ୟୁ ହୁଏ ଯୋଉ ପର୍ଯ୍ୟନ୍ତ ସେ ଏଲିମେଣ୍ଟ ଭିତରେ ଗୋଟେ ନ୍ୟୁକ୍ଲିୟର ଫ୍ୟୁଜନ ହେଇନି। ନ୍ୟୁକ୍ଲିୟର ଫ୍ୟୁଜନ ଯେପର୍ଯ୍ୟନ୍ତ ନ ହେଇଛି ସେ ପର୍ଯ୍ୟନ୍ତ ଗୋଟେ ଷ୍ଟାର କେବେ ଫର୍ମେସନ ହୁଏନି। ସେ ପର୍ଯ୍ୟନ୍ତ ସେ ପ୍ରୋଟୋଷ୍ଟାର ଷ୍ଟେଜରେ ହିଁ ଥାଏ। ଯେତେବେଳେ ତାଙ୍କ ଭିତରେ କଲିଜନ ହେଇ ହେଇ ଟେମ୍ପରେଚର ଇନକ୍ରିଜ ହଉଥିବ ହିଟ୍ ବଢୁଥିବ ଏଇ ସବୁ ପ୍ରୋସେସ ଚାଲୁଥିବ ଦେନ୍ ସେ ପ୍ରୋସେସ ପରେ ଗୋଟେ ଯେତେବେଳେ ନ୍ୟୁକ୍ଲିୟର ଫ୍ୟୁଜନ ଷ୍ଟେଜ କୁ ଆସିଯିବ ସେ ନ୍ୟୁକ୍ଲିୟର ଫ୍ୟୁଜନ ଯେତେବେଳେ ଷ୍ଟାର୍ଟ ହବ ସେତେବେଳେ ହିଁ ଗୋଟେ ଷ୍ଟାର ର ଫର୍ମେସନ ହବ। ନ୍ୟୁକ୍ଲିୟର ଫ୍ୟୁଜନ କହିଲେ ଆମେ ନର୍ମାଲି କଣ ବୁଝୁ ଯଦି ଦିଟା ଲାଇଟର ଏଲିମେଣ୍ଟ ମିଶିକି ଗୋଟେ ହେଭିଅର ଏଲିମେଣ୍ଟ ପ୍ରଡ୍ୟୁସ କରୁଛନ୍ତି ତାହେଲେ ସେଇଟାକୁ ଆମେ କହୁଛୁ କଣ ମାନେ ନ୍ୟୁକ୍ଲିୟର ଫ୍ୟୁଜନ। ଗୋଟେ ଫିଜନ ଆଉ ଗୋଟେ ଫ୍ୟୁଜନ। ତ ମେନଲି ଷ୍ଟାର ଯୋଉଟା କାମ କରେ ସେଇଟା ନ୍ୟୁକ୍ଲିୟର ଫ୍ୟୁଜନ ହିଁ ହୁଏ। ତ ଯେମିତିକି ଆମେ କହିଥିଲୁ ଗୋଟେ ଲାଇଟର ଏଲିମେଣ୍ଟ ଯଦି ହାଇଡ୍ରୋଜେନ ନବା ଦିଟା ଲାଇଟର ଏଲିମେଣ୍ଟ ମାନେ ହାଇଡ୍ରୋଜେନ ମିଶିକି ଯଦି ହିଲିୟମ ପ୍ରଡ୍ୟୁସ କଲେ ସେଇଟାକୁ ଆମେ କହୁଛୁ ନ୍ୟୁକ୍ଲିୟର ଫ୍ୟୁଜନ। ତ ଏଇ କେସ ରେ କଣ ହେଲା ଯେତେବେଳେ ସେଇ ହିଟ୍ ସେଇ ଟେମ୍ପରେଚର ସେ ପ୍ରୋସେସ ସେ ପର୍ଯ୍ୟନ୍ତ କଣ୍ଟିନ୍ୟୁ ହଉଥିବ ଯେ ପର୍ଯ୍ୟନ୍ତ ନ୍ୟୁକ୍ଲିୟର ଫ୍ୟୁଜନ ହେଇନଥିବ। ଯେତେବେଳେ ନ୍ୟୁକ୍ଲିୟର ଫ୍ୟୁଜନ ହବ ସେତେବେଳେ ହିଁ ଗୋଟେ ଷ୍ଟାର ର ଫର୍ମେସନ ହବ। ସେ ଷ୍ଟାର ର ଫର୍ମେସନ ହବ ଯୋଉଟା କି ଆମେ ଏଠି ଗୋଟେ ଏଭରେଜ ଷ୍ଟାର ନେଇଛୁ। ଆଉ ଅପୋଜିଟ କେସ ରେ ଯଦି ଦେଖିବୁ ସେଇ ଷ୍ଟାର ର ସାଇଜ ଟା ଯଦି ବଡ ଥାଉଛି ଦେନ୍ ତାକୁ ଆମେ କହୁଛୁ ମାସିଭ ଷ୍ଟାର। ଯଦି ଷ୍ଟାର ର ସାଇଜ ଟା ଟିକେ ଏଭରେଜ ରହୁଛି ଦେନ୍ ତାକୁ ଆମେ କହୁଛୁ କଣ ଏଭରେଜ ଷ୍ଟାର। କିନ୍ତୁ ଏଇଟା ଆକ୍ଚୁଆଲି ଷ୍ଟାର ର ଫର୍ମେସନ ହେଲା। ତା ଆଗରୁ ଯୋଉ ରହୁଛି ସେଟା ହଉଛି ପ୍ରୋଟୋଷ୍ଟାର କେସ ରେ ରହୁଛି। ତ ପ୍ରୋଟୋଷ୍ଟାର ଯଦି ଆମେ ଡେଫିନେସନ ନର୍ମାଲି ଦେଖିବା ଗୋଟେ ସ୍ପିନିଂ ଗ୍ୟାସିୟସ ମାସ୍ ୱିଥ କଣ ଗୋଟେ ହଟ୍ କୋର ରହୁଛି। ଡ୍ୟୁ ଟୁ କଣ ପାଇଁ ତାର ହଟ୍ କୋର ରହୁଛି ଯେହେତୁ ହିଟ୍ ଟା ରିଲିଜ ହଉଛି ଡ୍ୟୁରିଂ ଦ କୋଲିଜନ ଅଫ ଗ୍ୟାସିୟସ ପାର୍ଟିକିଲ। ଗ୍ୟାସିୟସ ପାର୍ଟିକିଲ ଟା କୋଲିଜନ ହଉଛି ତା ଯୋଗୁ ତାର କୋର ଟା ହଟ୍ ହେଇକି ରହୁଛି ଆଉ ସେଇଟା ସ୍ପିନିଂ ହଉଛି। ସେ ପର୍ଯ୍ୟନ୍ତ ତାପରେ ଯେତେବେଳେ ସେ ପ୍ରୋଟୋଷ୍ଟାର ର କୋରରେ ଯେତେବେଳେ ନ୍ୟୁକ୍ଲିୟର ଫ୍ୟୁଜନ ଟା ଫର୍ମେସନ ହଉଛି ଆଉ ନ୍ୟୁକ୍ଲିୟର ଫ୍ୟୁଜନ ହବା ପାଇଁ ଗୋଟେ ସର୍ଟେନ ଟେମ୍ପରେଚର ଦରକାର ହୁଏ। ଟେମ୍ପରେଚର ଆଉ ହିଟ୍ ଫର୍ମେସନ ତ ହଉଥାଏ ପ୍ରୋଟୋଷ୍ଟାର କେସରେ ଯେତେବେଳେ ଟେମ୍ପରେଚର ଟା 15 ମିଲିୟନ ଡିଗ୍ରୀ ସେଲସିୟସ ରିଚ୍ କରିଯାଏ ସେତେବେଳେ ହିଁ ନ୍ୟୁକ୍ଲିୟର ଫ୍ୟୁଜନ ର ଷ୍ଟେଟ ମାନେ ଆସିଯାଏ ଷ୍ଟାର୍ଟ ହୁଏ। ନ୍ୟୁକ୍ଲିୟର ଫ୍ୟୁଜନ ହିଁ ରିଆକ୍ସନ ତାର ଷ୍ଟାର୍ଟ ହୁଏ। ତ 15 ମିଲିୟନ ଡିଗ୍ରୀ ଯେତେବେଳେ ରିଚ୍ କରିଯିବ ଟେମ୍ପରେଚର ସେତେବେଳେ କଣ ହବ ପ୍ରୋଟୋଷ୍ଟାର ର କୋରରେ ଆମର ନ୍ୟୁକ୍ଲିୟର ଫ୍ୟୁଜନ ହବ। ସେଇ ଫ୍ୟୁଜନ ରିଆକ୍ସନ ରୁ ଆକ୍ଚୁଆଲି ଆମର ଗୋଟେ ଗୋଟେ ମାନେ ଷ୍ଟାର ର ବର୍ଥ ହୁଏ। ସେଇଟାକୁ ଆମେ ଗୋଟେ ଯେତେବେଳେ ସାଇଜ ଟା ଟିକେ କମ ଥାଏ ତାକୁ ଆମେ ଏଭରେଜ ଷ୍ଟାର କୁ ଯେତେବେଳେ ଷ୍ଟାର ରେ ହୁଏ ସେତେବେଳେ ମାସିଭ ଷ୍ଟାର କୁ। ବୁଝି ହଉଛି ଏପର୍ଯ୍ୟନ୍ତ? Yes, ma'am.
ତ ଏଇ ଯୋଉ ଆମର କୋରରେ ଏଇ ଯୋଉ ନ୍ୟୁକ୍ଲିୟର ଫ୍ୟୁଜନ ଟା ଚାଲିଲା, ଏଇ ନ୍ୟୁକ୍ଲିୟର ଫ୍ୟୁଜନ ଟା ଆକ୍ଚୁଆଲି ଏଟା ବି ଗୋଟେ ସର୍ଟେନ ପିରିୟଡ, ଯେମିତି ଆମେ ଗାଡିରେ ଫୁଏଲ ପକେଇଲେ ଫୁଏଲ ବି ତ ଗୋଟେ ସର୍ଟେନ ଲିମିଟ ପରେ ଏଣ୍ଡ ସରି ହିଁ ଯାଉଛି ନା। ତ ଏଇ ନ୍ୟୁକ୍ଲିୟର ଫ୍ୟୁଜନ ର ବି ଗୋଟେ ସର୍ଟେନ ଲିମିଟ ଥାଏ। ତ ସର୍ଟେନ ଲିମିଟ ତକ ଯେପର୍ଯ୍ୟନ୍ତ ନ୍ୟୁକ୍ଲିୟର ଫ୍ୟୁଜନ ଚାଲୁଥିବ ସେ ପର୍ଯ୍ୟନ୍ତ ଗୋଟେ ଷ୍ଟାର ର ଲାଇଫ ସେ ପର୍ଯ୍ୟନ୍ତ ଚାଲିଥାଏ। ଆଉ ତାର ଭିତରେ ଯୋଉ ନ୍ୟୁକ୍ଲିୟର ଫ୍ୟୁଜନ ହୋଇଥାଏ ତା ଯୋଗୁଁ ସେ ଏନର୍ଜି ବି ପ୍ରଡ୍ୟୁସ କରୁଥାଏ, ହିଟ୍ ଟେମ୍ପରେଚର ସବୁ କିଛି। ଯେତେବେଳେ ସେ ଯୋଉ ହାଇଡ୍ରୋଜେନ ହାଇଡ୍ରୋଜେନ ମିଶିକି ହିଲିୟମ ହେଲା, ତ ତା କୋରରେ କଣ ହୁଏ, ଏ ହାଇଡ୍ରୋଜେନ ର ସପ୍ଲାଇ ଟା ଆସ୍ତେ ଆସ୍ତେ କମିଯାଏ। ଯେତେବେଳେ କମିଯାଏ ସେ କଣ ହୁଏ, ତ ତାର ଆଉଟର ସେଲ ଟା କଣ ହୁଏ, ଏକ୍ସପାଣ୍ଡ ହେଇଯାଏ। ଆଉ ତା କୋର ଟା ଟିକେ କଣ୍ଟ୍ରାକ୍ଟିଂ ଫେଜ କୁ ଆସିଯାଏ। କାରଣ ଗାଡିରେ ଯେମିତି ଫୁଏଲ ଚାଲିଲେ ଧୀରେ 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 ଗାଡି ବି କାମ କରିବା ବନ୍ଦ, ମାନେ ଚାଲିବା ବନ୍ଦ କରିଦିଏ, ସେମିତି ନ୍ୟୁକ୍ଲିୟର ଫ୍ୟୁଜନ ବନ୍ଦ ହେଇଗଲା ଗୋଟେ ସର୍ଟେନ ଲିମିଟ ତକ। ତାପରେ କଣ ହେଲା, ତାର କୋରରେ ଯୋଉ ବି କିଛି ଅଳ୍ପ ଡେନ୍ସର ମେଟେରିଆଲ ଥିବେ ସେମାନେ କଣ୍ଟ୍ରାକ୍ଟ କରିବେ। ଆଉ ସାଇମultaneously କଣ ହବ, ତାର ଆଉଟର ସେଲ ଟା ପୁରା ଏକ୍ସପାଣ୍ଡ ହେଇଯିବ। କାରଣ କିଛି ଯେତିକି ହେଭିୟର ମେଟେରିଆଲ ଥିବେ ସେମାନେ କୋରରେ ରହିବେ, ଯେତିକି ଆଉଟର ଥିବେ ସେମାନେ ବାହାରେ ଥିବେ। ଆଉ ଗୋଟେ ପ୍ରୋସେସ ଚାଲୁଥିବ, ଏଗେନ ଯେତେବେଳେ ନ୍ୟୁକ୍ଲିୟର ଫ୍ୟୁଜନ ଷ୍ଟପ୍ ହେଇଯିବ ସେ ଆଉଟର ସେଲ ଯାକ ବହୁ ଏକ୍ସପାଣ୍ଡ କରିବେ। ଯେତେବେଳେ ସେ ଆଉଟର ସେଲ ଏକ୍ସପାଣ୍ଡ କରୁଛି ସେଇ କେସ୍ ଟାକୁ ଆମେ କହୁଛୁ ରେଡ୍ ଜାଏଣ୍ଟ। ରେଡ୍ ଜାଏଣ୍ଟ କେସ୍ ଏଥିପାଇଁ କହୁଛୁ, ଏଇ କେସ୍ ରେ କଣ ହେଇଥାଏ କି ତାର ଓଭରଅଲ ଏନର୍ଜି ଟା ଡିକ୍ରିଜ ହେଇଯାଇଥାଏ। ଆଉ ତାର କଲର ଟା ବି ପୁରା ଡିମିନିଶ ହେଇଯାଇଥାଏ। ସେଥିପାଇଁ ସେଟା ପୁରା ରେଡ୍ କଲର ଟିକେ ଆପିୟର ହୁଏ। ଯେତେବେଳେ ସେଇ ସେମ କେସ୍ ଯଦି ଟିକେ ମାନେ ନର୍ମାଲ ମାସ ରେ ଅଛି କି ସାଇଜ ରେ ଅଛି ତାକୁ ରେଡ୍ ଜାଏଣ୍ଟ କହୁଛୁ। ଯେତେବେଳେ ତାର ସାଇଜ ଟା ଟିକେ ଇନକ୍ରିଜ ହେଇଯାଉଛି ତାକୁ ରେଡ୍ ସୁପର ଜାଏଣ୍ଟ କହୁଛୁ ଆମେ। କିନ୍ତୁ ଏଇ କେସ୍ ବେଳକୁ, ରେଡ୍ ଜାଏଣ୍ଟ କେସ୍ ବେଳକୁ ନ୍ୟୁକ୍ଲିୟର ଫ୍ୟୁଜନ ର ପ୍ରୋସେସ ଏଣ୍ଡ ହେଇଯାଇଥାଏ। ଆଉ ତାର ଆଉଟର ମେଟେରିଆଲ ଗୁଡାକ କଣ ପୁରା ଏକ୍ସପାଣ୍ଡ କରିବା ଷ୍ଟାର୍ଟ କରିଯାନ୍ତି। ତ ଏଇ କେସ୍ ଯେତେବେଳେ ହୁଏ, ରେଡ୍ ଜାଏଣ୍ଟ କେସ୍ ଆସିଲା, ଷ୍ଟାର ହେଲା, ଷ୍ଟେଲର ନେବୁଲା, ଦେନ୍ ପ୍ରୋଟୋଷ୍ଟାର, ଏଭରେଷ୍ଟାର, ଦେନ୍ ରେଡ୍ ଜାଏଣ୍ଟ କେସ୍ କୁ ଆସିଲେ। ଏଇଠି କଣ ହେଲା, ଆମର ରେଡ୍ ଜାଏଣ୍ଟ ର ପ୍ରୋସେସ ଯେତେବେଳେ ଚାଲିଥିବ, ଏଇଠି ଆମର ଯେତିକି ଲୋ ମାସ୍ ଷ୍ଟାର ଥିବେ, ଯୋଉଟା ଆମର 10 ଟାଇମ୍ସ ଦ ମାସ୍ ଅଫ ଦ ସନ୍, ସେଇଟା ସେଇଟା କଣ ହେଇଯାନ୍ତି, ମାନେ ରେଡ୍ ଜାଏଣ୍ଟ ହେଇଯାନ୍ତି। ଆଉ ତା କୋର ଟା ଯେତେବେଳେ କୋଲାପ୍ସ କରିଯିବ, ଏଇଟା ରେଡ୍ ଜାଏଣ୍ଟ ଥିଲା ତ ହେଭିୟର ମେଟେରିଆଲ ଯାକ କୋର ରେ ଥିଲେ, ଆଉଟର ମେଟେରିଆଲ ଯାକ କଣ ହୋଇଥିଲେ, ଏକ୍ସପାଣ୍ଡ କରୁଥିଲେ। ତ କିଛି ଇୟର ପରେ, କିଛି ଟାଇମ ପରେ କଣ ହବ, ତାର କୋର ଟା କଣ ହୁଏ, କୋର ଟା କୋଲାପ୍ସ ହେଇକି ତାର ଆଉଟର ଯୋଉ ମେଟେରିଆଲ ଯାକ ଥିଲା ସେମାନେ ଏମିତି ବାହାରକୁ ଫେଲିଲା ଟାଇପ ହେଇଯାନ୍ତି, ଯୋଉଟା କି ଏଗେନ ସେଇଟା ଆମେ ପ୍ଲାନେଟାରୀ ନେବୁଲାରେ ଫର୍ମେସନ ହେଇଯାଏ। ଏଟାକୁ କଣ ପାଇଁ ପ୍ଲାନେଟାରୀ କୁହାଲା, ତାର ବି କିଛି ମାନେ ନାହିଁ। ପ୍ଲାନେଟାରୀ ମେ ବି ଯେତେବେଳେ ତାର ଷ୍ଟଡି ହେଇଥିବ ସେଟା ପ୍ଲାନେଟ ବୋଲି ଏପିୟର ହଉଥିବ ବୋଲି ତାକୁ ମେ ବି ପ୍ଲାନେଟାରୀ ନେବୁଲା ଦେଇଥିବେ। ବାକି ପ୍ଲାନେଟାରୀ ନେବୁଲାରେ କଣ ହୁଏ, ତାର କୋର ଟା କୋଲାପ୍ସ ହେଇଯାଇକି ତାର ଆଉଟର ପାର୍ଟ ଟା କଣ ହେଇଯାଏ, ପୁରା ମାନେ ଚାରିଆଡକୁ ପୁରା ଫେଲିଲା ଟାଇପ୍ସ ହେଇଯାଏ। ତ ସେଇଟା କଣ ହୁଏ, ତା କୋର ଟା ତାର ଆଉଟର ପାର୍ଟ ରୁ ଆସ୍ତେ 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 ଆସ୍ତେ, ଯେମିତି ଆମେ ଗୋଟେ ଅନିଅନ ର ଚୁପା ଛାଡିଲେ ଗୋଟେ କୋରଟା ନା, ତ ଆସ୍ତେ ଆସ୍ତେ ତାର କୋର ଟା କନସେନ୍ଟ୍ରେଟ ହେଇକି ତାର ମାନେ ଆଉଟର ପାର୍ଟ ଟା ଲେଫ୍ଟ ଓଭର ହେଇଯାଏ। ତ ସେଇ କେସ ରେ କଣ, ସେଟା ତ ରେଡ୍ ଜାଏଣ୍ଟ ରୁ ସେଟା ପ୍ଲାନେଟାରୀ ନେବୁଲା କୁ ଆସିଲା। ସେକେଣ୍ଡ କେସ୍ କୁ ଆମେ ଆସିବା ସୁପରନୋଭା କେସ୍ କୁ। ତ ଏଇଟା ପ୍ଲାନେଟାରୀ ନେବୁଲା ଯେତେବେଳେ ହେଲା, ପ୍ଲାନେଟାରୀ ନେବୁଲା ଟା ଯୋଉ ଆଉଟର ଯୋଉ ପାର୍ଟ ରହିଲା ସେ ଧୀରେ ଧୀରେ କଣ ହୁଏ, ସେଟା ହ୍ୱାଇଟ ଡାର୍କ କୁ କନଭର୍ଟ ହେଇଯାଏ। ହ୍ୱାଇଟ ଡାର୍କ ଟା କେସ୍ ଟା ମାନେ ସେଇ କେସ୍ ଟା କି କଣ, ମାନେ ଯେତେବେଳେ କୋରରେ କିଛି ବି ସେଲ ଥିବ ସେଟା ଏବେ ବି ମାନେ କିଛି ଟାଇମ ପାଇଁ ତାର ଚାଲିଥିବ ପ୍ରୋସେସ, ତାର ସେଇ ହିଟ୍ ଟେମ୍ପରେଚର ର କନଭର୍ସନ ପ୍ରୋସେସ ଯେପର୍ଯ୍ୟନ୍ତ ଟିକେ ଚାଲିଥାଏ, ସେ ହ୍ୱାଇଟ ଡ୍ୱାର୍ଫ ଟା ଟିକେ ତାର ବ୍ରାଇଟନିଂ ଷ୍ଟେଜ ରେ ଥାଏ। ତ ସେ ଯୋଉ ପ୍ଲାନେଟାରୀ ନେବୁଲାରୁ ସେଟା ହ୍ୱାଇଟ ଡ୍ୱାର୍ଫ ଆଉ ହ୍ୱାଇଟ ଡ୍ୱାର୍ଫ ରେ କନଭର୍ଟ ହେଇଯାଏ। ଆଉ ଥିଓରାଇଜିଂ କିଛି କୁହନ୍ତି କି ହ୍ୱାଇଟ ଡ୍ୱାର୍ଫ ଟା କିଛି ଟାଇମ ପରେ ବ୍ଲାକ୍ ଡ୍ୱାର୍ଫ ରେ କନଭର୍ଟ ହେଇଯାଏ। ବାକି ତାର କିଛି ପ୍ରୁଫ କି ସାଇଣ୍ଟିଫିକାଲ ଏପର୍ଯ୍ୟନ୍ତ କିଛି ମିଳିନି। ବାକି ବୁକ୍ ରେ ଯଦି ଆମେ ଦେଖିବା, ଏଇ ହ୍ୱାଇଟ ଡ୍ୱାର୍ଫ ଟା ମାନେ କିଛି ଦିନ ପରେ ସେଟା ବ୍ଲାକ୍ ଡ୍ୱାର୍ଫ ରେ କନଭର୍ଟ ହେଇଯାଏ। ସେକେଣ୍ଡ କେସ୍ ରେ କଣ ହେଲା, ଏ ଯୋଉ ରେଡ୍ ସୁପର ଜାଏଣ୍ଟ ଥିଲା ସେଟା କଣ ହୁଏ, ବେଳେ ଫାର୍ଷ୍ଟ କେସ୍ ରେ ତ ତାର କୋର ଟା କନସେନ୍ଟ୍ରେଟ ହେଇକି ଆଉଟର ସେଲ ଟା ଲେଫ୍ଟ ଓଭର ହେଇଯାଉଛି। ଆଉ ଗୋଟେ ଗୋଟେ କେସ୍ ରେ କଣ ହୁଏ, ଏଇ ରେଡ୍ ସୁପର ଜାଏଣ୍ଟ ଟା ତାର କୋର ଟା ପୁରା ଏକ୍ସପ୍ଲୋଡ ହୁଏ, ଯୋଉଟାକୁ ଆମେ ମାନେ କହୁ ସୁପରନୋଭା ଷ୍ଟେଜ, ନୋଭା ବା ସୁପରନୋଭା ଷ୍ଟେଜ। ମାନେ କିଛି କେସ୍ ରେ ସେ ହ୍ୱାଇଟ ଡ୍ୱାର୍ଫ ଟା ବି ଏକ୍ସପ୍ଲୋଜନ କରିଯାଏ, ମାନେ ରେଡ୍ ଜାଏଣ୍ଟ ରୁ ହ୍ୱାଇଟ ଡ୍ୱାର୍ଫ ହେଇକି ସେଟା ଏକ୍ସପ୍ଲୋଜନ ହେଇଯିବ। ଆଉ ଗୋଟେ ଗୋଟେ କେସ୍ ରେ ରେଡ୍ ଜାଏଣ୍ଟ ର ଆଉଟର ସେଲ ଟା ଲେଫ୍ଟ ଓଭର ହେଲା ପରେ ସେ କୋର ପାର୍ଟ ଟା ପୁରା ବହୁତ ଜୋରରେ ଏକ୍ସପ୍ଲୋଜନ ହୁଏ। ସେଇ ଏକ୍ସପ୍ଲୋଜନ ଷ୍ଟେଟ କୁ ଆମେ ମାନେ କହୁ ସୁପରନୋଭା, ଯୋଉଟା କି ପୁରା ଲାଇଟନିଂ, ମାନେ ଗୋଟେ ଗୋଟେ ଏକ୍ସପ୍ଲୋଜନ ଟା ଯଦି ସୁପରନୋଭା କେବେ ଆମର 15,000 କିଲୋମିଟର ପାଖେ ବି ଯଦି ଆମ ମାନଙ୍କର କେବେ ସୁପରନୋଭାର ପ୍ରୋସେସ ଅକର ହବ, ତାହେଲେ ଆର୍ଥ ର କିଛି ରହିବନି। ମାନେ ଏଟା ଏତେ ପାୱାରଫୁଲ ସୁପରନୋଭା ଷ୍ଟେଜ ଟା। ତ ସୁପରନୋଭା ସେ କେସ ରେ ହୁଏ ଯେତେବେଳେ ଆମ ମାନଙ୍କର ମାନେ
ରିଜन କିଛି ବି ଥାଉ ମେ ବି ସେ ଟାଇମିଂ ରେ ଯେତେବେଳେ ଏକ୍ସପ୍ଲୋଜନ ହବ ସେତେବେଳେ ସେ ସୁପରନୋଭା ହେଇସାରିଲା ପରେ ତାର ଦିଟା କେସ୍ ଆସେ। ଆଇଦର ସେଟା ବ୍ଲାକ୍ ହୋଲ ରେ କନଭର୍ଟ ହେଇଯାଏ, ନହେଲେ ନ୍ୟୁଟ୍ରନ ଷ୍ଟାର ରେ କନଭର୍ଟ ହେଇଯାଏ। ନ୍ୟୁଟ୍ରନ ଷ୍ଟାର ତାକୁ ଏଥିପାଇଁ କୁହନ୍ତି ତାର ସେଣ୍ଟରରେ ଏକ୍ସପ୍ଲୋଜନ ପରେ ସୁପରନୋଭା ହେଇସାରିଲା ପରେ ତାର କୋର ଟା ମାନେ ବ୍ଲାକ୍ ହୋଲ ହେଇଯାଏ, କିଛି ନଥାଏ, ପୁରା ବ୍ଲାକ୍ ହୋଲ ରେ କନଭର୍ଟ ହେଇଯାଏ କୋର ଟା। ଯେମିତି କି ସବୁ ଗ୍ୟାଲେକ୍ସିର ମଝିରେ ଆମର ଗୋଟେ ଗୋଟେ ବ୍ଲାକ୍ ହୋଲ ଅଛି ନା, ତ ସେମିତି ତ ଏଇ ସୁପରନୋଭା ଷ୍ଟେଜ ପରେ ହିଁ ବ୍ଲାକ୍ ହୋଲ ଟା କ୍ରିଏଟ ହୁଏ, ଯୋଉଟା କି ମାନେ ତମମାନେ ଯଦି ପୁରା ଡିଟେଲ୍ସ ରେ ପଢିବ ବ୍ଲାକ୍ ହୋଲ ରେ, ସାଇନ୍ସ ଆଣ୍ଡ ଟେକ୍ ରେ ପଢିବ, ନର୍ମାଲି ଆମେ କହୁ କି ବ୍ଲାକ୍ ହୋଲ ଟା ମାନେ ଏତେ ତାର ଗ୍ରାଭିଟେସନାଲ ଯେ ଯାହା ବି ନେଲେ ସେ ତା ଭିତରକୁ ଟାଣି ନିଏ, ତ ବ୍ଲାକ୍ ହୋଲ ଫର୍ମେସନ ହେଇଛି। ଆଉ ନ୍ୟୁଟ୍ରନ ଷ୍ଟାର କୋଉ କେସ, ଯାହାର ମାନେ ତାର କୋର ରେ ଯେତେବେଳେ ନ୍ୟୁଟ୍ରନ ଏଲିମେଣ୍ଟ ଟା ଟିକେ ବେଶୀ ମାନେ ହାୟର ପରିମାଣରେ ଥାଏ, ସେତେବେଳେ ସେଟା ନ୍ୟୁଟ୍ରନ ଷ୍ଟାର ରେ କନଭର୍ଟ ହେଇଯାଏ। ତ ଏଇ ପୁରାଟା ହିଁ ଥିଲା ଗୋଟେ ଲାଇଫ ଅଫ ଏ ଷ୍ଟାର। ମୁଁ ତାକୁ ତମମାନଙ୍କୁ ଯାହାବି ଯେତିକି କହିଲି ସେଟାକୁ ମୁଁ ଟିକେ ବାସ୍ ଡିଟେଲ୍ସ ରେ ହିଁ ଲେଖିଦେଇଛି। ପ୍ରୋଟୋଷ୍ଟାର ଟେମ୍ପରେଚର ଅଫ ଦ ପ୍ରୋଟୋଷ୍ଟାର 15 ମିଲିୟନ ଡିଗ୍ରୀ ହେଇଗଲେ ସେଇଟା ଗୋଟେ ବର୍ଥ ଅଫ ଏ ଷ୍ଟାର ଫର୍ମେସନ ହୁଏ। ସେ ସବୁ ଜିନିଷକୁ ମୁଁ ଟିକେ ଡିଟେଲ୍ସ ରେ ହିଁ ଲେଖିଦେଇଛି, ପଢିଦବ। ୟାକୁ ମୁଁ ଆଉ ସର୍ଟକଟ ରେ ଲେଖି ପାରିଲିନି, ଆକୁ ଏକ୍ସପ୍ଲେନ କରିବି ଏତେ ସର୍ଟକଟ ଆଉ କଣ, ଗୋଟେ ଗୋଟେ ଲାଇନ ରେ ବି ଫିର ବି ଟ୍ରାଏ କରିଛି, ତାକୁ ମୁଁ ଗୋଟେ ଗୋଟେ ଲାଇନ ରେ ହିଁ ଲେଖିଦବାକୁ। ପ୍ଲାନେଟାରୀ ନେବୁଲା, ହ୍ୱାଇଟ ଡୱାର୍ଫ ଇଜ ଥିଓରାଇଜ୍ ଟୁ ବିକମ୍ ବ୍ଲାକ୍ ଡୱାର୍ଫ, ଯାହା ଯାହା କହିଲେ ସେଇ ସବୁ ଗୁଡାକ ଲେଖା ହେଇଛି ନା। So either all red supergiant led to supernova due to explosion of the core. After the supernova explosion, the mass of the remand core is between 1.4 to 3 times of the mass of the sun. Result gote kon हुए न्यूट्रॉन स्टार. A neutron star is a very high density body composed of closely packed neutron. The remnant core after the explosion more than 3 times जदि हबो, then ता core collapse ହେଇକି black hole 1.4 to ଯେତେବେଳେ 3 times ହବ ସେତେବେଳେ न्यूट्रॉन स्टार, ଯେତେବେଳେ 3 times ର bigger more than 3 times ହଉଛି ସେତେବେଳେ ସେଟା black holes ରେ। ଏଇ ଦିଟା ପଏଣ୍ଟ ହିଁ ଖାଲି ମନେ ରଖିବ, ପ୍ରିଲିମ୍ସ ପାଇଁ ଏତିକି ହିଁ ଇମ୍ପୋର୍ଟାଣ୍ଟ। ଆଉ ବ୍ଲାକ୍ ହୋଲ୍ସ ରେ ବହୁତ ଭଲ ଭଲ କନସେପ୍ଟ ଅଛି, ବାକି ସେଇଟା ତମମାନଙ୍କର ମାନେ ଏ ରେ ହିଁ ବେଶୀ ସାଇନ୍ସ ଆଣ୍ଡ ଟେକ୍ ରେ ହିଁ ବେଶୀ ପଢିବ। ତ ଏତିକି ଥିଲା ପୁରା ଷ୍ଟାର ର ଫର୍ମେସନ ଆଉ କେମିତି ଆମ ମାନଙ୍କର ମାନେ ପୁରା ଷ୍ଟେଜେସ୍ ଅଫ ଷ୍ଟାର। ଦେନ୍ ଆମେ ଯିବା ଗ୍ୟାଲେକ୍ସି କୁ। ଆଉ କିଛି ଡାଉଟ ଅଛି କି କାହାର ଷ୍ଟାର ରେ? No, ma'am. Amen. ଦେନ୍ ଆସିଲା ଗ୍ୟାଲେକ୍ସି। ତ ଷ୍ଟାର ଦେଖିଲୁ, ୟୁନିଭର୍ସ ପରେ ଷ୍ଟାର, ଦେନ୍ ଗ୍ୟାଲେକ୍ସି। ମ୍ୟାମ୍ ସନ୍ ର କୋଉ ଷ୍ଟେଜ ରେ ଆସିବ? ଆଭରେଜ ଷ୍ଟାର ଆସିବ ଆମ ସନ୍ ନା ପ୍ରୋଟୋଷ୍ଟାର ନା କୋଉଥିରେ ଆସିବ? ନାଇଁ ପ୍ରୋଟୋଷ୍ଟାର ତ ନୁହଁ, ପ୍ରୋଟୋଷ୍ଟାର ଟା ଷ୍ଟାର, ସନ୍ କୁ ତ ଆମେ ଗୋଟେ କମ୍ପ୍ଲିଟଲି ଷ୍ଟାର କହୁଛୁ ନା। ଏଭରେଜ ଷ୍ଟାର ହିଁ ଆସିବ। ତାର ସନ୍ ବିଷୟରେ ଆମେ ପଢିବା ଏବେ ଆଗକୁ। ତାର ମାସ୍ ଟା କେତେ ରହୁଛି, ମାସ୍ ଟା ଆର୍ଥ ର ମାନେ ସାଇଜ ରୁ ବୋଧେ 109 ଟାଇମ୍ସ ହେଭିୟର ରହୁଛି ଆର୍ଥ ର ସାଇଜ ହିସାବରେ। ତ ଏଭରେଜ ଷ୍ଟାର ରେ ହିଁ ଆସିବ ସେ। ମ୍ୟାସିଭ ଷ୍ଟାର ରେ ତ ଆସିବନି, ପର୍ଟିକୁଲାର ୱାର୍ଡ ମୁଁ କହିପାରିବିନି, ବାକି ଏଭରେଜ ସାଇଜ ରେ ହିଁ ଆସିବ, ମ୍ୟାସିଭ ଷ୍ଟାର ରେ ଆସିବନି। ଏଭରେଜ ଷ୍ଟାର ହିଁ। ପ୍ରୋଟୋଷ୍ଟାର ଟା କଣ ମାନେ ସେତେବେଳେ ଗୋଟେ ଷ୍ଟାର ର ବର୍ଥ ହେଇନଥାଏ। ଏବେ ଆମର ସନ୍ ର ନ୍ୟୁକ୍ଲିୟର ଫ୍ୟୁଜନ ହଉଛି ବୋଲି ହିଁ ଆମ ମାନେ ଏତେ ସାରା ଲାଇଫ ପସିବୁଲ ହଉଛି, ଏନର୍ଜି ଆସୁଛି, ସବୁ କିଛି ଇଲେକ୍ଟ୍ରୋମାଗ୍ନେଟିକ ଫିଲ୍ଡ ଯୋଗୁ ଏତେ ସାରା ଆମ ମାନଙ୍କର ସବୁ କିଛି ପରଫର୍ମ ହଉଛି ନା। ତ ପ୍ରୋଟୋଷ୍ଟାର ଷ୍ଟାର ଫର୍ମେସନ ହେଇନଥାଏ। ଯୋଉ ଷ୍ଟେଲାର ନେବୁଲାରୁ ଯେତେବେଳେ ତାର ହିଟ୍ ଆଉ ଟେମ୍ପରେଚର ଖାଲି କଣ୍ଟିନ୍ୟୁଅସ ପ୍ରୋସେସ ଚାଲିଥାଏ, ସେଇ ଫାର୍ଷ୍ଟ ଷ୍ଟେଜ ଟାକୁ ଆମେ ପ୍ରୋଟୋଷ୍ଟାର କହୁ। କାରଣ ଷ୍ଟେଲାର ନେବୁଲାର କେସ ରେ ମାନେ ଗୋଟେ ସଲିଡ ଫର୍ମେସନ ନଥାଏ, ଗୋଟେ କମ୍ପାକ୍ଟ ସେପ୍ କୁ ଆସି ନଥାଏ। ଏଠି ଖାଲି ବାସ୍ ଗୋଟେ ମାନେ କଣ ଇରେଗୁଲାର ସେପ୍ ରେ ସବୁ ଯାକ ଏମିତି ଖେଳେଇ ହେଇକି ଥାନ୍ତି, କିନ୍ତୁ ପ୍ରୋଟୋଷ୍ଟାର କେସ୍ କୁ ସବୁ ଗୋଟେ କମ୍ପାକ୍ଟ ହେଇକି ଗୋଟେ ସେପ୍ ରେ ଆସି ଯାଇଥାନ୍ତି। ଦେନ୍ ଏଭରେଜ ଷ୍ଟାର ଯେତେବେଳେ ପ୍ରୋଟୋଷ୍ଟାର ଭିତରେ ନ୍ୟୁକ୍ଲିୟର ଫ୍ୟୁଜନ ହବ, ଦେନ୍ ସେଟା ଗୋଟେ ଷ୍ଟାର କୁ ଫର୍ମେସନ ହବ। ଆଉ ଆମ ସନ୍ ଟା ଗୋଟେ ଏଭରେଜ ଷ୍ଟାର ରେ ହିଁ ଯିବ, ମ୍ୟାସିଭ ଷ୍ଟାର ରେ ଯିବନି। ଷ୍ଟାର ର ହିଁ ଦିଟା ଷ୍ଟେଜ ଅଛି, ଗୋଟେ ହେଲା ଆଭରେଜ ଷ୍ଟାର ଆଉ ଗୋଟେ ହେଲା ମ୍ୟାସିଭ ଷ୍ଟାର। କୋଉ କଣ୍ଟ୍ରି କହିଲ ଏବେ ଗୋଟେ ଆର୍ଟିଫିସିଆଲ ସନ୍ ବନେଇବାରେ ଲାଗିଛି? କରେଣ୍ଟ ଏଫେୟାର ରେ ତମ ମାନେ ପଢୁଥିବ। ଚାଇନା। ଚାଇନା। ଦେନ୍ ଆମେ ଯିବା ଗ୍ୟାଲେକ୍ସି କୁ। ତ ଗ୍ୟାଲେକ୍ସି କହିଲେ କଣ ବୁଝ ତ? ନର୍ମାଲି କିଛି ଗୋଟେ ଆଇଡିଆ ଥିବ କାହାର ଗ୍ୟାଲେକ୍ସି ଉପରେ? ଏଇ ପାର୍ଟ ଟା ପଢିକି ଯାଅ କି କେହି ପଢନି, ନା ସମସ୍ତେ ଛାଡିକି ଯାଅ, ନା ଭାବ କି ବହୁତ ଇଜି ହେଇଯିବ? କୋଶ୍ଚେନ ବି ଓପିଏସସି ପକଉନି। ମୁଁ ତ କୋଶ୍ଚେନ 2000
15ରୁ ସର୍ଚ୍ଚ କଲି ପ୍ରାୟତଃ କିଛି କ୍ୱେଶ୍ଚେନ୍ ଆସିନି ଏଇଟା, ବାକି ଛାଡି ବି ହବନି କେତେବେଳେ କଣ ଆସିବ, ଆଉ କିଏ କିଏ ଯଦି ଅଲଗା ଏକ୍ସାମ ବି ଏପିୟର କରୁଥିବ ତ, ଆଉ ମୁଁ ବି ଏଇ ପର୍ସପେକ୍ଟିଭ ରେ ଟିକେ ପଢେଇ ଦଉଛି କି ତମମାନଙ୍କର ଯେ ୟୁପିଏସସି ଦଉଥିବ ତାଙ୍କ ପାଇଁ ହେଲ୍ପଫୁଲ ହବ। ମତେ ଆମର ବି ଗ୍ରୁପ ରେ କହୁଛନ୍ତି କି ମାନେ ଆମର ଟିମ୍ ଯେ ତମେ ଟିକେ ବେଶୀ ଡେପ୍ଥ ରେ ପଢେଇ ଦଉଛ, ପ୍ରିଲିମ ପର୍ସପେକ୍ଟିଭ ରେ ପଢ, ବାକି ମୁଁ ଚାହୁଁଛି କି ଗୋଟେ ଥର ପଢିକି ଯାଅ ଆଉ ଠିକ ସେ ପଢିକି ଯାଅ। ଏଇ ପାର୍ଟ ଟାକୁ ସମସ୍ତେ ପ୍ରାୟତଃ ସ୍କିପ୍ ଅପ୍ କରନ୍ତି, ବାକି ଦେଖ ଯଦି ୟୁପିଏସସି ସିରିୟସଲି ଦଉଛ ତ ଦେନ୍ ତମମାନଙ୍କ ପାଇଁ ତ ହେଲ୍ପଫୁଲ ହବ ବହୁତ। ଆଉ ଛୋଟ ଛୋଟ କନସେପ୍ଟ ବି ତମର ଏଇ ସବୁ ଜିନିଷ ସାଇନ୍ସ ଆଣ୍ଡ ଟେକ ରେ ବହୁତ ହେଲ୍ପଫୁଲ ହବ। ଠିକ ଅଛି, ଗ୍ୟାଲେକ୍ସି ନର୍ମାଲି କଣ ଆଇଡିଆ ଅଛି ଗ୍ୟାଲେକ୍ସି କହିଲେ ତମମାନଙ୍କୁ? गैलेक्सी कहले कंसिस्ट ऑफ स्टार, प्लैनेट, एस्ट्रॉयड, कोमेट, गोटे सब मिसेकी ना गोटे गैलेक्सी फॉर्मेशन हुए। ହଁ ବାସ୍ ଗ୍ୟାଲେକ୍ସି ଟା ଗୋଟେ ୟୁନିଭର୍ସ ର ସେଇ ପାର୍ଟ, ସେ ଗ୍ୟାଲେକ୍ସି କଣ ହଉଛି ତା ଭିତରେ ଆମେ ଯାହା ବି ଦେଖ ଡଷ୍ଟ ଦେଖ, ଗ୍ୟାସ ଦେଖ, ଡାର୍କ ମ୍ୟାଟର ଦେଖ, ଟ୍ରିଲିୟନ ଅଫ ଷ୍ଟାର ଦେଖ, ଯୋଉଟା କି ଗୋଟେ ଗ୍ରାଭିଟି ଦ୍ଵାରା ମାନେ ମାନେ ହୋଲ୍ଡ ଟୁଗେଦର ହେଇକି ଅଛନ୍ତି, ସେଇଟାକୁ ଆମେ ଗ୍ୟାଲେକ୍ସି କହୁଛୁ। ଗ୍ୟାଲେକ୍ସି ଆର୍ ସରାଉଣ୍ଡିଂ ସିଷ୍ଟମ ଅଫ ଡଷ୍ଟ, ଗ୍ୟାସ, ଡାର୍କ ମ୍ୟାଟର ଏଣ୍ଡ ଟ୍ରିଲିୟନ ଷ୍ଟାର୍ସ ଦ୍ୟାଟ ହେଲ୍ଡ ଟୁଗେଦର ବାଇ ଗ୍ରାଭିଟି। ତ ମୁଁ କହିଲି ଏବେ ଯେମିତି ସବୁ ଗ୍ୟାଲେକ୍ସି ଯେତେ ଆମେ ଜାଣିବା ଭିତରେ ଏତେ ଆମେ ମାନେ 4-5ଟା ଗ୍ୟାଲେକ୍ସି ର ହିଁ ଡିସ୍କଭରି କରିଥିବୁ, ବାକି ମାନେ ଏମିତି ଷ୍ଟଡିରୁ ଜଣା ପଡିଛି କି ଯେତେ ବି ଆମର ଡିସ୍କଭରି ହେଇଛି ଅଲ୍ ଗ୍ୟାଲେକ୍ସି କଣ୍ଟେନ୍ ସୁପର ମାସିଭ ବ୍ଲାକ ହୋଲ ଏଟ ଦେୟାର ସେଣ୍ଟର। ସବୁ ଗ୍ୟାଲେକ୍ସିର ମାନେ ସେଣ୍ଟରରେ ହିଁ ଗୋଟେ ବ୍ଲାକ ହୋଲ ରହିଥାଏ। ଆମର ଗ୍ୟାଲେକ୍ସି ର ନାଁ କଣ, ଆମର ଯୋଉ ଅଛି ସେଟା ମିଲ୍କି ୱେ ଗ୍ୟାଲେକ୍ସି, ଆଉ ଆମ ମିଲ୍କି ୱେ ଗ୍ୟାଲେକ୍ସିରେ ଯୋଉ ଅଛି ବ୍ଲାକ ହୋଲ ଟା ତାକୁ ଆମେ ନାଁ ଦେଇଛୁ କଣ ସାଗିଟେରିୟସ। ଏଇ ଜିନିଷ ଗୁଡା ଟିକେ ଇମ୍ପୋର୍ଟାଣ୍ଟ, ଏଇଗୁଡା ମନେ ରଖିବୁ। ଆଉ ଆମର ମିଲ୍କି ୱେ ଗ୍ୟାଲେକ୍ସିରେ ଯୋଉ ବ୍ଲାକ ହୋଲ ଅଛି ତା ନାଁ ହେଲା ସାଗିଟାରସ୍। ତ ଆମର ଗ୍ୟାଲେକ୍ସି 3ଟା ଟାଇପ ର ମେନଲି ଅଛି, ଗୋଟେ ହେଲା ସ୍ପାଇରାଲ ଟାଇପ ର, ଗୋଟେ ଏଲିପ୍ଟିକାଲ ଆଉ ଗୋଟେ ଇରେଗୁଲାର। ତ ସ୍ପାଇରାଲ ଗ୍ୟାଲେକ୍ସି କଣ କହୁଛି, ଗୋଟେ ନର୍ମାଲ ଗୋଟେ ଫ୍ଲାଟ ଡିସ୍କ ଟାଇପ ର ଯୋଉଟା ଆମର ଥାଏ ନା ସବୁ ଯାକ, ଏଇଠି ପିକ୍ଚରରେ ତମ ମାନେ ଦେଖୁଥିବ ଏଇଟାକୁ ସ୍ପାଇରାଲ, ଏଇଟା ସେଣ୍ଟର ଏମିତି 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 ହେଇକି ଯୋଉ ରହିଛି ଏଇଟାକୁ ଆମ ମାନେ କହୁଛୁ ସ୍ପାଇରାଲ ଗ୍ୟାଲେକ୍ସି, ଯୋଉଟା କି ସେଣ୍ଟ୍ରାଲ ରେ ପୁରା ବଲ୍ଜ ହେଇକି ଥିବ ଆଉ ସ୍ପାଇରାଲ ଆର୍ମ ଯାକ ରହୁଛି, ସେଇଟା ହେଲା ସ୍ପାଇରାଲ ଗ୍ୟାଲେକ୍ସି। ଦେନ୍ ଏଲିପ୍ଟିକାଲ ଗ୍ୟାଲେକ୍ସି ଆମର ଯୋଉଟା କି ଗୋଟେ ମାନେ କଣ ୟୁନିଫର୍ମଲି ସବୁ ଷ୍ଟାର ଯାକ ଡିଷ୍ଟ୍ରିବ୍ୟୁଟ ହେଇଥିବେ ନା, ମାନେ ସ୍ପେରିକାଲ ସେପ ଗୋଟେ ଦେଖିଛ ନା, ଏଇଟାକୁ ଆମେ ଏମିତି ଯଦି ମାନେ ୟୁନିଫର୍ମଲି ସବୁ ଷ୍ଟାର ଯାକ ଯୋଉଠି ଡିଷ୍ଟ୍ରିବ୍ୟୁଟ ହେଇକି ଥାନ୍ତି ସେଇଟାକୁ ଆମେ କହୁ ଏଲିପ୍ଟିକାଲ ଗ୍ୟାଲେକ୍ସି। ଆଉ ଇରେଗୁଲାର ଗ୍ୟାଲେକ୍ସି କୋଉଟା, ଯାହାର କିଛି ବି ଗୋଟେ ଡେଫିନାଇଟ ସେପ୍ ନଥାଏ, ସେଇଟାକୁ ଆମେ କହୁଛୁ ଇରେଗୁଲାର ଗ୍ୟାଲେକ୍ସି। କାହାର କିଏ କହିପାରିବା ଆମ ଗ୍ୟାଲେକ୍ସି ଟା କୋଉ ଗ୍ୟାଲେକ୍ସି ରେ ଆସୁଛି? स्पाइरल स्पाइरल ହଁ ମିଲ୍କି ୱେ ଗ୍ୟାଲେକ୍ସି ଲେଖିଲି, ସ୍ପାଇରାଲ। ମିଲ୍କି ୱେ ଗ୍ୟାଲେକ୍ସି ହଉଛି ସ୍ପାଇରାଲ ଗ୍ୟାଲେକ୍ସି, ଯୋଉଟା କି ସନ୍ ଆମର ଲୋକେଟେଡ ଅଛି କଣ ଓରିୟନ ଆର୍ମସ। ଏଇ ଯୋଉ ଆର୍ମ ଯୋଉ ଦେଖିଲ ଯୋଉ ଆର୍ମସ ରେ ଏଇଗୁଡା ସବୁ ଗୋଟେ ଆର୍ମସ ନା, ତାର ଏଇ ଆର୍ମସ ରେ ଯୋଉ ସନ୍ ଆମର ଲୋକେଟେଡ ଅଛି ସେଟାକୁ ଆମେ କହୁ ଓରିୟନ ଆର୍ମସ ବୋଲି କହୁ। ମିଲ୍କି ୱେ ଗ୍ୟାଲେକ୍ସି ଟା ଗୋଟେ ସ୍ପାଇରାଲ ଗ୍ୟାଲେକ୍ସି। ଆମର ନିୟରେଷ୍ଟ ଗ୍ୟାଲେକ୍ସି ମିଲ୍କି ୱେ ଗ୍ୟାଲେକ୍ସି ର ନାଁ କିଏ କହିବ? एंड्रोमेडा। मैडम ଆଣ୍ଡ୍ରୋମେଡା ଗ୍ୟାଲେକ୍ସି ବି ଗୋଟେ ସ୍ପାଇରାଲ ଗ୍ୟାଲେକ୍ସି। ଆମର ନିୟରେଷ୍ଟ ଷ୍ଟାର ଅଫ ଆମର ଗ୍ୟାଲେକ୍ସିର ନିୟରେଷ୍ଟ ଷ୍ଟାର କିଏ? ପ୍ରକ୍ସିମା ସେଣ୍ଟାଉରି। एरियस। ପ୍ରକ୍ସିମା ସେଣ୍ଟାଉରି ହେଲା ଆମର ନିୟରେଷ୍ଟ ଷ୍ଟାର। ଆଉ ବ୍ରାଇଟେଷ୍ଟ ଷ୍ଟାର ମାନେ ଆମର ପୁରା ସୋଲାର ସିଷ୍ଟମ ରେ ଆମ ସ୍କାଇ ଅଣ୍ଡରରେ ବ୍ରାଇଟେଷ୍ଟ ଷ୍ଟାର କିଏ ଆସିବ? ସିରିୟସ୍ ହେଲା ବ୍ରାଇଟେଷ୍ଟ ଷ୍ଟାର ଇନ ଦ ସ୍କାଇ, ଯଦି ହେଲା ଆମର ସିରିୟସ୍ ହେଲା ଆମର ବ୍ରାଇଟେଷ୍ଟ ଷ୍ଟାର। ଦେନ୍ ଆମେ ସମସ୍ତେ ଗୋଟେ ଛୋଟ କନସେପ୍ଟ ଜାଣିବା ଟ୍ୱିଙ୍କଲିଂ ଅଫ ଦ ଷ୍ଟାର। ସମସ୍ତେ ତ ଗୀତ ଛୋଟରୁ ବଡ ସବୁ ଜାଣିଥିବ ଟ୍ୱିଙ୍କଲ ଟ୍ୱିଙ୍କଲ ଲିଟିଲ ଷ୍ଟାର। ମତେ କୁହ ଟ୍ୱିଙ୍କଲିଂ ଅଫ ଦ ଷ୍ଟାର ର ରିଜନ କଣ? କିଛି ଆଇଡିଆ ଅଛି କାହାର ଟ୍ୱିଙ୍କଲିଂ ଅଫ ଦ ଷ୍ଟାର କଣ ପାଇଁ ହଉଛି? रिफ्रैक्शन स्टार रिफ्रैक्शन ଆଚ୍ଛା ରିଫ୍ରାକ୍ସନ ପାଇଁ ଯଦି ହଉଛି, ପ୍ଲାନେଟ କଣ ପାଇଁ ତାହେଲେ ଟ୍ୱିଙ୍କଲ କରୁନି? एटा सेल्फ लुमिनस बॉडी टा ना स्टार्ट। ହଁ ମାନେ ବାକି ଟ୍ୱିଙ୍କଲିଂ ମାନେ ଲାଇଟ ଦେଖ ସ୍ପେସ ରୁ ଯାହା ବି ଆମ ମାନଙ୍କ ପାଖେ ରିଚ୍ କରୁଛି ସବୁ ଲାଇଟ ହିଁ, ସେଲ୍ଫ ଲୁମିନସ୍ ହଉ କି ସେମିତି ନନ୍ ମାନେ ନନ୍ ଏ ବଡି ହଉ, ବାକି
ଲାଇଟ୍ ହିଁ ତ ନା, ବାକି ଏଇଟା ଟୁଇଙ୍କଲ କରେ। ମୁଁ କହୁଛି ଟୁଇଙ୍କଲ, ବୁଝିପାରୁଛ ନା, ଯୋଉଟା ଆମେ ଦପ ଦପ କହୁ। ବାକି ପ୍ଲାନେଟ ବି ସେଇ ଲାଇଟ ରେ ଆସେ, ଯେମିତି କି ଆମେ ଦେଖୁ ମୁନ ଦେଖୁଛୁ, ସେ କାହିଁ, ସେ ତ ଗୋଟେ ଇଏ ନା, ବାକି ନନ୍ ଲୁମିନସ୍ ବଡି, ବାକି ସେ ଟୁଇଙ୍କଲ କରେନି, କିନ୍ତୁ ଷ୍ଟାର ଟା କଣ ପାଇଁ ଟୁଇଙ୍କଲ କରେ? ଷ୍ଟାର ବହୁତ ଡିଷ୍ଟାନ୍ସ ରେ ରୁହେ ମ୍ୟାଡାମ। ହଁ ଆକ୍ଚୁଆଲି ଭେରି ଗୁଡ, ମାନେ ଡିଷ୍ଟାନ୍ସ ହିଁ ସବୁଠୁ, ଡିଷ୍ଟାନ୍ସ ଆଉ ତାର ଇଣ୍ଟେନ୍ସିଟି ଅଫ ଲାଇଟ ଟା ଯୋଗୁ ହିଁ ଏ ଜିନିଷ ଆକ୍ଚୁଆଲି ମ୍ୟାଟର କରେ। ଦ ଟର୍ବୁଲେନ୍ସ ଅଫ ଦ ଆଟମୋସ୍ଫିୟର, ଦ ଲାଇଟ ଫ୍ରମ ଦ ଡିଷ୍ଟାନ୍ସ ଷ୍ଟାର ଗେଟ୍ ଡିଫ୍ଲେକ୍ଟେଡ ମୋର। ଯେମିତି ଏଇଠି ପିକ୍ଚର ରେ ଦେଖ, ଏଇଟା ଅର୍ଥ ରହିଲା, ଏଇଟାର ଷ୍ଟାର ରେ ଯେତେ, ଷ୍ଟାର ର ଡିଷ୍ଟାନ୍ସ ଟିକେ ବହୁତ ଦୂର। ପ୍ଲାନେଟ ଯଦି ଦେଖିବା, ପ୍ଲାନେଟ ର ଡିଷ୍ଟାନ୍ସ ବହୁତ କମ, ଆଉ ଯେତେବେଳେ ଆମ ଆଟମୋସ୍ଫିୟର ରେ ଏଣ୍ଟ୍ରି କରୁଛି, ଏ ଲାଇଟ ଟା ଯେହେତୁ ଗୋଟେ ବିମ୍ ହେଇକି ଆସୁଛି ନା, ତ ଏଟା ଟିକେ ରିଫ୍ରାକ୍ଟେଡ ହେଇଯାଉଛି ଆଫ୍ଟର ଏଣ୍ଟରିଂ ଦ ଆଟମୋସ୍ଫିୟର। ବାକି ଯେତେବେଳେ ଗୋଟେ ପ୍ଲାନେଟ ରୁ ଲାଇନ କି ଆମେ ପ୍ଲାନେଟ କୁ ଯେତେବେଳେ ଦେଖୁଛୁ, ତାର ୱିଡଥ ଟା ଦେଖ, ପୁରା ମାନେ ପିନ ପଏଣ୍ଟ ହେଇକି ଆସୁନି, ପୁରା ୱିଡଥ ଟା ବହୁତ ଅଛି ବୋଲି ତାର ଇଏଟା, ତ ସେଟା ଟୁଇଙ୍କଲ କରେନି। ଆମେ ନର୍ମାଲ ଷ୍ଟାର କୁ ଲାଇଟ ଦେଖୁ। ବାକି ଯେତେବେଳେ ଆମେ ଆଟମୋସ୍ଫିୟର କ୍ରସ କରିଯିବୁ ନା, ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ, ନା ଷ୍ଟାର ଟୁଇଙ୍କଲ କରୁଥିବ ନା ପ୍ଲାନେଟ ଟୁଇଙ୍କଲ କରୁଥିବ, ସବୁ କିଛି ଏକ ତ ଆମ ଆଟମୋସ୍ଫିୟର ପ୍ରେଜେଣ୍ଟ ଅଛି ବୋଲି, ଦେନ୍ ଏଇ ଷ୍ଟାର ଟା ବହୁତ ଡିଷ୍ଟାନ୍ସ ରେ ଅଛି, ଆଉ ତାର ଲାଇଟ ଟା ଗୋଟେ ବିମ୍ ହେଇକି ଆସୁଛି ବୋଲି, ସେଇଟା ଏଇଟା ଆସିଲା ପରେ ଏମିତି ରିଫ୍ରାକ୍ଟେଡ ହେଇକି ଷ୍ଟାର ଟା ଟୁଇଙ୍କଲ କରୁଛି, ଆଉ ପ୍ଲାନେଟ କେସ ରେ ସେଇଟା ଟୁଇଙ୍କଲ କରୁନି। ସେଥିପାଇଁ ଆକ୍ଚୁଆଲି ମେନ୍ ହେଲା ଡିଷ୍ଟାନ୍ସ। ଡିଫ୍ରାକ୍ସନ ଅଫ ଲାଇଟ ତ ସବୁଆଡେ ରହୁଛି, ବାକି ମାନେ ମେନଲି ମାନେ ଟର୍ବୁଲେନ୍ସ ଇନ ଦ ଆଟମୋସ୍ଫିୟର ରହୁଛି, ଆଉ ଡିଫ୍ଲାକ୍ସନ ହଉଛି ଯେହେତୁ ଡିଷ୍ଟାନ୍ସ ଟା ବହୁତ ଅଧିକ ଅଛି। ଏଇଟା ମତେ ଲାଗିଲା ଟିକେ ଛୋଟ କନସେପ୍ଟ ତମମାନଙ୍କୁ ଇଏ ହବ ତ, ଏଇଟା ହେଲା ମେନ୍ ରିଜନ ହେଲା ମାନେ twinkling of the star. However, the light coming from a nearby planet or the satellite does not twinkle, as it is not a point source. There is no twinkling in space. ଆମେ ଯଦି atmosphere ଉପରକୁ ପଳେଇବା, ଆମମାନଙ୍କୁ କିଛି ବି star ର twinkling ଦେଖାହବନି କି ଏବେ ବି ନାହିଁ। ଦେନ୍ ଗୋଟେ constellation, constellation କହିଲେ ଆମେ କଣ ବୁଝୁଛୁ? ଯେତେବେଳେ ଗ୍ରୁପ ଅଫ ଷ୍ଟାର ଫର୍ମିଂ ଗୋଟେ ରେକଗ୍ନାଇଜ ପ୍ୟାଟର୍ନ ରେ ଯେତେବେଳେ ଫର୍ମେସନ ହଉଛି, ସେଇଟାକୁ ଆମେ କହୁଛୁ କନଷ୍ଟେଲେସନ, ଯୋଉଟା କି ଆମମାନଙ୍କର ଗୋଟେ କନଷ୍ଟେଲେସନ ର ଏକ୍ସାମ୍ପଲ ଆମେ ସମସ୍ତେ ଛୋଟବେଳୁ ଶୁଣିଛୁ। କଣ ସେଇଟାକୁ କୁହାଯାଏ କନଷ୍ଟେଲେସନ? ସେ ଏକ୍ସାମ୍ପଲ ସପ୍ତରିଶୀ ଗୋଟେ, ଗୋଟେ ହଁ ସପ୍ତର୍ଷି ଯୋଉଟା ଆମେ କୁହ, ସେ କନଷ୍ଟେଲେସନ ମାନେ ଗୋଟେ ଯେତେବେଳେ ଡେଫିନାଇଟ ସେପ ରେ ଫର୍ମେସନ ହେଇଯାଏ ନା, ସବୁ ଷ୍ଟାର ମାନେ ଗୋଟେ ଜାଗାରେ ମାନେ ଗେଟ ଟୁଗେଦର ହେଇକି ଗୋଟେ ଡେଫିନାଇଟ ଯଦି ପ୍ୟାଟର୍ନ, ରେକଗ୍ନାଇଜ ପ୍ୟାଟର୍ନ ଆସିଗଲା, ସେଇଟାକୁ ଆମେ କନଷ୍ଟେଲେସନ କହୁଛୁ। ଆଉ ଆମମାନଙ୍କର ଯଦି ଏକ୍ସାମ୍ପଲ ଦେଖିବା, ସପ୍ତର୍ଷି। ପୋଲ ଷ୍ଟାର ଗୋଟେ, ଯୋଉଟାକୁ ଆମେ ନର୍ଥ ଷ୍ଟାର ନାଁରେ ବି ଜାଣିଛୁ, ଏଇଟା ଦେଇ ପୋଲ ଷ୍ଟାର। ମାନେ ପୋଲ ଷ୍ଟାର ଟା ସବୁବେଳେ କନଷ୍ଟାଣ୍ଟ ଥାଏ। ଏଇଟା ମାନେ ନର୍ଥ ଡିରେକ୍ସନ ରେ, ନର୍ଦର୍ନ ହେମିସ୍ଫିୟର ରୁ ଯଦି ଦେଖିବ, ତାହେଲେ ପୋଲ ଷ୍ଟାର ଟା ସବୁବେଳେ କନଷ୍ଟାଣ୍ଟ ଥାଏ। ଏଇ ପିକ୍ଚର ରୁ ଦେଖ, ସବୁ ଷ୍ଟାର ମାନେ ମୁଭ କରୁଛନ୍ତି, କେବଳ ଏଇଟା, ଏଇଟା ପୋଲାରିସ ବା ଏଟାକୁ ଆଗରୁ ପୋଲ ଷ୍ଟାର କୁହାଯାଉଥିଲା, ଏବେ ପୋଲାରିସ କୁହାଯାଉଛି। ଏଇ ପୋଲ ଷ୍ଟାର ଟା ସବୁବେଳେ କନଷ୍ଟାଣ୍ଟ ଥାଏ। ରିଜିନ କଣ ତାର ବି ଏପର୍ଯ୍ୟନ୍ତ କିଛି ଆସିନି, ବାକି ଏଟା ଆଉ ଏଇ ଯୋଉ ଆମେ ଦେଖୁଛୁ ସପ୍ତର୍ଷି, ଯୋଉଟା ଆମେ ଏଟା କନଷ୍ଟେଲେସନ ପଢିଲୁ, ଏଇଟା ଆମେ କେମିତି ଜାଣିବୁ ଏଇଟା ପୋଲାରିସ? ଆଉ ଆର ଏଇଟା ଏଇ ଡିରେକ୍ସନ ରେ ସବୁବେଳେ ପଏଣ୍ଟ ଆଉଟ କରିଥାଏ, ଯୋଉ ବି ସେପ ରେ ଥାଉ ନା। ତମେ ତାର ଏଇ ପଏଣ୍ଟ ଟା ଯଦି ଏଇଠିକୁ ବି ଏମିତି ସେଫ ହେଇକି ଆସିଯିବ ନା, ଦେନ୍ ବି ଏଇ ପଏଣ୍ଟ ଟା ଏଇ ଡିରେକ୍ସନ ରେ ତାକୁ ପଏଣ୍ଟ ଆଉଟ କରୁଥିବ, ତାର ନର୍ଥ ଡିରେକ୍ସନ, ଯଦି ଏମିତି ଗୋଟେ ସେପ ନେଇକି ଆମେ ଆସିଗଲୁ। ତ ସେଇଟା ପୋଲଷ୍ଟାର ଟା କଣ କହୁଛି ଆମର? ପୋଲଷ୍ଟାର ଟା ଗୋଟେ ଷ୍ଟାର ଯୋଉଟା କି ଗୋଟେ ଏକ୍ସିସ ଅଫ ଅର୍ଥ ରେ ସେଇଟା ଲାଇନ ହେଇକି ଥାଏ, ଆଉ ସେଇଟାକୁ ନର୍ଦର୍ନ ହେମିସ୍ଫିୟର ରେ ଆମେ ସେଇଟାକୁ ମେନଲି ନର୍ଦର୍ନ ହେମିସ୍ଫିୟର ରେ ପୋଲାରିସ ଦେଖା ହୁଏ। ସଦର୍ନ ହେମିସ୍ଫିୟର ରେ ସିଗ୍ମା ଅକ୍ଟାଣ୍ଟିସ ଗୋଟେ ତାଙ୍କର ମାନେ ସଦର୍ନ ହେମିସ୍ଫିୟର ଯଦି ଦେଖିବା, ସେ ତାଙ୍କର ଗୋଟେ ପୋଲଷ୍ଟାର ହଉଛି, ଯୋଉଟାକୁ ଆମେ ସିଗ୍ମା ଅକ୍ଟାଣ୍ଟିସ କୁ। ବାକି ସେଟା ଏତେ ବ୍ରାଇଟେଷ୍ଟ ନୁହେଁ, ଯେଟା କି ଆମର ନର୍ଦର୍ନ ହେମିସ୍ଫିୟର ରେ ପୋଲାରିସ ଟା ଯେତିକି ବ୍ରାଇଟେଷ୍ଟ। ତ ଏଇ ଦିଟା ହିଁ ଛୋଟ ନାଁ ମନେ ରଖିବ। ନର୍ଦର୍ନ ହେମିସ୍ଫିୟର ରେ ପୋଲଷ୍ଟାର କୁ ଆମେ ପୋଲାରିସ କହୁଛୁ, ଆଉ ସଦର୍ନ ହେମିସ୍ଫିୟର ରେ ଆମେ କହୁଛୁ ସିଗ୍ମା ଅକ୍ଟାଣ୍ଟିସ। ପୋଲାରିସ ଟା ଆଉ ନର୍ଦର୍ନ ହେମିସ୍ଫିୟର ର ପୋଲାରିସ ଟା ସବୁବେଳେ କନଷ୍ଟାଣ୍ଟ ଥାଏ, ଯେମିତି ମୁଁ ତମକୁ ଏଇଠି ଦେଖିଲି, ସବୁ ଷ୍ଟାର ମୁଭମେଣ୍ଟ କରୁଛନ୍ତି ଆର୍ଥ ର ମୁଭମେଣ୍ଟ ସହିତ, ବାକି ପୋଲ ଷ୍ଟାର ଟା ସବୁବେଳେ କନଷ୍ଟାଣ୍ଟ ହେଇକି ରହୁଛି। ଆଉ ଏଇ ପୋଲ ଷ୍ଟାର ଟା ସଦର୍ନ ହେମିସ୍ଫିୟର ର, ଏଇ ପୋଲଷ୍ଟାର ତମେ ସଦର୍ନ ହେମିସ୍ଫିୟର ରହିଲେ ଦେଖିପାରିବନି, ତାଙ୍କ ପାଇଁ ତାଙ୍କର ଅଲଗା ପୋଲଷ୍ଟାର ଅଛି, ଯୋଉଟା ସିଗ୍ମା ଅଛି, ବାକି ଏତେ ନୁହେଁ, ସେଟା ଏତେ ବ୍ରାଇଟେଷ୍ଟ ନୁହେଁ, ବାସ୍ ଅଛି ଗୋଟେ ଆଉ। ଆଉ ଏଇଟା ସବୁବେଳେ କଣ ଥାଏ? ଫିକ୍ସ ହେଇକି ଥାଏ ଆମର ସ୍କାଏ ରେ। ଏତିକି ଗଲା ଆମର ଟୋଟାଲ ହଉଛି କନସେପ୍ଟ, ଯାହା ବି ରିଲେଟେଡ ଥିଲା ୟୁନିଭର୍ସ, ଷ୍ଟାର, ଗ୍ୟାଲାକ୍ସି, ଏତିକି ଥିଲା ଗ୍ୟାଲାକ୍ସି। ଦେନ୍ ଆମେ ଏବେ ଯିବା ସୋଲାର ସିଷ୍ଟମ। ସୋଲାର ସିଷ୍ଟମ ବହୁତ ବର୍ଷା ହଉଛି, ଦେଖ ମୋର ଯଦି ନେଟ କଟିଯିବ
କରେଣ୍ଟ ପଳେଇବ, ମୋ ୱାଇଫାଇ କଟିଯିବ ତ ମୁଁ ଆଉ ଥରେ କନେକ୍ଟ କରିବି ହେଲା। ତ ଇଏ ହବନି, ବହୁତ ଜୋରରେ ବର୍ଷା actually। ତ ସୋଲାର ସିଷ୍ଟମ ଦେନ୍ ଆମେ ଯିବା ସୋଲାର ସିଷ୍ଟମ କୁ। ତ ସୋଲାର ସିଷ୍ଟମ ପୁରା ପ୍ରିଲିମ୍ ପର୍ସପେକ୍ଟିଭ ରେ ଯଦି ଦେଖିବ ପୁରା ମାନେ କଣ ଅଛି କି ଘୋଷିବାରେ ଅଛି, ସବୁ ଜିନିଷ ବୁଝିବାର ଏଇଠି କିଛି ନାହିଁ। ଖାଲି ମୁଁ ଯଦି ଦି ତିନିଟା କନସେପ୍ଟ ଏଇଠି କହୁଛି ତମମାନଙ୍କୁ, ମେନ୍ ପାଇଁ ମେନଲି ରିଲେଟେଡ ଓପିଏସସି ନାଇଁ ୟୁପିଏସସି। ତ ଅରିଜିନ ଅଫ ସୋଲାର ସିଷ୍ଟମ ଟା ଆମର ନା ବହୁତ ସାରା ଥିଓରି ଥିଲା, ତା ଭିତରୁ ନେବୁଲାର ହାଇପୋଥେସିସ୍ କିଏ କିଏ ଜାଣିଥିବ, ଯୋଉଟା କି ଅରିଜିନ ଅଫ ସୋଲାର ସିଷ୍ଟମ ସହିତ ଇଣ୍ଟର ରିଲେଟ ଅଛି। କିନ୍ତୁ ବହୁତ ସାରା ଥିଓରି ଯେତେବେଳେ ଆସିଲା ନା, ତ ମେନଲି ମାନେ ଦିଟା ଥିଓରିରେ ଆମେ ସବୁ ଥିଓରିକୁ ଡିଭାଇଡ କରିଦେଲୁ। ଗୋଟେ ହେଲା ଇଭୋଲ୍ୟୁସନାରୀ ଥିଓରି, ଆଉ ଗୋଟେ ହେଲା କାଟାଷ୍ଟ୍ରୋଫିକ ଥିଓରି। ତ ଇଭୋଲ୍ୟୁସନାରୀ ଥିଓରି ଟା ନର୍ମାଲି କଣ କୁହେ, ମାନେ ଯାହାବି ଆମମାନଙ୍କର ମାନେ ଗୋଟେ ସୁପର ନ୍ୟାଚୁରାଲ ଥିଓରି ଭଳିଆ ଯାହାବି ମାନେ କଣ ମେଟେରିଆଲ ଆଉ ସୋଲାର ସିଷ୍ଟମ ଅଲରେଡି ଆମର ପ୍ରେଜେଣ୍ଟ ଥିଲା। ତ ଆସ୍ତେ ଆସ୍ତେ କଣ ହେଲା, ସେଇ ଯୋଉ କିଛି ବି ମାନେ ସଡନଲି କିଛି ମେସିଭ ଏକ୍ସପ୍ଲୋଜନ ହଉ, ଯେମିତି ଆମେ ଦେଖିଲୁ ଗୋଟେ କସ୍ମିକ ଏକ୍ସପ୍ଲୋଜନ ହଉ କି କିଛି ବି ସାଇମଲଟେନିୟସଲି ଏମିତି ହେଲା କି ଗୋଟେ ସନ ରୁ ମାନେ ସନ ଫର୍ମେସନ ହେଲା, ଆଉ ତାଥିରୁ ସବୁ କିଛି ଜିନିଷ ଆସ୍ତେ ଆସ୍ତେ ଫର୍ମେସନ ହେଲା। ମାନେ ପ୍ଲାନେଟ ଆଉ ଗୋଟେ ସିଙ୍ଗଲ ମାସ ରେ ସବୁ କିଛି ଜିନିଷ ପ୍ରେଜେଣ୍ଟ ହେଇକି ଥିଲା, ଗୋଟେ ସିଙ୍ଗଲ ମାନେ ଗ୍ୟାସ ହିସାବରେ ଥିଲା, ସେଇଥିରୁ ହିଁ ସନ ଆଉ ସେଇଥିରୁ ହିଁ ସବୁ ପ୍ଲାନେଟ ଇଏ ହେଲେ। ଯେମିତି ଆମେ ଇଭୋଲ୍ୟୁସନ କହିଲେ, ଯେମିତି ଆମେ ହ୍ୟୁମାନ ର ଇଭୋଲ୍ୟୁସନ କହୁ, ଏମିତି ଆଗ ଲାଇଫ ଫର୍ମେସନ ହେଲା, ସିଙ୍ଗୁଲାର ମାନେ କଣ ସିଙ୍ଗଲ ସ୍ପେସିସ୍ ହେଲା, ଦେନ୍ ଆମ ମାନେ କଣ ଆମ ମାନେ ମଣିଷ ଇଭୋଲ୍ୟୁସନ କେତେ ପରେ ହେଲା। ସେମିତି ଇଭୋଲ୍ୟୁସନ ଅଫ ଥିଓରି ବି ସେୟା କହୁଛି କି ଯେ ଗୋଟେ ସିଙ୍ଗଲ ମାସ ଅଫ ଗ୍ୟାସେସ୍ ଥିଲା, ଯୋଉଥିରେ ଆମମାନଙ୍କର ସନ୍ ଆଉ ପ୍ଲାନେଟ ଟା ସେଇ ସିଙ୍ଗଲ ମାସ ଥିଓରିରୁ ହିଁ ଅରିଜିନେଟ ହେଇଛି। ଆଉ ସେ ଇଭୋଲ୍ୟୁସନ ଥିଓରିକୁ ଦିଟା ମେନଲି ପାର୍ଟରେ ଡିଭାଇଡ କରାଯାଇଛି। ଗୋଟେ ହେଲା ଗ୍ୟାସିୟସ ହାଇପୋଥେସିସ୍, ଯୋଉଟା କି ଇମାନୁଏଲ କାଣ୍ଟଙ୍କର ଥିଓରି, ଆଉ ଗୋଟେ ହେଲା ନେବୁଲାର ହାଇପୋଥେସିସ୍, ଯୋଉଟା କି ଲାପ୍ଲେସ ଦେଇଥିଲେ ସେ ଥିଓରିଟା। ଏଇ ନେବୁଲାର ହାଇପୋଥେସିସ୍ ପ୍ରାୟତଃ ତୁମର ପଚାରେ, ଆଉ ଗ୍ୟାସିୟସ ଥିଓରିଟା ଇମାନୁଏଲ କାଣ୍ଟ କହିଛନ୍ତି। ଗ୍ୟାସିୟସ ଥିଓରିର ଇମାନୁଏଲ କାଣ୍ଟ ଡିଟେଲ୍ସ ରେ ଯେହେତୁ ତମର ନାହିଁ, ମୁଁ ଖାଲି କହିଦଉଛି, ତମେ ନାଁ ଗୁଡା ଖାଲି ମନେ ରଖିଥାଅ। ତ ଗ୍ୟାସିୟସ ହାଇପୋଥେସିସ୍ ରେ କଣ ହଉଛି, ଇମାନୁଏଲ କାଣ୍ଟ କଣ କହୁଛନ୍ତି, ମାନେ ଗୋଟେ ସୁପର ନ୍ୟାଚୁରାଲି ଆମର ଗୋଟେ ମାନେ ହାର୍ଡ ଆଉ କୋଲ୍ଡ ପାର୍ଟିକିଲ ଥିଲା। ମାନେ ଏମିତି ଗୋଟେ ସୁପର ନ୍ୟାଚୁରାଲ ପାର୍ଟ ଥିଲା, ଏଇଠି କିଛି ହାର୍ଡ ପାର୍ଟ ଥିଲେ, କିଛି କୋଲ୍ଡ ପାର୍ଟ ଥିଲେ। ଏଇଗୁଡା ମାନେ ସୁପର ନ୍ୟାଚୁରାଲି କ୍ରିଏଟେଡ ହେଇଥିଲା। ସେଇ ପାର୍ଟିକିଲ ଗୁଡା କଣ କଲେ, ଆସ୍ତେ ଆସ୍ତେ ତାଙ୍କ ଭିତରେ କୋଲାଇଡ କଲେ। ଯେତେବେଳେ ତାଙ୍କ ଭିତରେ କୋଲାଇଡ କଲେ, ତ ତାଙ୍କର ଗ୍ରାଭିଟେସନାଲ ଆଟ୍ରାକ୍ସନ ହେଲା। ଏଇ ଗ୍ରାଭିଟେସନାଲ ଆଟ୍ରାକ୍ସନ ରେ କଣ ହେଲା, ଗୋଟେ ଷ୍ଟ୍ରକ୍ଚର ଫର୍ମେସନ ହେଲା। ଏମାନେ ତାଙ୍କ ଭିତରେ କୋଲାଇଡ କରିକି ଆସ୍ତେ ଆସ୍ତେ ଗୋଟେ ଷ୍ଟ୍ରକ୍ଚର ଫର୍ମେସନ କଲେ। ସେଇ ଷ୍ଟ୍ରକ୍ଚର ଫର୍ମେସନ ରେ ଏମିତି ଗୋଟେ ରିଙ୍ଗ ତିଆରି ହେଲା। ସେଇ ରିଙ୍ଗ ଟା ଗ୍ରାଜୁଆଲି ମାନେ କୋଲ୍ଡ ହେଇ 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 ଏଇ ପ୍ଲାନେଟ ରେ ଫର୍ମେସନ ହେଲା। ଏଟା ହଉଛି ଗ୍ୟାସିୟସ ହାଇପୋଥେସିସ୍, ଯୋଉଟା କି ଇମାନୁଏଲ କାଣ୍ଟ। ଆମର ସବୁଠୁ ମାନେ ପପୁଲାର ହଉଛି ନେବୁଲାର ହାଇପୋଥେସିସ୍, ଯୋଉଟା କି ଏବେ ବି ମାନେ ଯଦି ଦେଖିବା ଆମେ ଅରିଜିନ ଅଫ ସୋଲାର ସିଷ୍ଟମ ରେ ନେବୁଲାର ହାଇପୋଥେସିସ୍ କୁ ହିଁ ବେଶୀ ନିଆ ହୁଏ। ତ ନେବୁଲାର ହାଇପୋଥେସିସ୍ କଣ ହଉଛି, ଯୋଉଟା କି ଏଠି ଦେଖିବା ଯେ ମାନେ ଗୋଟେ ପ୍ରି ଏକ୍ଜିଷ୍ଟିଂ ନେବୁଲା ଥିଲା। ଯେମିତି ଆମେ ସୋଲାର ସିଷ୍ଟମ କେସ ରେ ଷ୍ଟାର କେସ ରେ ବି ପଢିଥିଲୁ, ଗ୍ୟାସ ସବୁ କିଛି ଗୋଟେ ହିଁ କମ୍ପାକ୍ଟ ବଡିରୁ ଷ୍ଟାର ହଉଛି। ତମେ ୟୁନିଭର୍ସ ଷ୍ଟାର୍ଟ ହଉଛି, ତମେ ୟୁନିଭର୍ସ ଦେଖ, ତୁମେ ଷ୍ଟାର ଦେଖ, ତ ଯାହା ବି ଦେଖ, ସେମାନେ କହୁଛନ୍ତି କି ସବୁ କିଛି ଗୋଟେ ହିଁ ବଡିରୁ ଫର୍ମେସନ ହେଇଛି। ତ ସେମିତି ନେବୁଲାର ହାଇପୋଥେସିସ୍ କଣ କହୁଛି କି ଗୋଟେ ବହୁତ ବଡ ମାନେ ଇଏ ଥିଲା, ମାନେ କଣ ଏମିତି ଗ୍ୟାସିୟସ ଷ୍ଟେଟ ରେ ଗୋଟେ ଥିଲା, ସେ ଗ୍ୟାସିୟସ ଷ୍ଟେଟ ରେ ଥିଲା, ଯୋଉଠି କି ଏଇ ନେବୁଲା ଟା ଏଇ ଫିଗରରେ ଆକ୍ଚୁଆଲି ସର୍କୁଲାର ରେ ଦେଇଛି। କିନ୍ତୁ ମାନେ ଥିଓରି ଯେତେବେଳେ ସେ କହୁଛନ୍ତି, ଏଇଟା ଗୋଟେ ଡିସ୍କ ମାନେ ଏମିତି ଡିସ୍କ ସେପ ରେ ଥିଲା ଏଇ ନେବୁଲା ଟା। ଏ ନେବୁଲା ଟା ଯେତେବେଳେ ମାନେ କଣ ପ୍ରି ଏକ୍ଜିଷ୍ଟିଂ ରୋଟେଟିଂ ଷ୍ଟେଟ ରେ ଥିଲା। ଯେତେବେଳେ ମାନେ ପୁରା ପ୍ରି ଏକ୍ଜିଷ୍ଟିଂ ଷ୍ଟେଟ ରେ ଥିଲା, ସେ ରୋଟେଟ ହିଁ କରୁଥିଲା। ଗ୍ରାଜୁଆଲି କଣ କଲା, ଏଇ ଯୋଉ ରୋଟେଟିଂ ଫେଜ ଟା ଆସ୍ତେ ଆସ୍ତେ କୁଲିଂ ହବା ଷ୍ଟାର୍ଟ ହେଲା। ଯେତେବେଳେ କୁଲିଂ ହବା ଷ୍ଟାର୍ଟ ହେଲା, ତାର ଡେନସର ମେଟେରିଆଲ ଗୁଡା କଣ ହେଲା, ସବୁ ଶ୍ରାଙ୍କ ହେଲେ। ସେମିତି ସେମ କନସେପ୍ଟ କୋର ରେ ହେଲେ। ଦେନ୍ ମୋର ସ୍ପିନିଂ ଯେତେବେଳେ କୋରରେ କନସେନଟ୍ରେଟ ହେଲା, ଡେନସିଟି ବଢିଲା। ଏଇ ଯୋଉ ସ୍ପିନିଂ କରୁଥିଲା ବଡି ଟା, ରୋଟେଟିଂ ଅଲରେଡି ଥିଲା, ତାର ସ୍ପିନିଂ ଟା ବହୁତ ସ୍ପିଡ ହେଇଗଲା। ଯେହେତୁ ଡେନସିଟି ବଢିଲା ମାନେ ସ୍ପିନିଂ ବି ବହୁତ ହାଇ ହବ। ଗୋଟେ ଛୋଟ କମ ଡେନସିଟି ବଡି ଟା ଯେତିକି ଜୋର ସ୍ପିନିଂ କରିବ, ବେଶୀ ମାନେ ଲାର୍ଜ ଡେନସିଟି ବାଲା ବଡି ତ ହାୟର ସ୍ପିନିଂ କରିବ ନା। ତ ସେ ଏଟା ଯେତେବେଳେ ମାନେ ଯେତେବେଳେ ତାର ଡେନସିଟି ଟା ହାଇ ହେଇଗଲା, ତାର ସ୍ପିନିଂ ଟା ବି ବହୁତ ଜୋର ହେଲା। ତ ସେଇଠୁ କଣ ହେଲା, ତାର କୋର ଟା ବହୁତ ହିଟଅପ୍ ହେଲା। ଏଇ କୋର ଟା ଯେତେବେଳେ ହିଟଅପ୍ ହେଲା, ସେ କଣ କଲା, ଏଇ ସେଣ୍ଟର ରେ ସବୁ ହେଭିୟର
एलिमेंट गुड़ाक कनसेंट्रेट होते से जो आउटर एलिमेंट जेतिकी थिला लाइटर सेमानकु सब से सेमती जो कहते कि माने हिट अप हेकी सेंटर टा समस्त माने एमती बाहर को छाटिला भलिया हला जोटा कि कम पाई हला सेटा कि ए डिस्क रो गोटे सेंट्रीफ्यूगल फोर्स थिला हमरो जेते बेले गोटे बॉडी रोटेट करे एटी गोटे बॉडी रोटेट करूची दीटा फोर्स गोटे हला सेंट्रीपेटल आ गोटे हला सेंट्रीफ्यूगल सेंट्रीपेटल टा कोन जेते बेले एटा सेंटर को अट्रैक्ट करूथिबो जदि यार मास एटा सेटा हमर सेंट्रीपेटल सेंट्रीफ्यूगल कोन यार बाहर आड़ जति सेंट्रीपेटल फोर्स न थांदा ताले गोटे बॉडीटा जेते मूवमेंट करूची से मे बी इआडे जाइतंदा सिआडे जाइतंदा कुआडे जाइतंदा ठीक नाही तो सेंट्रीपेटल फोर्स करसी बोली से सब बेले टुवर्ड सेंटर ही की रहउची आ गोटे पाथ को फॉलो करूची सेंटी सेंट्रीफ्यूगल फोर्स कौन करूची सेंट्रीफ्यूगल फोर्स टा ताकू सब बेले बाहर आड़कू माने टाणी की रखिया को ट्राई करे तो ए जो बॉडीटा जेतेले रोटेट करूथिला स्पिनिंग हैला तार डेंसिटी बढ़ी बढ़ी गला आउटर मटेरियल जोका तार सेंट्रीफ्यूगल फोर्स जोगु कौन हैला तार आउटर मटेरियल गुडा को सब बाहर को ग्रेजुअली माने लेफ्ट अप गला माने फिंगिला भलिया सब बाहर को पळेला ना तो ए सेंट्रीफ्यूगल फोर्स मेन रीजन थिला माने जो आउटर मटेरियल गुडा को बाहर को फिंगिया को तो से जो बाहर मटेरियल जाक आसला सेमाने कोन हेले धीरे धीरे सेमाने तांको भितरे जहा जहार मॉलिक्यूलर माने वैल्यू सेम रहिला सेमाने कोन कले धीरे धीरे तांको भितरे गोटे बॉन्ड फॉर्मेशन करबा ट्राई कले आ सेटा को से निज निज भितरे गोटे स्टेप नेले निज निज भितरे गोटे बॉन्ड क्रिएट कले आ आस्ते आस्ते सेमाने ये तांकर रिएक्शन हिसाब रे से माने आइदर डेंस होउथिले कोल होउथिले तो एमिति हेकी हमर गोटे सोलर सिस्टम रो फॉर्मेशन हैला ए केस रो नेबुला रो प्रोटोसन हैला आगो सन रो फॉर्मेशन हैला जो हेवियर डेंसर मटेरियल गुडा इठी माने कोर रे कंसंट्रेट हेकी थिला से हिसाब रे एठी कोर रे रहिला देन से प्रोटोसन रो हमर एक्रीशन हेकी एमिति एमिति सब राउंड 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 स्टार्ट हैला आ हैला परे प्रोटो प्लैनेट स्टार्ट हैला लास्ट रे हमनकर सन रहिला और पूरा सोलर सिस्टम रो फॉर्मेशन हैला एटा पूरा पूरा माने थियोरी होउची नेबुलर हाइपोथेसिस प्रैक्टिकली जदि देखिबो सब किछि रो कांसेप्ट गोटे रे ही माने ए करूची ना गोटे ही थियोरी चारि पटे ही रिवॉल्व करूची आ देखिबो से सेम सेटा भी से गैसियस क्लाउड रो स्टार्ट हैला नेबुलर हाइपोथेसिस भी से नेबुलर रो स्टार्ट हैला सेठी खाली गैसियस क्लाउड पड़ला गोटे नेबुला जदि देखिबा आ गैसियस क्लाउड भितरे एतिकी ही डिफरेंस के सेटा गोटे सर्कुलर थाए आ सेठी एलिमेंट जाको माने बहुत हापाजटली एरे थांती एमाने गोटे डिस्क फॉर्मेशन रे थांती ऑलरेडी एमाने रोटेटिंग फेज रे ही थांती गोटे नेबुला को जदि हमें देखिबा तो एटा माने इवोल्यूशन थ्योरी भितरे दीटा ही पार्ट आछिला हमर गैसियस हाइपोथेसिस आ गोटे नेबुलर हाइपोथेसिस देन हमें जिबा गोटे कैटास्ट्रोफिक थ्योरी एटा कैटास्ट्रोफिक माने जानते वर्ड रे ही जानथिबो सडन जदि किछि गोटे जिंस फॉर्मेशन होउची माने पूरा कैटास्ट्रोफिक वे रे किछि गोटे सडन ब्रेक थ्रो हे जिवो सेटा को हमें कैटास्ट्रोफिक फेज कहउछु ना तो कैटास्ट्रोफिक थ्योरी कोन कैटास्ट्रोफिक थ्योरी भितरे दीटा आसुची प्लान प्लांटेसेमिला थ्योरी आ गोटे हला टाइडल हाइपोथेसिस जोटा कि चाम्बरलिन मोल्टन ଦେଇଥିଲେ ଆଉ टाइडल हाइपोथेसिस ଟା ଜିन्स एंड जेफ्री ଦେଇଥିଲେ जेटा तो प्लांटेसेमिला थ्योरी कोन कहउची माने एटा सब माने एठी देखो ए चित्र माने ऑलरेडी हमर गोटे सन एक्जिस्ट करूथला जोटा को हमें प्रोटोसन कहउछु आउ एटा गोटे ता संगे गोटे स्टार एटा आसिला कंपानियन स्टार तो ए सन ऑलरेडी एक्जिस्ट करूथिला ए जो कंपानियन स्टार गला से आस्ते 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 आ पाख देकी जेते बेले पास करला आर एते ग्रेविटेशनल पुल थिला जे से कोन करला आर जेते की माने ये थिला ना माने जो गोटा कोन स्मॉलर साइज रो एलिमेंट थिला से आस्ते आस्ते ए आर टू ही ना माने एमिति किछि नहीं गला ए कंपानियन स्टार टा प्रोटोसन हमर ऑलरेडी एक्जिस्ट करूथिला तो ए जो स्टार टा आ साइड रे जेते बेले एमिति पास करला से एई सब नहीं कि एमाने आस्ते आस्ते तांकर गोटे प्लैनेट और सोलर सिस्टम फॉर्मेशन कले सेठी पई प्लैनेट प्लान प्लान प्लानेट सेमिला थियोरी एटा ही कहूची जे प्रोटोसन रहला कंपानियन स्टार ए सब फॉर्मेशन हे केस से बुझी पारुथियो ए केस से फॉर्मेशन हे कि से ए थियोरी को के कहितले सेटा चैम्बरलिन मोल्टन होची ए थियोरी ता देथिले देन आमे जदी जिबा टाइडल हाइपोथेसिस केस भी से ऑलरेडी गोटे सन एक्जिस्ट करूथिला गोटे सन एक्जिस्ट करूथिला ए साइड रे गोटे मैसिव स्टार एमती पास करूथिला सन ऑलरेडी
तो ये टाइडल हाइपोथेसिस एई केस रे कहला कि एटा टाइडल शेप रे एई पार्ट टा पूरा टाइडल शेप रे अछि ना, जेंति पानी हमें टाइड आसले केंति पानी रेंति ऊपर नीचे हुए ना, तो से सन को कोन कला एंति गुटे टाइडल शेप देकी एटा कोन कला मैसिव स्टार टा जेतेले पास कला सेमिति यार भी किछि एलिमेंट यार भी किछि मैटर को से आस्ते एमिति एक्सट्रैक्ट करी कि एई सन रो से तापरे गोटे प्रोटोप्लानेट बनेला। एई प्रोटोप्लानेट आफ्टर द किछि टाइम परे कोन हेले गोटे सोलर सिस्टम रे कन्वर्ट हेले। एटा नॉर्मली ହେଲା टाइडल हाइपोथेसिस। एथिପାଇଁ याकू टाइडल हाइपोथेसिस सन रो शेप टाकू गोटे से एमती टाइड शेप रे କରି ଦେଇଛି, ସେଥିପାଇଁ ଏଟାକୁ टाइडल हाइपोथेसिस କୁହାଯାଏ, ଯୋଉଟା ପ୍ରୋଫେସର ଜିନ୍ସ ଆଉ ଜେଫ୍ରି ଦେଇଥିଲେ। ଏଟା ତମର ଯଦି ପଚାରିଲେ ନା ପଚାରି ପାରେ। ଆଉ ତମର ଏଠି ନେବୁଲାର ହାଇପୋଥେସିस ହିଁ ଟିକେ ବେଶୀ ଇମ୍ପୋର୍ଟାଣ୍ଟ ଅଛି, ଆଉ କିଛି ନାହିଁ। ବାକି ମୁଁ ବି ତମମାନେ ଗୋଟେ ବୁଝିବ ବୋଲି ତମମାନଙ୍କୁ ଗୋଟେ କହିଦେଲି କି ଏତିକି ହେଲା ମେନ୍ ଥିଓରି ମାନେ सोलर सिस्टम ର ଫର୍ମେସନ ର। ତାହେଲେ ଆମେ ଯିବା सन ପାଖକୁ, डिफरेंट लेयर ऑफ सन। तो सन रो जदी देखिबा हमर जेंति कहली सन ता हमर गोटे एवरेज साइज सन रे ही जीवा। आम सोलर सिस्टम रो पूरा सेंटर होची सन। सन नथिले आम सोलर सिस्टम रो किछि एग्जिस्टेंस ही नथांता। तो ओवरऑल एटा कोन हेची 6 लेयर ऑफ सन माने लेयर रे मेड ऑफ हेची, जो जो पार्ट तमरो इंपोर्टेंट से पार्ट को खाली कवर करूची। जेंति हम माने जानिछु हमर अर्थ रो किछि इनर पार्ट भी अछि, आउटर पार्ट भी अछि, जेंति क्रस्ट मेंटल कोर हम मानकर माने अर्थ इंटीरियर ऑफ द अर्थ पे जाउछि, सेंति सोलर पे भी किछि इंटरनल स्ट्रक्चर अछि ଆଉ କିଛି ଆଉଟର ଷ୍ଟ୍ରକ୍ଚର ଅଛି। ଇଣ୍ଟରନାଲ ଷ୍ଟ୍ରକ୍ଚରରେ ଯଦି ଦେଖିବା କୋର, ରେଡିଏଟିଭ ଜୋନ୍ ଆଉ କନଭେକ୍ସନ ଜୋନ୍, ଏଇ ତିନିଟା ଆମର ଆସେ ସନ୍ ର ଇଣ୍ଟରନାଲ ଷ୍ଟ୍ରକ୍ଚରରେ। ଆଉ ଯଦି ଆଉଟର ଷ୍ଟ୍ରକ୍ଚରରେ ଦେଖିବା ତାହେଲେ ଫଟୋସ୍ଫିୟର, କ୍ରୋମୋସ୍ଫିୟର ଆଉ କରୋନା। କରୋନା ଅଲରେଡି ଏକ୍ଜିଷ୍ଟ ଥିଲା। देखो तो फोटोस्फियर, क्रोमोस्फियर और कोरोना, ये तीनटा हला सन रो आउटर लेयर। और इंटरनल स्ट्रक्चर रे जाउची कोर, रेडिएटिव जोन और कन्वेक्शन जोन, ये तीनटा गला पूरा ये रे। तो जदी देखिबा गोटे गोटे करिक देखिबा, तो कोर हमर कोन कहूची, एटा पूरा हमर लोएस्ट लेयर ऑफ द सन। चित्र भी तुमको बुझे दूची, थ्योरी रे जहाँ लिखी सेटा ही तुमको कह दूची। तो कोर टा हमर जोटा कि पूरा लोएस्ट लेयर ऑफ सन इंटीरियर, पूरा सन रो न्यूक्लियर फ्यूजन टा ए कोर पार्ट रे ही फॉर्मेशन हुए। ମୁଁ କହିଥିଲି ସେଇଠି ଯେତେବେଳେ ପ୍ରୋଟୋଷ୍ଟାର ରୁ ଷ୍ଟାର ଫର୍ମେସନ ହୁଏ ସେତେବେଳେ କେତେ 15 ମିଲିୟନ ଡିଗ୍ରୀ ସେଲସିୟସ ପହଞ୍ଚିଲେ ହିଁ ସେ ଗୋଟେ ଷ୍ଟାର ର ଫର୍ମେସନ ହୁଏ। ତ ପ୍ରୋଟୋଷ୍ଟାର ରୁ ଷ୍ଟାର ଫର୍ମେସନ ହବାକୁ ତ ସନ୍ ର ଯୋଉ ନ୍ୟୁକ୍ଲିयर ଫ୍ୟୁଜନ ହଉଛି, ତାହେଲେ ସନ୍ ର ଯଦି କୋର ର ବି ଟେମ୍ପରେଚର ଆମେ ଜାଣିବୁ ତାହେଲେ ସେଟା ହଉଛି 15 ମିଲିୟନ ଡିଗ୍ରୀ ସେଲସିୟସ। କୋର ମାନେ ସନ୍ ର କୋର ର ଟେମ୍ପରେଚର ହଉଛି 15 ମିଲିୟନ ଡିଗ୍ରୀ ସେଲସିୟସ। देन आमे जीवा एटा हला कोर ऑफ द सन। देन हला रेडिएटिव जोन। रेडिएटिव जोन टा हमर कहूची जो ए कोर रु हीट टा रिलीज होची सेटा ए आउटर कोर को एटा एटा गोटे इंटरमीडिएटरी जोन। ए जोन टा रेडिएटिव जोन माने कोर रो जो हीट और टेम्परेचर टा रिलीज होची से एटा को आउटर लेयर को पास करूची थ्रू कोन टा रेडिएटिव जोन थ्रू। आ ए रेडिएटिव जोन टा जाय कि आर हीट टा जो स्टेज रे माने जो जोन रे जाय कि पहुंचुची सेटा को हम कहूची कन्वेक्शन जोन। ए जेंदी आम माने अर्थ रे इंटरनल कन्वेक्शन करंट आम मैंने से भी पढ़ुचु ना, जो जोटि कि हमर को स्टेट रे रहउची, जोटा हमर मेंटल रो ऊपर भीतर रहउची ना, क्रस्ट आ मेंटल रे ये रे रहउची। तो से हिसाब रे एठी जेते बेले रेडिएटिव जोन रो एठी हीट की एनर्जी टा होची, से कन्वेक्शन जोन रे एमिति गोटे फॉर्मेशन करी कि ये हीट आ एनर्जी पूरा सन रो आउटर को प्रोवाइड करूची। तो एटा फर्स्ट लेयर, सेकंड लेयर एटा हैला माने कन्वेक्शन जोन टा हैला तार थर्ड लेयर, जोटा कि गोटे कन्वेक्शन करंट ट्रांसफर करूची कोन सरफेस ऑफ द सन को एटा ट्रांसफर करूची। देन एटा एटा गला इंटरनल स्ट्रक्चर। देन जदी हमें आउटर स्ट्रक्चर देखिबा, आउटर स्ट्रक्चर रे हमर कोन फोटोस्फियर, क्रोमोस्फियर आउ कोरोना। तो फोटोस्फियर टा होची हमर पूरा लोअर मोस्ट लेयर माने पूरा फर्स्ट लेयर, जेंति हमर अर्थ रे एटमॉस्फियर अछि, ट्रोपोस्फियर, स्ट्रेटोस्फियर, सेंति जदि फास्ट पूरा लोअर मोस्ट लेयर देखिबा ताले फोटोस्फियर टा होची सन रो लोअर माने एटमॉस्फियर रो सबुठु लोअर मोस्ट लेयर, जोटा कि इहार केते होची 5500 डिग्री सेल्सियस या टेम्परेचर रहउची। तो विजिबल जेते भी माने आम माने विजिबल लाइट आम मानकर जेते भी ये होची ना, सेटा हमर ए फोटोस्फियर ही विजिबल होची। नॉर्मली आम माने फोटोस्फियर को ना माने जो ब्राइटेस्ट लेयर ऑफ द सन आम माने जदी कहूछु सेटा हला फोटोस्फियर। तो फोटोस्फियर आम माने जोटा देखुछु सेटा ही फोटोस्फियर जोटा आम मानकु देखा होची। देन आमे जिबा क्रोमोस्फियर को। क्रोमोस्फियर टा हला जोटा कि हमर इंटरमीडिएट जोन माने कोरोना और फोटोस्फियर मझी रे होची
ହଉଛି କ୍ରୋମୋସ୍ଫିୟର ଆଉ ଏଇଟା ଗୋଟେ ମାନେ ରେଡ ରିମ୍। କ୍ରୋମୋସ୍ଫିୟର ଆଉ କରୋନା ନା କେବଳ ସୋଲାର ଏକ୍ଲିପ୍ସ ଟାଇମ ରେ ହିଁ ଦେଖିପାରୁ ଆମେ। ନର୍ମାଲି ଆମମାନଙ୍କୁ ଯୋଉଟା ଭିଜିବୁଲ ହୁଏ ସେଟା ଫୋଟୋସ୍ଫିୟର। କ୍ରୋମୋସ୍ଫିୟର ଆଉ କରୋନା ମାନେ ସୋଲାର ଏକ୍ଲିପ୍ସ ନହେଲେ ଆମେ ଦେଖିପାରୁନି। ଏଇଥିରେ ଚିତ୍ରଟେ ଦେଇଛି ଦେଖିବ। ଏଇଟା ଯେତେବେଳେ ପୁରା ଟୋଟାଲ ସୋଲାର ଏକ୍ଲିପ୍ସ ହେଇଯାଉଛି ନା ସେତେବେଳେ ହିଁ ଆମମାନଙ୍କୁ କ୍ରୋମୋସ୍ଫିୟର ଆଉ କରୋନା ଟା ଭିଜିବୁଲ ହୁଏ। ତା ଆଗରୁ କେବେ ବି ଆମକୁ ମାନେ କ୍ରୋମୋସ୍ଫିୟର କି କରୋନା ମାନେ ଭିଜିବୁଲ ହେଇପାରେନି। ଯୋଉଟା ବି ଆମେ ଦେଖୁଛୁ ସେଇଟା କେବଳ ଫୋଟୋସ୍ଫିୟର ହିଁ ଦେଖୁଛୁ। ତ କ୍ରୋମୋସ୍ଫିୟର ଟା କ୍ରୋମୋ ମାନେ କଣ ଲାଇଟ। ନର୍ମାଲି ଆମେ ଯୋଉଟା କହୁ କ୍ରୋମୋ ୱାର୍ଡ ର ମିନିଂ ହଉଛି ଲାଇଟ। ତ ଏଇଟା ଗୋଟେ ଇଣ୍ଟରମିଡିଏଟାରୀ ଜୋନ ରହିଲା ଯୋଉଟା କି ଗୋଟେ ରେଡ ବିମ୍ ଟାଇପ ର ଦେଖାଯାଏ। ଏଇଠି ଦେଖିବେ ଟିକେ ଟିକେ ରେଡ ବିମ୍ ଲାଇଟ ରେ ଦେଖାଯାଏ। ଏଇଟା ଯେହେତୁ ଇଣ୍ଟରମିଡିଏଟାରୀ ଜୋନ ନା ଏଇଟା ହାଫ ସୋଲାର ଏକ୍ଲିପ୍ସ ରେ ବି ଦେଖାହବନି। କେବଳ ଟୋଟାଲ ସୋଲାର ଏକ୍ଲିପ୍ସ ଯେତେବେଳେ ହବ ସେତେବେଳେ ହିଁ ଆମେ କ୍ରୋମୋସ୍ଫିୟର ଆଉ କରୋନାକୁ ଦେଖିପାରୁ। ଦେନ୍ କରୋନା 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 ୱାର୍ଡ ର ମାନେ କଣ? ଏଠି ତ କରୋନା ଗଲାନି କିଏ କହିବ କରୋନା ୱାର୍ଡ ର ମିନିଂ କଣ କହୁଛି? କରୋନା ୱାର୍ଡ ମାନେ କିଙ୍ଗ ଲାଇଫ ଭାବେ ପରା। କରୋନା ୱାର୍ଡ ର ମିନିଂ ତ ଏଇ ଯୋଉ ଆଉଟର ଲେୟର ଟା ଏମିତି ଏମିତି ହେଇକି ଥାଏ ନା ମେ ବି ସେଥିପାଇଁ ତା ନାଁ କରୋନା ଅଛି। ଏମିତି 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 ଗୋଟେ ଷ୍ଟ୍ରକ୍ଚର ହେଇକି ଥାଏ ନା ତ ସେଥିପାଇଁ ମେ ବି ଆର ନାଁ ଟା କରୋନା ଦିଆଯାଇଛି। ତ କରୋନା ଆଉ କ୍ରୋମୋସ୍ଫିୟର ଟା ସବୁବେଳେ ଆମେ ଟୋଟାଲ ଏକ୍ଲିପ୍ସ ଟାଇମ ରେ ଦେଖା ହୁଏ। ଏଇ କରୋନାର କୋର ର ଟେମ୍ପରେଚର ଆମର ଥିଲା 5500 15 ମିଲିୟନ ଡିଗ୍ରୀ ସେଲସିୟସ। କ୍ରୋମୋସ୍ଫିୟର ଏ ଯୋଉ ଆମର ଇଏର ତାର ଫୋଟୋସ୍ଫିୟର ଆମେ କେତେ ଦେଖିଲେ 5500 ଡିଗ୍ରୀ ସେଲସିୟସ। କିନ୍ତୁ ମାନେ ଯୋଉଟା କି ବାହାରର ବେଶୀ ଟେମ୍ପରେଚର ହବା କଥା କିନ୍ତୁ କରୋନାର ଟେମ୍ପରେଚର ହଉଛି 2 ମିଲିୟନ ଡିଗ୍ରୀ ସେଲସିୟସ। କଣ ପାଇଁ ଆଉଟର ଲେୟର ଟା ଏତେ ଏତେ ମାନେ ହାଇଲି ଟେମ୍ପରେଚର ସେଟା ଏପର୍ଯ୍ୟନ୍ତ ବି କେହି ଡିସକଭର କରିନାହାନ୍ତି। ତା ପାଇଁ ନାସା ଗୋଟେ ମାନେ ପାର୍କର ସୋଲାର ପ୍ରୋବ ଗୋଟେ ପଠେଇଥିଲା ଯୋଉଟା କି 2008 ରେ ଏପର୍ଯ୍ୟନ୍ତ ବି ସେଇଟା ଅଛି। ମାନେ ଆମ ଅର୍ଥ ରେ ଯେତିକି ବି ଅଛି ଆମ ମାନଙ୍କର ଏପର୍ଯ୍ୟନ୍ତ ବହୁତ ହାଇ ଟେମ୍ପରେଚର ନା କିଛି ବି ଡିଭାଇସ ହଉ କିଛି ବି ସାଟେଲାଇଟ ହଉ ସେଠି ଯାଇକି ଏକ୍ଜିଷ୍ଟ କରି ହିଁ ପାରିବନି। ତ ଏପର୍ଯ୍ୟନ୍ତର ଯଦି ଗୋଟେ ବେଷ୍ଟ କିଏ ଯାଇକି ମାନେ ଏତେ ହାଇ ଡିଗ୍ରୀ ଟେମ୍ପରେଚର କୁ ରେଜିଷ୍ଟ କରିକି ରହିଛି ସେ ହେଲା ନାସାର ଏଇ ଗୋଟେ ପାର୍କର ସୋଲାର ପ୍ରୋବ ଯୋଉଟା କି 2018 ରେ ଛାଡା ହେଇଥିଲା। ଯୋଉଟା କି ସେଟା ଫାର୍ଷ୍ଟ ଟାଇମ ପାଇଁ ଫାର୍ଷ୍ଟ ମାନେ ଆର୍ଥ ର ଏମିତି ଗୋଟେ ଡିଭାଇସ ଯିଏ କି ଏପର୍ଯ୍ୟନ୍ତ ବି ଏକ୍ଜିଷ୍ଟ କରୁଛି। ସେ ଫାର୍ଷ୍ଟ ଟାଇମ ପାଇଁ କରୋନାର ଫଟୋ ଗୋଟେ ପଠେଇଥିଲା ମାନେ ଆର୍ଥ କୁ। ଫାର୍ଷ୍ଟ ମିଶନ ଟୁ ଟଚ୍ ଦ ସନ୍। ଏପର୍ଯ୍ୟନ୍ତ ଆଉ କିଛି ବି ସନ୍ ମାନେ ଆମର ଯାଇନି। ପଠେଇନୁ ଆମ ମାନେ ଆର୍ଥ ରୁ ଯିଏ ଯାଇକି ଆର୍ଥ ର ସନ୍ ର ସେତିକି ଟେମ୍ପରେଚର କୁ ରେଜିଷ୍ଟ କରିପାରିବ। ଇଣ୍ଡିଆର କୋଉ ଗୋଟେ ମିଶନ ଏବେ ଆମେ ରିସେଣ୍ଟଲି କଲୁ ମତେ କିଏ କହିବ ସେଇଟା? ସନ୍ ଆଦିତ୍ୟ ଆଦିତ୍ୟ L1 ସେଟା କୋଉଠି ଅଛି କୋଉ ପଏଣ୍ଟ ରେ ଯାଇକି ଷ୍ଟେସନ ହବ ସନ୍ ର? ସେ L1 ଲାଗ୍ରାଜନ ପଏଣ୍ଟ 1 ରେ। ହଁ L1 ରେ ରହିବ ଯୋଉଟା କି କେତେ କିଲୋମିଟର 1.5 କିଲୋମିଟର ଫ୍ରମ ଦ ଆର୍ଥ ରହିବ। ଆଦିତ୍ୟ L1 କୁ ଏଇଥିରେ 2023 ରେ ହିଁ ଯୋଉଟା ଆମ ମାନେ ଛାଡିଛି ନା। ଦେନ୍ ଗୋଟେ କନସେପ୍ଟ ଆମର ଆସୁଛି ସୋଲାର ଫ୍ଲେୟାର। ସୋଲାର ଫ୍ଲେୟାର ଯୋଉଟା ଆଉଟପୋଷ୍ଟ ସଡନ ଆଉଟପୋଷ୍ଟ ଯେତେବେଳେ ହଉଛି ମାନେ ସନ୍ ର ତ ସେତେବେଳେ କଣ ହଉଛି କିଛି ଏନର୍ଜି ତାର ରିଲିଜ ହଉଛି ଯୋଉଟାକୁ ଆମେ ମାନେ କି ସୋଲାର ଫ୍ଲେୟାର କହୁଛୁ। ଆଉ ଏଇଟା ସବୁବେଳେ ୟୁନିଫର୍ମ ନଥାଏ କେତେବେଳେ ତା ହିସାବରେ ଯେତେବେଳେ ଆଉଟପୋଷ୍ଟ ହବ ଫ୍ଲେୟାର ଟା କୋଉଠି ବହୁତ ହାଇ ରେ ଯାଉଛି ବହୁତ କମ ରେ ଯାଉଛି। ସେମିତି କିଛି ମେଣ୍ଡେଟୋରି ନାହିଁ କି ସୋଲାର ଫ୍ଲେୟାର ଟା ସବୁବେଳେ ୟୁନିଫର୍ମ ଯାଉଛି। କିନ୍ତୁ ଯଦି ଏନର୍ଜିର ସଡନ ଗୋଟେ କିଛି ଆଉଟପୋଷ୍ଟ ହଉଛି ସେଇଟାକୁ ଆମେ ସୋଲାର ଫ୍ଲେୟାର କହୁଛୁ। ଦେନ୍ ଗୋଟେ କନସେପ୍ଟ ଆମର ସନସ୍ପଟ ଆଉ ପ୍ଲେଜ। ପ୍ଲେଜ ଟା କଣ କହୁଛି ସନସ୍ପଟ ଟା ଆମର ଯେତେବେଳେ ସନ୍ ଟା ବ୍ରାଇଟେଷ୍ଟ ପୁରା ବ୍ରାଇଟେଷ୍ଟ ଦେଖା ହାଉଛି ପୁରା ଲାଇଟ ଇଏ ମାନେ ପୁରା ହ୍ୱାଇଟିଷ୍ଟ ଷ୍ଟେଜ ରେ ରହୁଛି ସେଟାକୁ ଆମେ ପ୍ଲେଜେସ କହୁଛୁ। ଯୋଉ ଡାର୍କ ସ୍ପଟ ରହୁଛି ଆମର କିଛି କିଛି ମାନେ ସନ୍ ରେ ସେଇଟାକୁ ଆମେ ସନସ୍ପଟ କହୁଛୁ। ସନସ୍ପଟ ଟା ଏଥିପାଇଁ ମାନେ ଆମ ମାନଙ୍କ ପାଇଁ ବହୁତ ବଡ ଗୋଟେ ଆମ ମାନଙ୍କ ତ ନାଇଁ ଯୋଉମାନେ ମାନେ ଏକ୍ସପେରିମେଣ୍ଟ କରୁଛନ୍ତି କି ସାଟେଲାଇଟ ଛାଡୁଛନ୍ତି ସେମାନଙ୍କ ପାଇଁ ବହୁତ କାରଣ ଏଇଟା ନା ନର୍ମାଲି ଆମ ମାନଙ୍କର ଯୋଉ ମ୍ୟାଗ୍ନେଟିକ ଫିଲ୍ଡ ଜେନେରେଟ ହଉଛି ନା ସନ୍ ର ଗୋଟେ ମ୍ୟାଗ୍ନେଟିକ ଫିଲ୍ଡ ଯୋଉଟା କି ଆର୍ଥ ପାଇଁ ବି ବହୁତ ଇମ୍ପୋର୍ଟାଣ୍ଟ। ସେ ମ୍ୟାଗ୍ନେଟିକ ଫିଲ୍ଡ ଟା ଏଇ ସନ୍ ର ସନସ୍ପଟ ରେ ହିଁ ଯୋଉ ଯୋଉ ଜାଗାରେ ସନସ୍ପଟ ଅଛି ସେଇ ଜାଗାରେ ହିଁ ଏଇ ମ୍ୟାଗ୍ନେଟିକ ଫିଲ୍ଡ ର ସବୁ କିଛି ୱାର୍କ ଟା ପରଫର୍ମ ହୁଏ। ତ ସେଥିପାଇଁ ଯୋଉ ଡାର୍କର ସ୍ପଟ ଟା ରହୁଛି ସନ୍ ର ଫଟୋସ୍ପିୟର ସେଇଟାକୁ ଆମେ କହୁଛୁ କଣ ମାନେ ସନସ୍ପଟ ଆଉ ସେଇ ସନସ୍ପଟ ତାର ଟେମ୍ପରେଚର ଆପ୍ରୋକ୍ସିମେଟଲି କେତେ
ମାନେ 3800 डिग्री सेल्सियस तार टोटल टेम्परेचर टा, सेठी ही तार नॉर्मली सेटा एथिपाई इम्पोर्टेंट कि जेते भी मैग्नेटिक एक्टिविटी माने परफॉर्म होउची सेटा होउची से माने सन रो सनस्पॉट जगह रे ही परफॉर्म होउची। आ एई सनस्पॉट टा कोन हुए एबे देखिबा ए सनस्पॉट टा कोन हुए गोटे साइक्लिक पीरियड रे चली थाए जेतेबेले माने 11 ईयर रे ही एटा चेंज होता है जेतेबेले जम्मा टोटल सनस्पॉट न थाए सेटा को हमें कहू सोलर मिनिमा। जेतेबेले सनस्पॉट टा पूरा हाईएस्ट रे थाए हाईएस्ट माने तार हाईएस्ट पोजीशन रे पहुंचे माने याठो अधिक सनस्पॉट सनस्पॉट सन रे हेई ही पारिबोनी सेटा को हमें कहू सोलर मैक्सिमा। तो ए साइकिल टा जो गोटे साइक्लिक फॉर्म रे होता है एटा को टोटल 11 ईयर लगे एटा गोटे माने इम्पोर्टेंट कॉन्सेप्ट जो सनस्पॉट टा वेरी करू थाए टाइम टू टाइम साइक्लिक मेनर रे सेटा टोटल 11 ईयर रे गोटे गोटे थर परफॉर्म होता है। आ सोलार मैक्सिमा जेतेबेले कि लार्जर नंबर ऑफ सनस्पॉट आमे ऑब्जर्व करू आ सोलार मिनिमा आमे कोन को जेतेबेले मिनिमम नंबर ऑफ सनस्पॉट आमे ऑब्जर्व करू सेटा बेलको आमे सोलार मिनिमा कहू। ए दुटा जाने तो एते देखो पूरा हाईएस्ट नंबर ऑफ सनस्पॉट एटी टोटली भी नहीं आइदर जीरो थाए नहले पूरा नेग्लिजिबल थाए। देन आम गोटे कनसेप्ट आसीबा सोलार विंड कौन कहूची जेतेबेले हमर माने आसुची ना फ्लेयर जाक कि विंड जाक जे सन रो भी तो एटमॉस्फेयर अछि ना तो बहुत थिन भी थाई पारे बाकी ता एटमॉस्फेयर जेतेबेले प्रोटॉन और इलेक्ट्रॉन रो गोटे स्ट्रीम ता माने कंटिन्यूअसली ब्लो करूची माने तार कोरोना पार्ट तो सेटा को हम माने कहूची सोलार विंड। आ से सोलार विंड रो इंपोर्टेंट एथि पई ए सोलार विंड पई हम मानकर दीटा माने बहुत सारा ए व्यू तो हम माने देखि नथिबा आर्कटिक रीजन और आंटार्कटिक रीजन ए दीटा परफॉर्म हुए सेटा भी से माने तार मैग्नेटिक फील्ड भी रेस्पोंसिबल होची प्रोटॉन इलेक्ट्रॉन भी रेस्पोंसिबल होचंती से सब पई गोटे कांसेप्ट होची ऑरोरा बोरियलिस आ गोटे ऑरोरा ऑस्ट्रेलिस जोटा कि आर्कटिक रीजन रे हमें बोरियलिस कहूछु ऑस्ट्रेलिस हमें कहूछु आंटार्कटिक रीजन रे को शॉर्ट रे आसे आर माने बोरियलिस टा को रीजन रे देखा जाए ऑस्ट्रेलिस टा को रीजन रे देखा जाए आ एटा मेनली ए सोलार विंड पई ही होची। से सोलार विंड रे भी जो इलेक्ट्रॉन और प्रोटॉन टा अछंती से दीटा ही रेस्पोंसिबल होचंती आर्कटिक रीजन और आंटार्कटिक रीजन रे ए सारा सीनरी देखा पूरा लाइटनिंग हो जाए सुंदर सुंदर डिफरेंट डिफरेंट लाइट रे पूरा पूरा व्यू आसी जाए सेठी। तो तापरे सन केते मिनिट लागे अर्थ रे रीच करबा को 8 मिनिट 16.6 सेकंड ताकू लागे अर्थ रे रीच करबा को सनलाइट ए देखो वेट तार केते 109 टाइम बिगर देन अर्थ आ जदी टोटल वेट देखिबा सन रो 2 into 10 to the power 27 टन एतिकी थिला पूरा सन रो कॉन्सेप्ट सब बुझिबा भड़ी तो सेमिति किछि नथिला टिके टिके से थ्योरी आ सब मने रखिबा पाठ जा तम मन के इंपोर्टेंट लगे सब मने रखिदबो। तेरा हमें जीवा प्लैनेट को प्लैनेट कौन प्लैनेट रो डेफिनेशन आसी जाए क्वेश्चन प्लैनेट क्वेश्चन आसी जाए तो आगुरु प्लैनेट रो डेफिनेशन गोटे अलगा थिला 2006 रे इंटरनेशनल एस्ट्रोनॉमिकल यूनिट एही होची हमर प्लैनेट रो डेफिनेशन जाको को सब माने डिसाइड करे ना तो 2006 रे इंटरनेशनल एस्ट्रोनॉमिकल यूनिट डेफिनेशन चेंज कर देला प्लैनेट को। तो प्लैनेट रो डेफिनेशन हिसाब रे कंडीशन 2006 हिसाब रे करे तो गोटे इंडिपेंडेंट ऑर्बिट थिबो तार around the sun independent orbit thibo it should have enough mass to achieve hydrostatic equilibrium माने एमती माने सन रहिला माने एमती गोटे स्फेरिकल हो जोटा कि हमें नॉर्मली एलिप्टिकल हो माने ए शेप रे जदी रहउथिबो इंडिपेंडेंट ऑर्बिट थिबो निजर ऑर्बिट थिबो इंडिपेंडेंट ना कि आउ का ऑर्बिट सच देखि होथिबो अगेन एटा कोन थिबो गोटे स्फेरिकल शेप रे ही रहउथिबो। आउ देन थर्ड कंडीशन कोन इट शुड हैव ए क्लियर नेबरहुड माने क्लियर नेबरहुड माने ता पाखरे जदी एठी हमर सन रहला ए जदी गोटे प्लैनेट थिबो माने ताहारी साइज रे कंपेरेबल तो ताहारी साइज रो आउ किछि भी गोटे बॉडी यार पाख आखरे किछि भी नथिबा हमें हम सोलर सिस्टम को जदी देखिबा तो ଆମ सोलर सिस्टम को जब देखिबा तो ଆମ सोलर सिस्टम रे जे माने तो देखुଛୁ तो ସମସ୍ତେ ନିଜ ନିଜର ଗୋଟେ ପାଥ ଫର୍ମେସନ କରୁଛନ୍ତି ଆଉ ତାଙ୍କ ଆଖପାଖେ ସେମିତି ବି କିଛି ତାଙ୍କରି ସାଇଜ ରେ କିଛି ମେଜର ବଡି ନାହାନ୍ତି ନା ତ ଏଇ ତିନିଟା ଜିନିଷକୁ ଯିଏ ଫଲୋ କରୁଥିବ ତ ସେମାନଙ୍କୁ ହିଁ ଗୋଟେ ପ୍ଲାନେଟ ଭିତରେ ମାନେ କାଉଣ୍ଟ ହବ ଏଟା କି ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନମିକାଲ ୟୁନିଟ ଯୋଉଟା କି 2006 ରେ ହିଁ ଚେଞ୍ଜ କଲା।
ସେଇଥିରୁ ଗୋଟେ କନସେପ୍ଟ ଏଇ କେସ୍ ପରେ ଆମର ପ୍ଲୁଟୋକୁ ଗୋଟେ ଡ୍ୱାର୍ଫ ପ୍ଲାନେଟ ହିସାବରେ ରେକଗ୍ନାଇଜ କରାହେଲା ନା, ଯୋଉଟା କି ଆଗରୁ ଆମେ ମାନେ ଗୋଟେ ପ୍ଲାନେଟ ରେ କାଉଣ୍ଟ କରୁଥିଲେ ସେଟା ଡ୍ୱାର୍ଫ ପ୍ଲାନେଟ ରେ କାଉଣ୍ଟ ହେଲା। ଡ୍ୱାର୍ଫ ପ୍ଲାନେଟ କାହାକୁ କୁହାହେଲା, ମାନେ ଏଇ ଫାର୍ଷ୍ଟ ଦିଟା କନସେପ୍ଟ କୁ ଯିଏ ମାନେ ଏଗ୍ରି କରୁଥିବ ଯୋଉ ବି ବଡି, ସେଇଟା ହେଲା ଡ୍ୱାର୍ଫ ପ୍ଲାନେଟ। ମାନେ ତାର ଏଇ ଥାର୍ଡ କ୍ୟାପାସିଟି ନଥିବ କି ତାର ନେବରହୁଡ ରେ ମାନେ ତାହାରି ସାଇଜ ର ବହୁତ କମ୍ପାରେବୁଲ ରେ ଯଦି ସେମିତି ତାର ଭିସିନିଟିରେ ଗୋଟେ ସେମିତି କିଛି ମାନେ ପ୍ଲାନେଟ ରହିଲା, ତାହେଲେ ସେଟା ପ୍ଲାନେଟ ରେ। ତ ଡ୍ୱାର୍ଫ ପ୍ଲାନେଟ କେସ ରେ ସେଇ ସେମ କେସ ହେଲା କଣ, ଏଇ ଦିଟା କେସ କୁ ତ ସେ ଫୁଲଫିଲ କରୁଛି, କିନ୍ତୁ ଏଇ ଥାର୍ଡ କେସ କୁ ତା କେସ ରେ ଆପ୍ଲାଇ ହଉନି, ସେଥିପାଇଁ ତାକୁ କଣ କୁହାହେଲା ଡ୍ୱାର୍ଫ ପ୍ଲାନେଟ। ତ ଡ୍ୱାର୍ଫ ପ୍ଲାନେଟ ରେ କଣ, ଏବେ କରେଣ୍ଟଲି ଯଦି ଦେଖିବା ଆମର 5ଟା ଡ୍ୱାର୍ଫ ପ୍ଲାନେଟ ଅଛନ୍ତି। ପଚାରେ କ୍ୱେଶ୍ଚନ ତ ଏରିସ୍, ପ୍ଲୁଟୋ, ହୁମା, ମେକ୍ନେସ୍ ଆଉ ସିରସ୍, ଏଇ 5ଟା ଆମର ଏବେ ପର୍ଯ୍ୟନ୍ତ ଡିସ୍କଭର ହବା ଭିତରେ ଏଇ 5ଟା ଡ୍ୱାର୍ଫ ପ୍ଲାନେଟ ଅଛନ୍ତି। ତ ଯେତେବେଳେ ଆଉ କିଛି ନନ୍ ସାଟେଲାଇଟ ବଡି ଅଛନ୍ତି ଯୋଉଟା କି କେବଳ ଏଇ ଫାର୍ଷ୍ଟ କଣ୍ଡିସନ କୁ ହିଁ ମାନେ ଏଇ ଫାର୍ଷ୍ଟ କଣ୍ଡିସନ କୁ ଫୁଲଫିଲ କରନ୍ତି। ଏ ଦିଟା କଣ୍ଡିସନ ସେମାନଙ୍କ ଭିତରେ ଖାଲି ଇଣ୍ଡିପେଣ୍ଡେଣ୍ଟ ଅରବିଟ ଥିବ, ଯୋଉମାନେ କି ସନ୍ ଆରାଉଣ୍ଡ ରେ ବୁଲୁଥିବେ, ଯେମିତି କି ଆଷ୍ଟ୍ରଏଡ ହଉ, କମେଟ ହଉ, ମିଟେରାଇଟ୍ସ ହଉ, ସେମାନେ ଯୋଉମାନେ ବୁଲୁଥିବେ ସେମାନଙ୍କୁ ଆମେ କଣ କହୁଛୁ, ସ୍ମଲ୍ ସୋଲାର ସାଟେଲାଇଟ ସିଷ୍ଟମ ବଡି, ଯୋଉଟାକୁ SSSB ଯୋଉଟା କହୁଛୁ, ଯୋଉଟା କି କେବଳ ଗୋଟେ ନନ୍ ସାଟେଲାଇଟ ବଡି ହଉଥିବ ଆଉ ଗୋଟେ ସନ୍ ର ଚାରିପଟେ ଅରବିଟ କରୁଥିବ, ସେଇଟାକୁ ଆମେ କହୁଛୁ ସ୍ମଲ୍ ସୋଲାର ସିଷ୍ଟମ ବଡି। ତ ଆମର ଏବେ ଯଦି ଦେଖିବା ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନମିକାଲ ୟୁନିଟ୍ ହିସାବରେ ଆମର 8ଟା ପ୍ଲାନେଟ ଅଛନ୍ତି। ଆଗରୁ 9ଟା ଥିଲେ। ପ୍ଲୁଟୋ ଗୋଟେ ଡ୍ୱାର୍ଫ ପ୍ଲାନେଟ ରେ ପଳେଇଲା, ତ 8ଟା ପ୍ଲାନେଟ ମର୍କ୍ୟୁରୀ, ଭେନସ୍, ଆର୍ଥ, ମାର୍ସ, ଯୋଉ ଏଇ 4ଟାକୁ ଆମେ କଣ କହୁ, ଟେରେଷ୍ଟ୍ରିଆଲ ପ୍ଲାନେଟ, ଯୋଉଟାକୁ ଇନର ପ୍ଲାନେଟ ବି କହୁଛୁ। ସେମିତି ଜୁପିଟର, ସଟର୍ନ, ୟୁରାନସ୍, ନେପଚୁନ, ଏଇଟାକୁ ଆମେ କହୁଛୁ ଜୋଭିଆନ ପ୍ଲାନେଟ, ଯୋଉଟାକୁ ଆମେ କହୁଛୁ ଆଉଟର ପ୍ଲାନେଟ। ତାପରେ ଡିକ୍ରିଜିଂ ସାଇଜ ହିସାବରେ ବି କେବେ କେବେ ତମର କ୍ୱେଶ୍ଚନ ଆସିଯାଏ, ଜୁପିଟର, ସଟର୍ନ, ୟୁରାନସ୍, ନେପଚୁନ, ଆର୍ଥ, ଭେନସ୍, ମାର୍ସ, ମର୍କ୍ୟୁରୀ। ଖାଲି ମନେ ରଖିବା କ୍ୱେଶ୍ଚନ, କିଛି ବୁଝିବା ଏଇଠି ନାହିଁ। ଟେରିଷ୍ଟ୍ରିଆଲ ଦେନ୍ ଜୋଭିନିଆଲ ପ୍ଲାନେଟ, ୟା ଭିତରେ ଗୋଟେ ଡିଫରେନ୍ସ ବି ପଚାରେ। ଏଇଟା ସର୍ଟ ଟାଇମ ରେ ଯଦି ରିଭିଜନ କରିବାକୁ, ଏଇଟା ଟିକେ ବହୁତ ଭଲ ଗୋଟେ ଚିତ୍ର ଥିଲା, ମୁଁ ଏଠି ରଖିଦେଇଛି, ଦେଖିବ ମାନେ ଏମିତି ଆଇରନ୍ କୋର ଥିବ, ଏଠି ସିଲିକେଟ କୋର, ଆଇସ୍ କୋର, ଏଇ ଜିନିଷକୁ ଟିକେ ଦେଖିଦବ। ଦେନ୍ ଯଦି ଟେରେଷ୍ଟ୍ରିଆଲ ଆଉ ଜୋଭିନିଆଲ ପ୍ଲାନେଟ ଭିତରେ ଆମେ ଡିଫରେନ୍ସ ଦେଖିବା। ମୋ କରେଣ୍ଟ ପଳେଇଛି, ଯେତିକି ମାନେ ହେଇପାରୁଛି ମୁଁ ସେତିକି କରିଦଉଛି, କେତେବେଳେ କଟିଯିବ ବି। ତ ସେଇଟା ଟିକେ ଦେଖିଦବ। ତ ଯଦି ଆମେ ଟେରେଷ୍ଟ୍ରିଆଲ ପ୍ଲାନେଟ ଆଉ ଜୋଭିନିଆଲ ପ୍ଲାନେଟ ଭିତରେ ଦେଖିବା, ଦେନ୍ କଣ ହଉଛି ଆମର ଡିଫରେନ୍ସ, ଏଇଟା ଟେରେଷ୍ଟ୍ରିଆଲ ପ୍ଲାନେଟ ରେ ଏଇଟା ଆର୍ଥ ଲାଇକ ଯେତିକି ବି ରକି ଷ୍ଟ୍ରକ୍ଚରରେ ରହୁଛି ସେଟା ଟେରେଷ୍ଟ୍ରିଆଲ ପ୍ଲାନେଟ। ଜୋଭିନିଆଲ ପ୍ଲାନେଟ ରେ କଣ, ଜୁପିଟର ଲାଇକ ଗ୍ୟାସେସ୍ ଯୋଉଟା ରହୁଛି ସେଇଟା ହେଲା ଜୋଭିଆଲ ପ୍ଲାନେଟ। ଦେନ୍ ଡେନ୍ସିଟି ଆମର ଏଇଠି ରହୁଛି ଆମର ହାଇ ଡେନ୍ସିଟି, ସେଠି ରହୁଛି ଆମର ଲୋୟର ଡେନ୍ସିଟି। ଟେମ୍ପରେଚର, ହାଇ ଟେମ୍ପରେଚର ରହେ, ସେଠି ଲୋୟର ଟେମ୍ପରେଚର। ଥିନ୍ ଏଟମୋସ୍ଫିୟର, ଆଉ ସେ କେସ ରେ ମାନେ ଜୋଭିନିଆଲ ପ୍ଲାନେଟ କେସ ରେ ଆମର ହଉଛି ଥିକ୍ ଏଟମୋସ୍ଫିୟର। ଆମ ମାନଙ୍କର ଥିନ୍ ଏଟମୋସ୍ଫିୟର, ଅଧାରେ ତ ନାହିଁ। ଫାର୍ଷ୍ଟ ଯଦି ମର୍କ୍ୟୁରୀ, ସେମାନଙ୍କର ତ ଏଟମୋସ୍ଫିୟର ହିଁ ନାହିଁ। ବାକି ଫାର୍ଷ୍ଟ ଯୋଉଟା ଆମର ଆଉଟର ପ୍ଲାନେଟ ରହିଲେ ସେମାନଙ୍କର ପୁରା ଥିକ୍ ଏଟମୋସ୍ଫିୟର। ହାୟର ନମ୍ବର ଅଫ ସାଟେଲାଇଟ ରହୁଛି, ଆଉ ତ ଲୋୟର ନମ୍ବର ଅଫ ସାଟେଲାଇଟ ରହୁଛି। ଦେନ୍ ନୋ ରିଙ୍ଗସ୍ ଇନ ଦ ପ୍ଲାନେଟ, ଆଉ ଏଟାରେ ରହୁଛି ପ୍ରେଜେନ୍ସ ଅଫ ଦ ରିଙ୍ଗ। ରୋଟେସନ, ସ୍ପିଡ ଅଫ ରୋଟେସନ ଟା ରହୁଛି ଏ କେସ ରେ ଲୋୟର, ଆଉ ଦ ସ୍ପିଡ ଅଫ ଦ ରୋଟେସନ ଟା ଏଠି ରହୁଛି ହାୟର। ତ ମତେ କିଏ ଗୋଟେ କହିପାରିବ କି ଯୋଉ ରିଙ୍ଗସ୍ ରହିଛି ଆମର ଜୋଭିନିଆଲ ପ୍ଲାନେଟ ଚାରିପଟେ, ଯୋଉଟା କି ମାର୍ସ ର ପରେ ପରେ ଦେଖା ହୁଏ ନା, ଜୁପିଟର ଠୁ ଷ୍ଟାର୍ଟ, ଜୁପିଟର ଆଗରୁ ଷ୍ଟାର୍ଟ, କଣ ପାଇଁ ସେ ଜୋଭିନିଆଲ ପ୍ଲାନେଟ ରେ ରିଙ୍ଗସ୍ ଟା କଣ ପାଇଁ ଦେଖା ହୁଏ? ଗ୍ରାଭିଟେସନ ପୁଲ ଟା ସେଠି ବହୁତ କମ ଥାଏ। କମ ଥାଏ କି ଷ୍ଟ୍ରଙ୍ଗ ଥାଏ? ନାଇଁ, କମ ଥାଏ। ମାନେ ରିଙ୍ଗ, ସନ୍ ର ଯୋଉ ଗ୍ରାଭିଟେସନାଲ ପୁଲ ଟା ହଁ ଅଛି ସେ ହଁ ଜାଗାରେ କମ ଥାଏ ତ। କମ ଥାଏ, ବାକି ଜୋଭିନିଆଲ ପ୍ଲାନେଟ ମାନଙ୍କର ଗ୍ରାଭିଟେସନାଲ ଫିଲ୍ଡ ଟା ବହୁତ ଷ୍ଟ୍ରଙ୍ଗ ଥାଏ, ତ ସେଇଠି ସେଇଟାକୁ କ୍ୟାରି କରିକି ରଖନ୍ତି। ହଁ ସେଇଟା ହିଁ ହଉଛି। ଭେରି ଗୁଡ। ତ ଆଇସ୍ ରିଙ୍ଗ ଟା ଯଦି ଆମେ ନର୍ମାଲି ଦେଖିବା, ରିଙ୍ଗ ଟା କଣ, ମାନେ ସେଇ ଯୋଉ ରିଙ୍ଗ ଟା ହେଇଛି ସେଟା କଣ, ଗୋଟେ ଆଇସ୍ ଡଷ୍ଟ ପାର୍ଟିକଲ ହଉ, ରକ୍ ପାର୍ଟିକଲସ ହଉ, ସେ ସବୁ ହିଁ ସେ ରିଙ୍ଗ ଅଣ୍ଡରରେ ଆସୁଛନ୍ତି। କି ମୁନ ର ବି ଯୋଉ ପାର୍ଟିକଲ୍ସ ଗୁଡାକ ଲେଫ୍ଟ ଓଭର ପାର୍ଟିକଲ୍ସ ରହିଲା, କମେଟ ର ହଉ, ଆଷ୍ଟ୍ରଏଡ ର ହଉ, ଯୋଉ ଲେଫ୍ଟ ଓଭର ପାର୍ଟିକଲ ଗୁଡା ହଉଛି, ସେ ସବୁ ହିଁ ସେଇ ରିଙ୍ଗ ଫର୍ମେସନ ଗୋଟେ କରୁଛନ୍ତି। ଜୋଭିନିଆଲ ପ୍ଲାନେଟ ଟାର ଯେହେତୁ ଷ୍ଟ୍ରଙ୍ଗ ଗ୍ରାଭିଟେସନାଲ ଫିଲ୍ଡ ଅଛି, ତ ସେଥିପାଇଁ ସେ ସେଇଟାକୁ ଗୋଟେ ହୋଲ୍ଡ କରିକି ରଖି ପାରୁଛନ୍ତି। ଆଉ ସେଇଟା ସେଇଟା ତାଙ୍କ ଚାରିପଟେ ହିଁ ସେ ଗୋଟେ ଅରବିଟ କରିକି ରହୁଛନ୍ତି। ତ ଏଇଟା ହିଁ ରିଜିନ ହେଲା ମେନଲି କଣ, ଜୋଭିନିଆଲ ପ୍ଲାନେଟ ର ରିଙ୍ଗ ଫର୍ମେସନ ହବାରେ। ଆକ୍ଚୁଆଲି ଇନଫର୍ମେସନ ଏଇଟା ସବୁ ମନେ ରଖିବାର ଅଛି, ପୁରା ଘୋଷିବାର ଅଛି। ମର୍କ୍ୟୁରୀ କି ଯଦି ଦେଖିବା, ସବୁଠୁ କ୍ଲୋଜେଷ୍ଟ ପ୍ଲାନେଟ ଅଫ ଦ ସନ୍, ତାର ଏଟମୋସ୍ଫିୟର ନାହିଁ,
ତାର କିଛି ନ୍ୟାଚୁରାଲ ସାଟେଲାଇଟ ବି ନାହିଁ। ଆଉ ସବୁଠୁ ଯେତେ ବି ରିଭଲ୍ୟୁସନ ହୁଏ ସବୁଠୁ ଫାଷ୍ଟେଷ୍ଟ ରିଭଲ୍ୟୁସନ ହଉଛି କାହାର, ମର୍କ୍ୟୁରୀର। ଦେନ୍ ଭେନସ୍, ଭେନସ୍ ଟିକେ ସବୁଠୁ ଇମ୍ପୋର୍ଟାଣ୍ଟ, ଯାହାକୁ ଆମେ ଆର୍ଥ ର ବି ଟୁଇନ୍ସ କହୁ, ନନ୍ ଏଜ ଦ ଇଭନିଂ ଷ୍ଟାର ବି କହୁ ତାକୁ ଆମେ, ମର୍ଣ୍ଣିଂ ଷ୍ଟାର ବି ଭେନସ୍, ବ୍ରାଇଟେଷ୍ଟ ପ୍ଲାନେଟ ଆଉ ହଟେଷ୍ଟ ପ୍ଲାନେଟ ବି, ବ୍ରାଇଟେଷ୍ଟ ବି ଆଉ ହଟେଷ୍ଟ ବି। ଆଉ ଡେନ୍ସିଟି ଆଉ ସାଇଜ ଟା ପୁରା ସିମିଲାର ହୁଏ ଆର୍ଥ, ସେଥିପାଇଁ ଆମେ ତାକୁ ଆର୍ଥ ର ଟୁଇନ୍ସ ବି କହୁ। ଆର ଏଟମୋସ୍ଫିୟର ରେ 95% ହଉଛି କାର୍ବନ ଡାଇଅକ୍ସାଇଡ, ସେଥିପାଇଁ ଏଠି ଲାଇଫ ପସିବଲ ହେଇପାରିନି ଏପର୍ଯ୍ୟନ୍ତ। ଆର ଆଟମୋସ୍ଫିୟର ଟା 95% ହେଲେ କାର୍ବନ ଡାଇଅକ୍ସାଇଡ। ଆର ନେଚୁରାଲ ସାଟେଲାଇଟ କିଛି ନାହିଁ। ଆଉ ସବୁଠୁ ସ୍ଲୋଏଷ୍ଟ ରୋଟେସନ ହଉଛି ଯଦି କାହାର ଦେଖିବା ସେଟା ଆମେ ଭେନସ ର। ଆଉ ଏ ହଉଛି ଗୋଟେ ରୋଟେସନ, ସମସ୍ତେ ୱେଷ୍ଟ କୁ ଇଷ୍ଟ, ଆଉ ଗୋଟେ ଇଏ ହେଲା ଇଷ୍ଟ ଟୁ ୱେଷ୍ଟ ରୋଟେଟ କରେ, ମାନେ ବେକୱାର୍ଡ ରୋଟେଟ କରେ ହଉଛି ଭେନସ। ଆର୍ଥ ହେଲା ଆର୍ଥ ରେ ତ ସବୁ ଜାଣିଛ ଗୋଟେ କନସେପ୍ଟ, ଡେନସେଟ ପ୍ଲାନେଟ ଇନ ଦ ସୋଲାର ସିଷ୍ଟମ। ମତେ କୁହ ଡେନସେଟ କଣ ପାଇଁ ଏଟା? ଆର୍ଥ କୁ କଣ ପାଇଁ ଆମେ ଡେନସେଟ ପ୍ଲାନେଟ ଇନ ଦ ସୋଲାର ସିଷ୍ଟମ କହୁଛୁ? वाटर टा प्रेजेंट ଅଛି। ୱାଟର, ୱାଟର ଏବେ ତମେ ମାର୍ସ ରେ ବି ପାଇଲୁନି। ମେନଲି ଆଇରନ ର ପ୍ରେଜେନ୍ସ ରହୁଛି, ମାନେ ଯୋଉ ଇଣ୍ଟେରିୟର ଅଫ ହାର୍ଟ ଯେତେବେଳେ ପଢିବୁ କୋର ରେ ବି ଦେଖିବୁ ଆଇରନ ପ୍ରେଜେଣ୍ଟ ରହୁଛି ନା କୋର ରେ ତାର, ନିକେଲ ଆଇରନ ସେ ସବୁ, ତ ଆଇରନ ର ପ୍ରେଜେଣ୍ଟ ଅଛି ବୋଲି ସବୁଠୁ ଡେନସେଟ ପ୍ଲାନେଟ ଇନ ଦ ସୋଲାର ସିଷ୍ଟମ କୁହାହୁଏ। ଆକୁ ତ ବ୍ଲୁ ପ୍ଲାନେଟ, ମୁନ ତାର ସାଟେଲାଇଟ, ସବୁ ନର୍ମାଲ ଜିନିଷ, ମୁଁ ତାକୁ ଆଉ କିଛି ଲେଖିନି। ଡେନସେଟ ଏଥିପାଇଁ କାରଣ ଆଇରନ ର ପ୍ରେଜେନ୍ସ ରହୁଛି ବୋଲି, ଆଇରନ ର ପ୍ରେଜେନ୍ସ ରହୁଛି ବୋଲି ଆମେ ତାକୁ ଡେନସେଟ କହୁଛୁ। ଦେନ୍ ମାର୍ସ, ମାର୍ସ ଟା ହେଲା ରେଡ ପ୍ଲାନେଟ କହୁଛୁ, ତାର ଦିଟା ସାଟେଲାଇଟ ଫୋବସ୍ ଆଉ ଡେମୋସ, ଯୋଉଟା କି ଏଇଟା ଗୋଟେ ଗୋଲ୍ଡିଲକ୍ ଜୋନ ରେ ମାର୍ସ ଆସୁଛି। ଗୋଲ୍ଡିଲକ୍ ଜୋନ ଆମେ କାହାକୁ କହୁ, ଯୋଉଠି କି ଲାଇଫ ପସିବଲ ହେଇପାରେ, ଯୋଉଠି କି ଯେମିତି କି ଗୋଟେ ଲାଇଫ ର କ୍ରିଏସନ ପାଇଁ ମେନ୍ ଯେମିତି ଗୋଟେ ୱାଟର ଦରକାର, ଅକ୍ସିଜେନ ଦରକାର, ତ ସେଥିପାଇଁ ଆମେ କହୁଛୁ ନା ଏବେ ଇଲନ ମସ୍କ ର ପୁରା ମାନେ ସମସ୍ତଙ୍କୁ ମାର୍ସ କୁ ପଠେଇବାରେ ଏବେ ଲାଗିଛି ସେ ତାର ଏକ୍ସପେରିମେଣ୍ଟ ଥ୍ରୋରେ। ତ ମାର୍ସ ଟା ହିଁ ଗୋଟେ ହେଲା ଆମର ଆର୍ଥ, ଯଦି ଆଉ ସେକେଣ୍ଡ ପ୍ଲାନେଟ କୋଉଟା ଗୋଟେ ଗୋଲ୍ଡିଲକ୍ ଜୋନ ଅଣ୍ଡର ରେ ଆସୁଛି ସେଇଟା ହେଲା ଆମର ମାର୍ସ। ତ ସେ ମାର୍ସ ରେ କଣ ଗୋଲ୍ଡିଲକ୍ ଜୋନ ଟା ସେଇଟାକୁ କୁହେ, ଯୋଉଟା କି ଗୋଟେ ଲାଇଫ ପସିବଲ ହେଇପାରେ, ଯୋଉଠି ଲାଇଫ ମାନେ ବଞ୍ଚିବାର ଯାହା ଯାହା ମାନେ ଗୋଟେ ହ୍ୟୁମାନ ମାନେ ଲାଇଭେବଲ କଣ୍ଡିସନ ହେଇପାରେ, ସେଟାକୁ ଆମେ କହୁ ଗୋଲ୍ଡିଲକ୍ ଜୋନ। ତ ମାର୍ସ ଟା ଗୋଟେ ଗୋଲ୍ଡିଲକ୍ ଜୋନ ଅଣ୍ଡର ରେ ଆସୁଛି। ଏଠି ଗୋଟେ ତାର ଗୋଟେ ହାଇଏଷ୍ଟ ମାଉଣ୍ଟେନ ଅଛି ଯୋଉଟାକୁ ଆମେ ନିକ୍ସ ଅଲମ୍ପିଆ କହୁ, ଯୋଉଟା କି ଆମର ମାର୍ସ ରେ ଅଛି। ଆଚ୍ଛା ମତେ ଏଇଠି ତମ ମାନେ କୁହ କଣ କଣ ମିଶନ ଏବେ ମାର୍ସ ରେ ଆମମାନଙ୍କର ଯାଇଛି, ଆଉ ଅଲରେଡି ଇଣ୍ଡିଆରେ କଣ ଅଛି, ୱାର୍ଲଡ ରେ କଣ ଅଛି, ମତେ ତମ ମାନେ କୁହ, ମୁଁ ଲେଖିବି। ତମେ ତ ସବୁ ଏକ୍ସାମ ଦେଇଛ, କରେଣ୍ଟ ଟପିକ ପଢୁଥିବ, ମତେ କୁହ କଣ କଣ ମିଶନ ଅଛି ମାର୍ସ ରେ ସବୁ, ତ ସେଥିପାଇଁ ତମ ମାନଙ୍କ ପାଇଁ ଛାଡିଛି ଏଟା। मंगलयान। मंगलयान। मंगलयान मार्स ऑर्बिटर मिशन। ହଁ ଆଉ ୱାର୍ଲଡ ରେ ଆଉ କିଛି ଅଛି କି ନାହିଁ? ଆମର ତ ମଙ୍ଗଲୟାନ ଅଛି, ଆଉ मार्स ओडेसी ଗୋଟେ ଅଛି ୱାର୍ଲଡ ରେ। ହୁଁ very good। ସେଟା କାହାର ମିଶନ ଥିଲା ସେଟା? ସେଟା ନାସା ବୋଧେ ମାନେ। ହୁଁ ନା ସାର, ଆମର ମଙ୍ଗଳୟାନ ଟା କେବେ ଯାଇଥିଲା ସେଟାକୁ ଆମେ 2013। 13 ସିଓର? ମୁଁ ବି ଜାଣିନି, ଦେଖ ତମେ ଯାହା କହିବ ସେଇଟା ହିଁ। 13 ନାଇଁ ମ୍ୟାଡାମ ଲାଗୁଛି। 13 ନୁହଁ 16 17 କି 18 ଆଡକୁ ବୋଧେ ଯାଇଥିଲା। କିଏ ଗୋଟେ ଗୋଟେ ମିନିट ଚେକ୍ कर। ମାସ ଅର୍ବିଟା 49। 14। हाँ मैडम 2013 5 नवंबर 2013 सर मैं ओके मन पड़ला दीपावली टाइम रे थिला वर्षा पकुतला से टाइम रे जाइता। ନା ଭେରି ଗୁଡ୍। ଠିକ ଅଛି, ତ ଏଇଟା ହେଲା ମିଶନ। ଏଇଟା ଗୋଟେ ଓଡିଶୀ, ଆହୁରି ବହୁତ ସାରା ହେଇଛି, ଟିକେ ମନେ ରଖୁଥିବ ଆଉ କଣ କଣ ଆଉ ହେଇଛି ବୋଲି। ଆଉ ବାକି ମଙ୍ଗଲୟାନ ଟା ତ ଆମର ନେକ୍ସଟ, ଆମର ଆଉ କଣ ପ୍ରୋଜେକ୍ଟ ଅଛି, କିଛି ଅଛି କି ଫ୍ୟୁଚର ମାନେ ଏବେ ପ୍ଲାନିଂ ଆଉ ମାର୍ସ ପାଇଁ? ଇଣ୍ଡିଆର ଆଉ କିଛି ଅଛି? ନାଇଁ? ହଉ ଚାଲ ଦେନ୍ ଜୁପିଟର କୁ ଯିବା।
ଜୁପିଟର ଆମର ଏଇଟା 11 ସାଇଜ ହେଲା, ମାନେ ଆର୍ଥ ର 11 ଟାଇମ୍ସ ହେଲା, ମାନେ ସାଇଜ ରେ ତାଠୁ ବଡ। ଆର୍ଥ ଟୁ 71% ଅଫ ଦ ଟୋଟାଲ ମାସ ହେଲା ଅଲ୍ ପ୍ଲାନେଟ ର 71%। ତ ସେଥିପାଇଁ ସବୁଠୁ ବଡ ପ୍ଲାନେଟ ଏଇଟାକୁ କୁହନ୍ତି ନା ଲର୍ଡ ଅଫ ଦ ହେଭେନ୍ସ ବି କହୁଛନ୍ତି ଆମେ ଜୁପିଟର କୁ, ଲର୍ଡସ ଅଫ ଦ ହେଭେନ। 79 ସାଟେଲାଇଟ ଅଛି। ଯେତିକି ମନେ ରଖିପାରୁଛ ଏଇଠି ମନେ ରଖିଦିଅ, ନହେଲେ ପରେ ଟିକେ ରିଭିଜନ କରିକି ଯେତେ ପାରିବ ମନେ ରଖିଦବ ତାକୁ ଟିକେ। କେତେବେଳେ କୋଉ କୋଶ୍ଚେନ ଆସିଯିବ ଜଣା ନାହିଁ ନା, ବାକି ଜାଣୁଛି ମାନେ ଇନଫର୍ମେସନ ଓଭରଲୋଡେଡ ଏଇ ସବୁ। ବାକି ଛାଡି ବି ପାରିବନି, କମ୍ପିଟିସନ ବଢି ବଢି ଯାଉଛି, ସିଟ ସେମିତି କମି କମି ଯାଉଛି। ତ ଗୋଟେ ଗୋଟେ କୋଶ୍ଚେନ ର ବି ବହୁତ ସାରା ରହୁଛି। ବାକି ଆସୁନି ତ ବୋଧେ ଓପିଏସସି ପ୍ରିଲିମ କୋଶ୍ଚେନ ପକେଇନି 5 ବର୍ଷ ହେଲା ମୁଁ ତ କିଛି ଓପିଏସସି ରେ ବି କିଛି କୋଶ୍ଚେନ ପାଇଲିନି। ୟୁପିଏସସି 2-3ଟା କୋଶ୍ଚେନ ହିଁ ଥିଲା ଖାଲି ତାର। ତ ଓପିଏସସି ରେ ଦିଟା ପକେଇଥିଲା, ଗୋଟେ ସେ ଯୋଉ ଲାଇଟ ଇୟର ର ପକେଇଥିଲା, ଲାଇଟ ଆଉ ଇୟର ଗୋଟେ ହଁ ଆଉ ଗୋଟେ ଯୋଉ 8 ମିନିଟ ଯୋଉ ଲାଇଟ ଆସେ ଆସେ, ହଁ ତାର ହଁ ରିଲେଟେଡ ଗୋଟେ ପକେଇଥିଲା, ହଁ। ସେ ଏ ଦିଟା ଲାଇଟ ଥିଲା। ଇୟର ଟା, ହଁ ଏଇ ଲାଇଟ ଇୟର ଟା ତାର ଗୋଟେ ଫେଭରାଇଟ ଇଏ ବୋଧେ। ପ୍ରାୟତଃ ଓପିଏସସି ର ଅଲଗା ଏକ୍ସାମ ରେ ବି ସବୁ ଆସୁଛି। ଲାଇଟ ଇୟର ଟା ଟିକେ କନଫ୍ୟୁଜିଂ କରିକି ପକଉଛି। ତ ସେଇଟା ଦେନ୍ ୟାର 79ଟା ସାଟେଲାଇଟ ଅଛି। ଏଇ ଚାରିଟା ଇମ୍ପୋର୍ଟାଣ୍ଟ ସେତେ ନାହିଁ, ଘୋଷିଦବ ଯଦି ଘୋଷିଦବ ଆଉ। ଆୟ, ୟୁରୋପା, ଗ୍ୟାନିମେଡ, କାଲିସ୍ଟୋ, ଏସବୁ ଏଟାକୁ ସବୁ ଗ୍ୟାଲିଲିୟନ ମୁନ କୁହାଯାଏ। କେହି ହିଁ ତାକୁ ଡିସ୍କଭର କରିଥିଲେ ବୋଲି। ଫାଷ୍ଟେଷ୍ଟ ରୋଟେସନ ଏଇଟା। ଦେନ୍ ଗ୍ୟାନିମେଡ ଇଜ ଦ ଲାର୍ଜେଷ୍ଟ ସାଟେଲାଇଟ ଅଫ ଦ ସୋଲାର, ପୁରା ସୋଲାର ସିଷ୍ଟମ ରେ। ଏଇଟା ଇମ୍ପୋର୍ଟାଣ୍ଟ ଅଛି, ଏଟା ମନେ ରଖିଦବ ଟିକେ। ମତେ କୁହ ଜୁପିଟର ର କଣ କଣ ମିଶନ ଇଣ୍ଡିଆରୁ କିଛି ଯାଇଛି କି, ନା ୱାର୍ଲଡ ରେ ହିଁ ଖାଲି? ତମମାନେ ମନେ ପକେଇଲେ ତମମାନଙ୍କ ସାଙ୍ଗେ ସାଙ୍ଗେ ମନେ ରହିଯିବ। ଏସବୁ ମିଶନ ଟିକେ ଇମ୍ପୋର୍ଟାଣ୍ଟ ବୋଲି ମୁଁ ତମମାନଙ୍କ ପାଇଁ ଛାଡିଛି। କୁହ ତମମାନେ ମତେ। ଭଏଜର ଗୋଟେ ଯାଇଥିଲା ନାସାରୁ। ହୁଁ, ଏଇ ସ୍ପେଲିଂ କି ତାର? ନାଇଁ କି? ହଁ ଠିକ ଅଛି। ହଁ, ଆହୁରି ଗୋଟେ ୟା ଆଗରୁ ଯାଇଥିଲା ବୋଧେ। ଗୋଟେ ଜୁନ ବି ବୋଧେ। यस मैम। ନାଇଁ କି, ଜୁନ ମିଶନ ବି ଗୋଟେ ଯାଇଥିଲା ମୋର ଯେତିକି ଯୋଉ ମନେ ଅଛି। କରେଣ୍ଟ ରେ 2023 ରେ ଗୋଟେ ଯାଇଥିଲା ଜୁସ୍ ମିଶନ ଥିଲା। କୋଉ କଣ୍ଟ୍ରି, ନାସା କି ଇଣ୍ଡିଆ? ସେଟା ନାଇଁ, ୟୁରୋପିଆନ ୟୁନିୟନ। ୟୁରୋପିଆନ ସ୍ପେସ ଏଜେନ୍ସି। ଆଚ୍ଛା, ୟୁରୋପିଆନ ସ୍ପେସ ଏଜେନ୍ସି। କଣ ଥିଲା ମିଶନ ର ନା? ସେଇଟା ଜୁନଟା ଜୁସ୍, JUIC। ମାନେ ଯେମିତି ଆମର ଚନ୍ଦ୍ରୟାନ ର ଥିଲା ଆଇସ୍, ମାନେ ପୋଲାର ସାଇଡରେ ଯୋଉ ଆଇସ୍ ହୁଁ ର ମାନେ ହୁଁ ୱାଟର ହୁଁ ଟା ଆଇସ୍ ଫର୍ମରେ ଅଛି, ସେଟା ତାର ସେମିତି ଅଛି ଥିଲା। ହଁ। ଜୁସ ର ବି ଆଇସ୍, ମାନେ ଇଏ କଣ ଠିକ ସେ ମନେ ପଡୁନି, କିନ୍ତୁ ଆଚ୍ଛା 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 2023 କରେଣ୍ଟ ଆଫେୟାର ପଡିଛି। ଆଚ୍ଛା ଆଚ୍ଛା, ଜୁନ ଟା ବୋଧେ ନାସାର। ନାସା ସ୍ପେସ ପ୍ରୋବ ଏଇଟା ଥିଲା ଜୁନର। ଆଉ ଏଟା ବି ତ ବୋଧେ ବଜର ଆଉ ପାୟନିର ବି ଗୋଟେ ଥିଲା ବୋଧେ। ପାୟନିର ହଁ ମିଶନ, ଏ ମ୍ୟାଡାମ, ଦିଟା ତ ପାୟୋନିୟର ହଁ। ବି। ହଁ, ଏ ଦିଟା ସାରା ନାସାର ମିଶନ ଥିଲା ବୋଧେ। ଏ ମିଶନ ଗୁଡା ଟିକେ ମନେ ରଖିବ। ଏଟା ୟୁରୋପିଆନ ସ୍ପେସ ଏଜେନ୍ସି ଆଉ। ଦେନ୍ ଆମେ ଆସିବା ସଟର୍ନ, ସେକେଣ୍ଡ ଲାର୍ଜେଷ୍ଟ ପ୍ଲାନେଟ। ଲାଇଟେଷ୍ଟ ପ୍ଲାନେଟ, ଯେତେ ବି ପ୍ଲାନେଟ ଅଛନ୍ତି ପୁରା 8ଟା ବି ସବୁଠୁ ଲାଇଟେଷ୍ଟ ପ୍ଲାନେଟ। ଡେନସିଟି ହେଲା ଲେସ୍ ଦେନ୍, ମାନେ ୱାଟର ଡେନସିଟି ବି ଆର ଡେନସିଟି କମ ସାଟର୍ନ ର। ହାଇଏଷ୍ଟ ନମ୍ବର ଅଫ ସାଟେଲାଇଟ ହେଲା 82। ଟାଇଟନ ବୋଧେ। ଟାଇଟନ ଟା ହେଲା ତାର ସବୁଠୁ ଲାର୍ଜେଷ୍ଟ ସାଟେଲାଇଟ ଅଫ ସଟର୍ନ। ଆର କିଛି ମିଶନ ଅଛି କି? ଗୋଟେ ହିଁ ଖାଲି ଥିଲା, ବହୁତ ଆଗରୁ 1997 ରେ। ମନେ ରଖିଥା, କେତେବେଳେ କାମରେ ଆସିବ। ପାଠ ତ କେବେ ବି ଆସିନି। କ୍ୱିଜେନ୍ସ 1997 ରେ ନାସା ପଠେଇଥିଲା ନା ଏଇଟା ପ୍ଲାନେଟ ରୁ ଇଏ କରିବାକୁ, ଯୋଉଟା କି ମାନେ ବେକ ବି କରିଗଲାନି ମାନେ 2004 ରେ। ଏ ଗୋଟେ ହିଁ ମିଶନ ଏପର୍ଯ୍ୟନ୍ତ ସଟର୍ନ ର ଷ୍ଟଡି କୁ ଯାଇଛି, ଯୋଉଟା କି ନାସା ହିଁ ପଠେଇଥିଲା। ଦେନ୍ ଆମର ଆସିଲା ୟୁରାନସ୍। ୟୁରାନସ୍ ଟା ହେଲା ଆର ମେନଲି ଏଇଟା ସବୁଠୁ ଇମ୍ପୋର୍ଟାଣ୍ଟ। ଆମେ ଯେମିତି ଆମ ଆର୍ଥ ଟା ଟିଲଟେଡ ହେଇଛି 23.5 ଡିଗ୍ରୀ ନା, ଏ ତାର ଏକ୍ସିସ ଟା 98 ଡିଗ୍ରୀ ପୁରା ଟିଲଟେଡ ହେଇଯାଇଛି ଏକ୍ସିସ ସହିତ। ସେଥିପାଇଁ ସେ ଯୋଉ ରିଭଲ୍ଭ, ଯୋଉ ରୋଟେସନ କରେ ନା ନିଜ ଏକ୍ସିସ ରେ, ସେ ରୋଟେସନ ଟା ତାର ରିଭଲ୍ୟୁସନ ଭଳି ଜଣା ପଡେ। ୟୁରାନସ ରେ ଗୋଟେ ହିଁ ଇମ୍ପୋର୍ଟାଣ୍ଟ ପାର୍ଟ।
जोटा कि माने पूरा पूरा तार 98 डिग्री हो जाइए तो रिभल्व कले माने रोटेशन कले सेटा रिभल्व रिभल्व बोली जणा जाए सेटिपई ताको कहंती कि रिभल्व ऑन इट्स एक्सिस एटा रोटेशन रे जाएनी एटा रिवोल्यूशन रे जाए आ सेही रोटेशन को आमे कोन को ए वर्ड ता जदी पारियो मने रखिबो रेट्रोग्रेड रोटेशन आमे सेटा को कहू जेतु सेटा रिवोल्यूशन भली देखा हुए रेट्रोग्रेड रोटेशन को हुए जोटा को आमे सेटा रिवोल्यूशन अंडर रे ही जाउची एटा किए आइडेंटिफाइड बाय द विलियम हर्शेल 1781 रे से होची यूरानस को फाइंड करथिले द नेपच्यून हैला सबुठु फार्देस्ट आ जोटा कि ओनली प्लैनेट नॉट विजिबल इन द नेकेड आई एट आमे सब प्लैनेट को चाहिले भी नेकेड आई रे देखि परिबो बाकी नेपच्यून को देखि हबनी मोनर ट्विन ऑफ यूरानस ए पूरा ट्विन्स जेंति भेनस हैला अर्थ रो ये हैला यूरानस रो लार्जेस्ट सैटेलाइट ट्रिटन तार टोटल होची 16 टा आ एटा हैला ट्रिटन टा हैला तार सब लार्जेस्ट सैटेलाइट हाइड्रोजन आ हीलियम यार एटमॉस्फेयर रे अछंती सेथिपाई एटा गोटे ब्राइट एजर ब्लू भलिया देखा जाए ए प्लैनेट टा नेपच्यून टा डिस्कवरी पाई जेजी गेल इन 1846 रे हमर ए डिस्कवरी करथिले एटा कि जेजी गेल इन 1846 এটা ହେଲା ନେପଚୁନ ଏତିକି ଆମର ଟୋଟାଲ ଥିଲା ସୋଲାର ସିଷ୍ଟମ ର କନସେପ୍ଟ କିଛି ଏଠି ଜିନିଷ ବୁଝିବାକୁ ନାହିଁ ଦେନ୍ ଆଉ ଖାଲି ଗୋଟେ ଥିଲା ପ୍ଲୁଟୋ ଯୋଉଟା କି ଏବେ ଡୁଆର ପ୍ଲାନେଟ ରେ ଯାଇଛି ସେଇଟାକୁ ତାର ଯଦି ଗୋଟେ ପ୍ଲୁଟୋରେ ଦେଖିବା ପ୍ଲୁଟୋ ଟା ତ ଡୁଆର ପ୍ଲାନେଟ ରେ ପଳେଇଛି ତାପରେ ପ୍ଲୁଟୋ ଟାକୁ ଗୋଟେ ନମ୍ବର ଆମେ ମାନେ ଆସାଇନ କରିଦେ ଯେତେବେଳେ ତାର ମାନେ ସେଟା ଡୁଆର ପ୍ଲାନେଟ ରେ ଗଲା ତାକୁ ଗୋଟେ ଆମେ ଆସାଇନ କରିଦେଇଥିଲୁ ନମ୍ବର ଏଇ ନମ୍ବର ଟା ପ୍ରାୟତଃ ପଚାରିଛି 13430 ହିଁ ନା ଏଇଟା ହିଁ ଆଉ ସେଟା 2006 ରେ ହିଁ ସେଟା ଡୁଆର ପ୍ଲାନେଟ କ୍ୟାଟାଗୋରୀ ରେ ଗଲା ଆଉ ଯଦି ମାନେ ଆମେ ଦେଖିବା ଏଇ ଡୁଆର ପ୍ଲାନେଟ ର ଯେମିତି ସବୁ ପ୍ଲାନେଟ ର ସାଇଜ ହିସାବରେ ଦେଖିଲେ ଯେମିତି ଡିକ୍ରିଜିଂ ସାଇଜ ହିସାବରେ ଯଦି ସବୁ ଡୁଆର ପ୍ଲାନେଟ ର ଡିକ୍ରିଜିଂ ସାଇଜ ହିସାବରେ ଦେଖିବା ଡୁଆର ପ୍ଲାନେଟ ର ଯଦି ଡିକ୍ରିଜିଂ ସାଇଜ ଦେଖିବା ଦେନ୍ ପ୍ଲୁଟୋ ओके एटा ही तार डिक्रीजिंग साइज देखो सोलार सिस्टम ना एते इम्पोर्टेंट आसुनी आरो आउ से जरा एक्लिप्स आउ मून सेही पार्ट टिके थिला ताकू माने पढ़िबा ना सीधा माने इंटरनल स्ट्रक माने इंटीरियर ऑफ द अर्थ स्टार्ट करबा सेटा त माने को मु ता नोट बने छि नुवा टॉपिक सीधा स्टार्ट करबा ना यार मून आउ ये टिके डिस्कशन कर दिबा क्वेश्चन तो एते आसुनी एक्लिप्स वगैरह तमे जानी थिबो सब टिके कारण मते ना नॉर्मली 10टा क्लास ही 15टा क्लास ही असाइन करा है जियोग्राफी रे एई सब जिंस रे रोटेशन रिवोल्यूशन एई सब रे गलानी किंतु बेसिक क्वेश्चन तमरो से सब रु आसुची तो से नुवा टॉपिक को सीधा जिबा कि एठी आउ टिके मून से ये से सब डिस्कशन करबा कोन कहूच ना से एक्लिप्स वगैरह निजे निजे टिके देखि दबो ना ताको टिके टिके डिस्कशन करि दबा ଟିକେ ଟିକେ ହିଣ୍ଟ ଦେଇ ଖାଲି ମ୍ୟାଡାମ ନହେଲେ ବଢେଇଥିଲି ठीक अछि पूरा भी न बुझेଇଲେ ଟିକେ ଟିକେ हाँ ଖାଲି हाँ ଏମିତି ଦେଖେଇଦେଲେ डायग्राम हाँ ଆଗକୁ ଆଗକୁ ଏଇ କରିଦେଲେ ଏଇ ଏଇ ଏମିତି ଯେତିକି ହଉଛି ଏଇଟା ତମକୁ କିଛି ମାନେ ଏକ୍ସଟ୍ରା ଇନଫର୍ମେସନ ଲାଗୁଛି କି ନା ୱେଷ୍ଟ ଅଫ ଟାଇମ ତମ ମାନଙ୍କୁ କିଛି ଲାଗୁଛି କି ମୁଁ ମାନେ ମତେ ଲାଗୁଛି ନା ମୁଁ ବେଶୀ ପଢି ଦଉଛି ନା ମୁଁ କିଛି ତମ ଟାଇମ ୱେଷ୍ଟ କରୁଛି କି ପଢା ନାଇଁ ଠିକ ରେ ମ୍ୟାମ୍ ଯାଉଛି ଠିକ ଅଛି ମ୍ୟାମ୍ ଏଗୁଡ଼ା ଠିକ ଅଛି ତ ହଁ ଠିକ ତ ମାନେ ମୁଁ ଇନଫର୍ମେସନ ଟିକେ କହିଲେ ବି ବୁଝିଥିଲେ ସବୁବେଳେ ତମମାନଙ୍କୁ କାମରେ ଆସିବ ବୋଲି ମୁଁ ସେଇ ଜିନିଷ ହିସାବରେ ବୁଝି ଦଉଛି ଠିକ ଅଛି ମୁଁ ତ ସେ ମୋ ନିଏର ସିଧା ନୂଆ ଟପିକ ଯିବା ଭାବିଥିଲି ମୁଁ ନେକ୍ସଟ କ୍ଲାସରେ ଟିକେ ତାହେଲେ ନଅଟା ହେଲା ମୁଁ ନେକ୍ସଟ କ୍ଲାସରେ ଖାଲି ମୁଁ ଆଉ ସେ ଏକ୍ଲିପ୍ସେସ୍ ଟିକେ କହିଦେଇକି ସିଧା ଇଣ୍ଟେରିୟର ପାର୍ଟ କୁ ଯିବା ଆଉ ଆମେ ମାନେ ନେକ୍ସଟ କ୍ଲାସରେ ଅଳ୍ପ ଟିକେ ଟିକେ ଖାଲି କହିଦେବି ଦେନ୍ ଇଣ୍ଟେରିୟର ପାର୍ଟ ଷ୍ଟାର୍ଟ କରିବା ତାପରଠୁ ଆଉ କିଛି ନାହିଁ ତମମାନଙ୍କର ବି ଯଦି ଦେଖିବ ଆଉ ଟିକେ ଟେକ୍ନିକାଲ ପାର୍ଟ ରହିଲା କ୍ଲାଇମେଟୋଲୋଜି ସେଟା ଟିକେ ବୁଝିବ ଇଣ୍ଟେରିୟର ଅଫ ଆର୍ଥ ରେ ସେମିତି ଇନଫର୍ମେସନ ଖାଲି ଯଦି ଟିକେ ଆମେ ଦେଖିବା ସେ ମେଣ୍ଟାଲ କୋର୍ସ ସେ ସବୁ ଇଏରେ ସେ ଯୋଉ ରହିଛି ପିପିଟି ସେଇ ଗୁଟେନବର୍ଗ ସେଗୁଡା ଟିକେ ମନେ ରଖିବାଟା ଆଉ କଣ ଏସଏ ବାର ବି ସେ ସବୁ ଜଲ୍ଦି କଭର ହେଇଯିବ ଖାଲି ଇନଫର୍ମେସନ ଅଛି ଏତେ କିଛି ବୁଝିବାର ନାହିଁ
ଖାଲି ରିଭିଜନ ଥ୍ରୋରେ ହିଁ କରୁଥିବା। ତାପରେ ରହିଲା କ୍ଲାଇମେଟୋଲୋଜି ଟା ଟିକେ ଟାଇମ ଲାଗିବ। ତମମାନଙ୍କର ପୁରା ସେ ଏୟାର ପ୍ରେସର ସେଟା ବୁଝିବା, କେମିତି ସାଇକ୍ଲୋନ ଫର୍ମେସନ, ଆଉ କ୍ଲାଇମେଟୋଲୋଜିର ପୁରା ସବୁ ଜିନିଷ ତମମାନେ ଯୋଉ ଦେଖ କେମିତି ମନସୁନ ର ପାର୍ଟ ଟା ପୁରା ଟେକ୍ନିକାଲ ଅଛି। ତମେ ଯଦି ସେଠି ଗୋଟେ ଗୋଟେ ୱାର୍ଡ କୁ ଯଦି ନ ବୁଝିବ ସେଇ ପାର୍ଟ ଟା ଟିକେ ଟାଇମ ଲାଗିବ। ଦେନ୍ ଓସିଆନ କରେଣ୍ଟ ହଉ, ତାପରେ ସେଟା ତୁମର ଯୋଉ ଫର୍ମେସନ ଇଣ୍ଡିଆନ ପାର୍ଟ ରେ ତମର ଫର୍ମେସନ ଯୋଉ ହିମାଲୟାନ ପାର୍ଟ ଟା ସେଠି ଯୋଉ ଅଛି ସେ ପାର୍ଟ ଟା ଟିକେ ରହିବ। ନହେଲେ ତ ଆଉ ସବୁ ତୁମର ଓରୋଗ୍ରାଫିକ ହଉ, ତମର ସଏଲ ଫର୍ମେସନ ହଉ, ସେ ସବୁ ଗୁଡାକ ଖାଲି କନସେପ୍ଟ ଆମ ମାନଙ୍କୁ ମନେ ରଖିବାର। ଯେତିକି ଇମ୍ପୋର୍ଟାଣ୍ଟ ଥିବ ମୁଁ ତମମାନଙ୍କୁ ଦେଇଦେବି। ତମାନେ କାହିଁକିନା ଏଠୁ ଟିକେ ଜଲ୍ଦି ସାରିଲେ ମୁଁ ଭାବୁଛି 2ଟା କ୍ଲାସ ରେ ତମମାନଙ୍କର ଓଡିଶା ଜିଓଗ୍ରାଫି ଟିକେ କଭର କରିଦେବି। ବାକି ସାର୍ ମତେ 15ଟା କ୍ଲାସ ହିଁ ଆସାଇନ କରିଛନ୍ତି ନା, ତ ଦେଖିବା ସେଇ ହିସାବରେ ଯେତିକି କଭର ହେଇପାରିବ ଆଉ। 9:30 ତକ କ୍ଲାସ କଲେ ଦେଖ ସେମିତି ବି ନା ପିଲା କେହି ମାନେ କାହିଁ ଅନଲାଇନ ତ ଆସୁ ହିଁ ନାହାନ୍ତି। ଫିର ବି ମୋର ରେସପନସିବିଲିଟି, ତମେ ଗୋଟେ ପିଲା ଥିଲେ ବି ମୁଁ ପଢେଇବି ତମମାନଙ୍କୁ, ସେମିତି କିଛି ନାହିଁ। ତ 9:30 ତକ ତମମାନେ ବସି ପାରିବ କି? 9:30 ତକ କ୍ଲାସ ହେଲେ ନା ହେଭି ହେଇଯିବ। ଟିକେ ଅଧିକ ନ ନେଲେ ନା ବହୁତ ରହିଯିବ। ଜିଓଗ୍ରାଫି ଜାଣିଛ ମାନେ ମାନେ ଡେସକ୍ରାଇବ ବି କରିବାର ଅଛି, ଲେନ୍ଦି ବି ଅଛି। ତ ତମେ କହିବ, ତମେ ଯଦି 9:30 ଯାଏଁ ବସିବ ମୁଁ ସାରଙ୍କଠୁ ପରମିଶନ, ସେମିତି ବି ତ ଅନଲାଇନ ସବୁ ପ୍ରାୟତଃ ରେକର୍ଡେଡ କ୍ଲାସ ହିଁ ଦେଖୁଛ ବୋଧେ। ତ କଣ କରେ 9:30 ତକ କ୍ଲାସ ରଖିବା ନା 9ଟାରେ ହିଁ ଏଣ୍ଡ କରିଦବା? ଯାହା ଚଳିବ କହିବ ସାଢେ ତମେ। ନଅ। 9:30 ମ୍ୟାମ୍ ଚଳିବ ସେ। ସାଢେ ନଅ ହଁ ଚଳିବ କିଛି ଅସୁବିଧା ହଁ ଟିକେ ଟିକେ ସାର୍ ଆଗରୁ ଟିକେ ଏଫର୍ଟ କରିଥିଲେ ଦବା ଆଉ। ହଁ ସାଢେ ଯିଏ ହଁ ସାତରୁ ହଁ ସାଢେ ଯଦି ନଅ ଏପଟୁ କରିଥିଲେ ବସିଥିଲେ। ହଁ ଯଦି ଏପଟୁ ଟିକେ ଜଲଦି ସରିଯିବ ତାହେଲେ ଓଡିଶା ପାର୍ଟ ଟା ମାନେ ସବୁ ଡିସକସନ ସେଠି ଆଉ କିଛି ବୁଝିବାର ନାହିଁ। ଖାଲି ଫିଜିଓଗ୍ରାଫିକ ରିଜିଅନ ଟାରେ କୋଉ କୋଉ ରିଜିଅନ ଆସୁଛି କଣ ସେଟା ଟିକେ ବୁଝିଦେଲେ, ରିଭର ସିଷ୍ଟମ ଟା ଟିକେ କଭର କରିଦେଲେ, ଓଡିଶା ଜିଓଗ୍ରାଫିରେ ଏତିକି। ଆଉ କୋଉ କୋଉ ପ୍ରୋଜେକ୍ଟ ରହିଛି କୋଉ ରିଭର ଉପରେ, ପ୍ରାୟତଃ ଇମ୍ପୋର୍ଟାଣ୍ଟ ଏତିକି ହିଁ ଓଡିଶା ଜିଓଗ୍ରାଫିରୁ ଆସେ। ଆଉ ଫିଜିଓଗ୍ରାଫିକ ଟା ବହୁତ ଇମ୍ପୋର୍ଟାଣ୍ଟ। ସେତିକି ପାର୍ଟ ଗୋଟେ 2ଟା କ୍ଲାସ ରେ ଆରାମସେ କଭର ହେଇଯିବ। ତ ଯେତିକି ବି ପିଲା ରୁହ, ତମେ ଜଣେ ବି ରୁହ, ତମେ 2 ଜଣ ବି ରୁହ, ଯଦି ଜଣେ ବି ରହିବ ମୁଁ 9:30 ଯାଏଁ କ୍ଲାସ ନେଇଯିବି, କିଛି ଅସୁବିଧା ନାହିଁ। ଆସିଲେ ଆସେ ନା ତ ତମେ, ହଁ ଠିକ ଅଛି 9:30 ଯାଏଁ କ୍ଲାସ କରିକି ଜଲ୍ଦି ଜଲ୍ଦି ସାରିଦବା ଆଉ। ଠିକ ଅଛି ତ? ମୁଁ ଆର କ୍ଲାସ କୁ ସେମିତି କରିବି ଆଉ। ନେଇଯିବି ତମର ସେଇ ମାନେ ମୁନ ଟା ଆଉ ସେ ପାର୍ଟ ଟା ଟିକେ ପଢି ଦେଇକି ସିଧା ସେ ପାର୍ଟକୁ ଯିବା ଆଉ। ୟେସ୍ ମ୍ୟାମ୍, ଯଦି ଏମିତି ବି ହେଲେ ଚଳିବ। ଆଟଲିଷ୍ଟ ଓଡିଶା ପାର୍ଟ ଟା ତ ମ୍ୟାମ୍ ନିଜେ କଭର କରିହଉନି, ସେଟା ବହୁତ ବୋର ଲାଗୁଛି। ଆପଣ ହଁ କରିଦେଲେ ଗୋଟେ ହେଇଗଲା, ଆମର ହଁ ଗୋଟେ ହଁ ହଁ କନଫିଡେନ୍ସ ଗୋଟେ ଆସିଯିବ। ଏମିତି ଡିସ୍କସନ ଟାଇପ ରେ ହିଁ କରିଦବା ନା। ମୁଁ ବୁଝେଇ ଦେବି ସବୁ ଆଗ, ତାପରେ ସେ ପ୍ରୋଜେକ୍ଟ ଯେତିକି ଅଛି ଯାହା ଯାହା ଇମ୍ପୋର୍ଟାଣ୍ଟ ଅଛି ମୁଁ ମୋ ଏଣ୍ଡ ରୁ ଯେତେଟା ପାଇଥିବି ଲେଖିଥିବି। ତମମାନେ ବି ଯଦି କିଛି ଆଡ ଅନ କରିବ ସେଇ ହିସାବରେ। ବାକି ଫିଜିଓଗ୍ରାଫି ଇଣ୍ଟରେଷ୍ଟିଂ ଲାଗିବ। ଜିଓଗ୍ରାଫି ଟୁ ଇଣ୍ଟରେଷ୍ଟିଂ ଆଉ କିଛି ସବଜେକ୍ଟ ନାହିଁ। ତମେ ସବୁ ଜିନିଷକୁ ଭିଜୁଆଲାଇଜ କରୁଛ ନର୍ମାଲି, ବାକି ଟିକେ ବହୁତ ଜିନିଷ ମନେ ରଖିବାକୁ ପଡେ। ତ ଦେଖିବା ସେଇଟା ଇଏ କରିଦବା ଆଉ, ଡିସକସନ ହିଁ କରିଦବା। ମୁଁ ମେ ବି ଏ ପାର୍ଟ ଛାଡିବି, ହେଲେ ଛାଡିବି ଓଡିଶା ପାର୍ଟ ଟା ତୁମର ଯେମିତି ଛାଡିବିନି, ମାନେ ଏମିତି କହୁଛି ସବୁ କଭର କରିବାକୁ ଟ୍ରାଏ କରିବି। ବାକି କିନ୍ତୁ ଓଡିଶା ପାର୍ଟ ମୁଁ ନିହାତି ପଢେଇ ଦେବି ହେଲା, 2ଟା କ୍ଲାସ ନେଇକି। ଆପଣ ସେଟା ଟିକେ ହଁ ମେନ୍ସ ପାଇଁ ବି କହିଦେବେ, କଣ କଣ ପଢିବା ପାଇଁ ପଡିବ ହଁ ହଁ ସେଥିରେ। ହଁ ଠିକ ଅଛି। ହଁ ଠିକ ଅଛି ନା। ଆରଥର ବୋଧେ ଓଡିଶା ଜିଓଗ୍ରାଫି ନା ତା ଆଗ ଥର ବହୁତ କ୍ୱେଶ୍ଚନ ପକେଇଥିଲା ଓଡିଶା ଜିଓଗ୍ରାଫି, ନାଇଁ କି? ୟେସ୍ ମ୍ୟାମ୍। ହଁ ତା କଥା ଆଉ ଏଥର ତ ଓଡିଶା ପାର୍ଟ ମାନେ ମେନ୍ସ ରେ ବି ବହୁତ ଇମ୍ପୋର୍ଟାଣ୍ଟ ଦଉଛି ନା। ଇକୋନୋମିକ୍ସ ପେପର 3 ତ ବୋଧେ ଏଥର ପୁରା ଓଡିଶା ହିଁ ଛାପି ଦେଇଥିଲା ସବୁ କିଛି। ତ ଟିକେ ଇମ୍ପୋର୍ଟାନ୍ସ ଦଉଥା। ଆଉ ପ୍ରିଲିମ ରୁ ମେନ୍ ଭିତରେ ସତରେ ଟିକେ ବି ତମ ମାନଙ୍କୁ ଟାଇମ ମିଳିବନି। ଯାହା ସାରୁଛ ଏବେ ସାରିଦିଅ। ମାନେ କେତେ ଲକ୍ ତମ ମାନଙ୍କର ଭଲ କି ଯୋଉ ମାନେ ସିରିୟସଲି ପ୍ରିପାରେସନ କରୁଛ, ତମମାନଙ୍କୁ ପ୍ରିଲିମ ପାଇଁ ଟିକେ ଟାଇମ ମିଳିଲା। ଏଟଲିଷ୍ଟ ଗୋଟେ ଗୋଟେ ଥର ରିଡିଙ୍ଗ ତ ସାରି ହିଁ ଦିଅ। ଟିକେ ବି ଟାଇମ ମିଳେନି। ସେ ଟାଇମିଂରେ ଆଉ ତମେ ଯଦି ଆନ୍ସର ରାଇଟିଂ ନ କରିକି ପଢିବ ନା, କେବେ ବି ସକ୍ସେସ ଲାଇଫରେ ମିଳିବନି। ଏଇଟା ମାନେ ହାର୍ଡ ରିଆଲିଟି। ତ ଟ୍ରାଏ କର ଯେତେ ବି କଷ୍ଟ ହଉ ଏବେ ହିଁ ଟିକେ ଟାଇମ ଇନଭେଷ୍ଟ କରିଦିଅ। ପ୍ରିଲିମ ରୁ ମେନ୍ ପରେ ଯେତେ ପାରିବ ଆନ୍ସର ରାଇଟିଂ କରିବ। କାହିଁକିନା କୋଶ୍ଚିନ୍ କିଛି ବି ଆସିଯାଉଛି ଓପିଏସସି ରେ। ତମେ ସେଇଠି ଯେତେ ବି ପଢିକି ଯାଇଥାଅ, ତମକୁ ସେଇଠି ହିଁ ଡାଟା ମନେ ପକେଇବାର ଅଛି। ସେଇଠି ଆଉ ସେ ଟାଇମିଂ ଯଦି ରିଭିଜନ ନ କରିଥିବ ନା, କିଛି ସେ ଜିନିଷ ଭ୍ୟାଲୁଏବୁଲ ହବନି। ତ ଏଇ ଟାଇମିଂ ଟା ଟିକେ ଇନଭେଷ୍ଟ କର। ଓଡିଶାର ପ୍ରିଭିୟସ ଇୟର କ୍ୱେଶ୍ଚିନ୍ କୁ ଦେଖିକି ସେ ଇକୋନୋମିକ୍ସ ପାର୍ଟ ବି ଟିକେ କଭର କର। ଓଡିଶା ହିଷ୍ଟ୍ରି ସେଇ ଜୟଦେବ ସେଇ ବାଲା କ୍ୱେଶ୍ଚିନ୍ ଟିକେ ପଞ୍ଚସଖା ସେଇ ରିଲେଟେଡ ରହୁଛି ବୋଧେ ପ୍ରାୟତଃ।
ତ ସେଇ ଜିନିଷ ଟିକେ ଦେଖି ଦେଇକି କରୁଥାଅ ପଢୁଥାଅ ଆଉ କଣ 2020 କରିବା। ରେ ତ 2022 ରେ ମ୍ୟାଡାମ ହିଷ୍ଟ୍ରି ଓଡିଶାରେ ତ କିଛି ପକେଇ ନଥିଲା, ଗୋଟେ ନା କ୍ୱେଶ୍ଚନ ନା ପକେଇଥିଲା। ନା, ହଁ ଗୋଟେ କ୍ୱେଶ୍ଚନ ଖାଲି। ଗୋଟେ ସେ ଯୋଉ ପଡିଥିଲା ଯୋଉ ନଅଙ୍କ ଦୁର୍ଭିକ୍ଷ କ୍ୱେଶ୍ଚନ ହଁ ସେଇଟା। ହଁ ହଁ ହୁଁ। ହଁ ଗଦେଇ ବାଲା କ୍ୱେଶ୍ଚନ, ହଁ କିଛି ବି ତାର ଆଉ ତାମାନେ ତମେ ଯଦି ୟୁପିଏସସି ପ୍ୟାଟର୍ନ ଏତିକି କିଛି ସିରିୟସଲି ନଥିଲା। ଲାଇକ, ହଁ ସିରିୟସଲି ଯଦି ୟୁପିଏସସି ଜଣେ ଫଲୋ କରିବ ତାକୁ ଗୋଟେ ପ୍ୟାଟର୍ନ ମିଳିବ, ହେଲେ ଓପିଏସସି ରେ ତ କିଛି ପ୍ୟାଟର୍ନ ହିଁ ନାହିଁ ତାର, କଣ କରିବା ହାପାଜାଡଲି କିଛି ବି କରୁଛି ଆଉ। ଠିକ ଅଛି 9:30 ଯାଏ କ୍ଲାସ କରି ଟିକେ ସାରିଦବା, ମୁଁ ଓଡିଶା ଜିଓଗ୍ରାଫି ବି ମ୍ୟାଡାମ ଆଜି ନହେଲେ ସାରି ଦଉନାହାନ୍ତି ସେ ଯୋଉ ସୋଲାର ଏକ୍ଲିପ୍ସ ପାର୍ଟ ଟା ସାରି ଦଉନାହାନ୍ତି। ମୁଁ ଆକ୍ଚୁଆଲି ମୁଁ ଭାବିଥିଲି ନା ଛାଡିଦେବି ତମମାନଙ୍କର, ସତ କଥା କହୁଛି ମାନେ ମତେ ଲାଗିଲା ନା, ମତେ ସାର୍ ଆଜି କହିଲେ ଆକ୍ଚୁଆଲି ମ୍ୟାମ୍ ଆପଣ ପଢଉଛନ୍ତି ଟିକେ ମେନ୍ ପ୍ରସ୍ପେକ୍ଟିଭ ଭଳିଆ, ଟିକେ ଜଲଦି ସାରନ୍ତୁ କ୍ଲାସ ସରିବନି, ପିଲାମାନେ ବୋଧେ କିଏ କହିଛନ୍ତି ଫିଡବ୍ୟାକ ରେ ଯେ ମାନେ କ୍ଲାସ ମ୍ୟାମଙ୍କ ନୋଟ ରୁ ହିଁ ତ ପଢିକି ବୁଝିଯିବୁ, କ୍ଲାସ ନ କଲେ ବି ଦେଖ ମୁଁ ରିଆଲିଟି କହୁଛି ମୁଁ ଜାଣିନି ଏ କଥା କଣ ହେଇଛି, ତ ସାର୍ ମତେ କହିଲେ କି ଆପଣ ଟିକେ ପ୍ରିଲିମ ପ୍ରସ୍ପେକ୍ଟିଭ ରେ ପଢନ୍ତୁ, ତ ମୁଁ ଭାବିଲି ଏତେ ଡିଟେଲସ ରେ, ବାକି ମୁଁ ହିଁ ସର୍ଟକଟ ରେ ଯାଇପାରୁନି, ମୁଁ ମତେ ଗୋଟେ ଲାଗେ ନା ଗୋଟେ ପଢେଇବ ତ ଟିକେ ପଢେଇ ଦବ, ତ ମୁଁ ସେଥିପାଇଁ ଡେସ୍କ ଆଉ ନୋଟ ବି ତ ସେତିକି ଏଫର୍ଟଲି, ତ ମୁଁ ସେ ପାର୍ଟ ଟା ଆକ୍ଚୁଆଲି ଛାଡିଦେବି ଭାବିଥିଲି, ବାକି ନିଜକୁ ଗୋଟେ ଗିଲ୍ଟି ଫିଲ୍ ହେଲା ତ ପଚାରିଦେଲି ତମମାନଙ୍କୁ, ତ ମୁଁ ତାର ସେଥିପାଇଁ ନୋଟ କିଛି ସେ ଇଣ୍ଟେରିୟର ଆର୍ଟ ସେଠୁ ଡାଇରେକ୍ଟ ପଢେଇବି ଭାବିଥିଲି ନୂଆ ଚାପ୍ଟର, ବାକି ଏଇଟା ବି 9ଟା ବାଜିଗଲା ଜାଣି ପାରିଲିନି, ସେଇଟା ମୁଁ ନେକ୍ସଟ କ୍ଲାସ ରେ ଅଳ୍ପ ଯେମିତି କହିଲୁ ଖାଲି ଅଳ୍ପ ହାଲକା ହାଲକା ସେ ଏକ୍ଲିପ୍ସ ପାର୍ଟ ଟା ଟିକେ ଆଉ ମୁନ ର ପାର୍ଟ ଟା, ସେ ଅରଡ କ୍ଲାଉଡ ସେଇଗୁଡା ଯୋଉ ଛୋଟ ଛୋଟ କନସେପ୍ଟ ଯାହା ଅଛି ତାକୁ ଟିକେ ଟିକେ କହିଦେବି ଆଉ ହେଲା, ତାପରେ ସିଧା ଇଣ୍ଟେରିୟର ପାର୍ଟ ରୁ ଷ୍ଟାର୍ଟ କରିବା। ଓକେ ପିଲାମାନେ କିଏ କେମିତି ଫିଡବ୍ୟାକ ଦଉଛ, ଯାହା ଫିଡବ୍ୟାକ ଦଉଛ ସାର୍ ସେଇ ହିସାବରେ ଆମମାନଙ୍କୁ କହୁଛନ୍ତି, ତ ମୁଁ ସେ ଜିନିଷ ଟା ଜାଣି ପାରିଲିନି, ମୁଁ କିନ୍ତୁ ସତରେ ମୁଁ କହିବାକୁ ଗଲେ ଜେନୁଇନଲି ତମମାନଙ୍କ ସହିତ ସେୟାର କରୁଛି, ମୁଁ ଆଠୁ ସର୍ଟକଟ ଆଉ ପାଉନି ନା, ମୋ ବସ୍ ଚାଲନ୍ତା ତ ମୁଁ ସେ ନେବୁଲାର ହାଇପୋଥେସିସ୍ ହଉ ସେ ବିଗ ବ୍ୟାଙ୍ଗ ଥିଅରିକୁ ବି ଟିକେ ଟିକେ ଡେସକ୍ରାଇବ କରିଦିଅନ୍ତି, ଭାବେ ନୋଟ ତମ ପାଖେ ଲାଇଫ ରେ ଥିଲେ କେବେ ବି ପଢା, ମୁଁ କେବେ ବି ଚାହେଁନି କି ତମେ ବାର ବାର ପ୍ରିଲିମ ନଉଥାଉ ପଢୁଥାଉ, ଦେଖ ଜେନୁଇନ କଥା ସମସ୍ତଙ୍କର ନିଜ ନିଜ ଗୋଟେ ଡ୍ରିମ ଅଛି ଆମ୍ବିସନ, ତ ବାସ୍ ହେଇଛି ଯଦି ପାଇକି ପଳାଉନା, ଯଦି ସେତିକି ସିରିୟସ ଅଛ ତ ବାର ବାର କାହିଁ ପଢୁଥିବ, ତ ଗୋଟେ ଥରର କିଛି ବି କନସେପ୍ଟ କିଛି ବି ଗୋଟେ ନୋଟ ଦେଖିଲେ ତମକୁ ଯଦି ହେଲ୍ପଫୁଲ ହବ ଲାଗିବ କି ମୋ ମେହନତ ସତରେ ଆସିଛି, ଆଉ ଜିଓଗ୍ରାଫି ତ ତମେ ବିନା ଚିତ୍ର ନ ଦେଖେଇକି ସେତିକିରେ ବି ମୁଁ ଯେତିକି ସର୍ଟକଟ ହେଇପାରିବ ସେତିକି ଚିତ୍ର ହିଁ ରଖୁଛି, ପଲିଟି ତମକୁ ନା ଚିତ୍ର ଦେଖେଇବାର ଅଛି ନା, ତମେ ଇକୋନୋମିକ୍ସ ରେ କିଛି ସେମିତି ଅଛି, ଜିଓଗ୍ରାଫି ବିନା ମ୍ୟାପ ବିନା ଚିତ୍ରରେ ତମେ ପଢି ହିଁ ପାରିବନି, ମୁଁ ସେଇଥିରୁ 10ଟା ଫିଗର ଦେଖୁଛି ତା ଭିତରୁ କୋଉଟା ରଖିଲେ ତମେ ମାନେ ଜଲଦି ବୁଝିପାରିବ, ମୁଁ ସେଇ ହିସାବରେ ପୁଣି ଆନାଲିସିସ୍ କରି କରି ଫିଗର ଯାକ ରଖୁଛି ନା, ତ ସେଇ ହିସାବରେ ଆଉ ତ ଟିକେ ଟାଇମ ଟେକିଂ ଲାଗିବ ନା ପୁଣି ତାକୁ ବୁଝେଇବାକୁ, ଆକୁ ଆଉ କେତେ ସର୍ଟକଟ ରେ ସାରିବି କୁହ, ନା ମ୍ୟାମ୍ ସେଇଥିପାଇଁ ମୁଁ ଠିକ ହଁ ଅଛି, ମାନେ ହଁ ପଲିଟିର ସାର୍ ଯେମିତି ହେଇଥିଲେ ଆଗରୁ ପଢେଇଥିଲେ ପଢି ତା ପାଇଁ ମନେ ପଡୁଛି, ବଟ ଏବେ ବେଳେ ବେଳେ ଦେଖିବାକୁ ଟିକେ ଟିକେ କନଫ୍ୟୁଜନ ଆସୁଛି, ଆଉ ଥରେ ଭିଡିଓ ହଁ ଦେଖିଲେ କ୍ଲାରିଟି ହଁ, ହଉଛି, ମୁଁ ବଟ ଆପଣ ଚାହୁଁନି ସେଇ ଜିନିଷ ମୋର ବହୁତ କ୍ଲାସ କଥା ତମ ମାନେ ପଢ ଆଉଥରେ, କାହିଁକିନା ଟାଇମ ବହୁତ କମ ଅଛି, ମୁଁ ଚାହୁଁଛି ସେଥିପାଇଁ ମୁଁ ଟର୍ମକୁ ଟିକେ ଟିକେ ଡେସକ୍ରାଇବ କରିଦଉଛି, ନୋଟ ତମ ମାନଙ୍କର ଟିକେ ଲେନ୍ଦି ହଉ, ବାକି ସାରଙ୍କର ବୁଝିଲା, ଆଉ ଦେଖ ପଲିଟି ଗୋଟେ ଟର୍ମ ଦେଖିଲେ ବି ପିଲା ଯିଏ ଥରେ ପଢିଥିବ ନୂଆ ଥିବ ଯେମାନେ ସେ ବୁଝିପାରିବ, ବାକି ଏଇ ଜିନିଷ ଗୁଡା ଟିକେ କନଫ୍ୟୁଜିଂ କରେ, ମୁଁ ତମକୁ ଏବେ ଗୋଟେ ରେଟ୍ରୋଗେଡ ରୋଟେସନ କହିଲି, ମୁଁ ଖାଲି ଯଦି ରେଟ୍ରୋଗେଡ ରୋଟେସନ ଲେଖିଦେଇକି ପଳେଇବି ତା ପାଇଁ ମତେ ଆଗ 2 ଲାଇନ ଲେଖିବାକୁ ପଡିଲା, ଯେହେତୁ ସେଟା 90-80 ଡିଗ୍ରୀ ରୋଟେସନ ମାନେ ଟିଲଟେଡ ହେଇକି ଅଛି, ସେଥିପାଇଁ ରୋଟେସନ ଟା ରିଭଲ, ଆଟଲିଷ୍ଟ ତ ଏତିକି ଲେଖିଲି ତ ମତେ ଗୋଟେ ପେଜ ହେଇଗଲା, କଣ କରିବୁ ତ, ଆଉ ଏଇଟାକୁ ମୁଁ ଖାଲି ଲେଖିକି ଯାଇପାରିଲେ ମତେ ହିଁ ଲାଗୁଛି ମୁଁ ବୋଧେ ଅଧା ଅଧା ଠକ ଠକରେ ନୋଟ ବନଉଛି, ତ ସେଥିପାଇଁ ତ ସେଇଟା ମୁଁ ଚାହୁଁନି କି ଯେ ତମେ ନେକ୍ସଟ ରିଭିଜନ କଲା ବେଳକୁ ଆଉ ଥରେ ଭିଡିଓ ଦେଖ, ତମେ ନୋଟ ରୁ ହିଁ ଦେଖିକି ସେ ଜିନିଷକୁ ବୁଝିଯାଅ, ଦେନ ଯଦି ନହବ ସ୍ପିଡ ରେ ଟିକେ ଭିଡିଓ ଦେଖିଦବ ଆଉ। ନା ମ୍ୟାମ୍ ବୁଝି ହଉଛି, କିଛି ପ୍ରୋବ୍ଲେମ ହଁ ନାହିଁ, ନୋଟ ମ୍ୟାମ୍ ବହୁତ ଭଲ ନୋଟ, କିଛି ସବୁ ବୁଝା ପଡୁଛି, ତାପରେ ଆପଣ ଛାଡି ଛାଡି ଲେଖୁଛନ୍ତି ନା ସେଥିପାଇଁ ବେଶୀ ଦୂର ଦୂର ବେଶୀ ଜଣା ପଡୁଛି, ହଁ ହେଇଯାଉଛି କିନ୍ତୁ ହଁ ହଁ କିନ୍ତୁ ସାରଙ୍କ ଭଳିଆ ମାଇକ୍ରୋ ହ୍ୟାଣ୍ଡରାଇଟିଂ ରେ ଲେଖିଲେ ଏଇଟା ବି ବହୁତ କମ ରେ ହେଇଯିବ। କମ ରେ ହେଇଯିବ, ହଁ ହଁ। ବାକି ଟିକେ ମାନେ ପେନ୍ ପେପର ଲେଖିବା ଆଉ ଏଇ ଆଇପ୍ୟାଡ ରେ ଲେଖିବା ଟିକେ ଡିଫରେଣ୍ଟ ଆକ୍ଚୁଆଲି, ହ୍ୟାଣ୍ଡ ରାଇଟିଙ୍ଗ ବହୁତ ଖରାପ ହଉଛି ଆଇପ୍ୟାଡ ରେ। ହୁଁ, ହଉ ଠିକ ନାଇଁ ଅଛି ମ୍ୟାଡାମ ସାର୍ ଆପଣଙ୍କ ହ୍ୟାଣ୍ଡ ରାଇଟିଂ ବହୁତ ଭଲ ଅଛି। ଥ୍ୟାଙ୍କ ୟୁ।
ହଉ ଠିକ ଅଛି ନେକ୍ସଟ ପ୍ଲିଜ ଗୋଟେ ଜଣ ବି ଯଦି ରହିବ ମୁଁ 9:30 ତକ କ୍ଲାସ ନେବି ହେଲା ତମେ ମାନେ ଯଦି ବସିବ ମତେ କିଛି ଅସୁବିଧା ନାହିଁ ନା ବାକି ସାରିଦବା ଆଉ ଯଦି ଆଉ ତ ମୁଁ ଯେମିତି କହିଲି ତମେ ଯେତେ ଜଣ ବି ରୁହ ମୁଁ ଓଡିଶା ପାର୍ଟ କଭର କରିବି ସାରଙ୍କୁ ପଛେ ଯାହା ବି କହିବାକୁ ପଡୁ ସାର୍ ଯାହା କୁହନ୍ତୁ ମୁଁ ଓଡିଶା ପାର୍ଟ ବି ଜିଓଗ୍ରାଫି କଭର କରିଦେବି ହେଲା ତମେ ହଁ ଆମେ ଏଇଟା ସାର୍ ସରିଲା। ଙ୍କୁ କହିଦବୁ। ହଁ ଠିକ ଅଛି ଏଇଟା ସରିଲା ପରେ ନା ଆଉ କିଛି ପାର୍ଟ ଜମା ଟାଇମ ଲାଗିବନି ଏତିକି ଏଇ ରୋଟେସନ ରିଭଲ୍ୟୁସନ ଏଗୁଡା ଟିକେ ଟିକେ ପାଠ ବାକି ଭିତରେ ବହୁତ ବହୁତ ଇନଫର୍ମେସନ ଆଉ ସେଗୁଡା ବହୁତ ଜଲ୍ଦି ପଳେଇବ ନା ବୁଝି ବି ଯିବ ଇଜିଲି ସେଗୁଡା ନା ଠିକ ଅଛି ତାହେଲେ ଆଜି ୱାଇଣ୍ଡ ଅପ୍ କରିଦବା ମୋର ନେକ୍ସଟ ବୋଧେ ଫ୍ରାଇଡେ ସଟରଡେ ଅଛି 2 ଦିନ ଅଛି ମୋର ହଁ ସେଇଡୁଲ ହିସାବ ଆଉ ତମ ଯେମିତି କହିଲ ମୁଁ ସାରଙ୍କୁ ରିକ୍ୱେଷ୍ଟ କରିଥିଲି ସାର୍ ଏବେ ସଣ୍ଡେ କ୍ଲାସ ପୁରା ଅଫ୍ କରିଦେଇଛନ୍ତି ୱିକଲି ସବୁଦିନ କ୍ଲାସ ରହିବ କେବଳ ସଣ୍ଡେ କ୍ଲାସ ରହିବନି ଆଜ୍ଞା। Thank you. ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ମ୍ୟାମ୍। Thank you, Thank you, ma'am. ma'am. Good night, ma'am. ଗୁଡ୍ ନାଇଟ୍